हाय फ्रेंड्स ମୁଁ ସୌରଭ ତ ଏଇଟା ଥିଲା ବେଷ୍ଟ 20ର ପାର୍ଟ 9 ଭିଡ଼ିଓ। ତ ଆପଣମାନେ ଯଦି ସବୁ ଭିଡ଼ିଓ ଦେଖିବାର ଅଛି ବେଷ୍ଟ 20ର 1 ଠୁ ଲଗେଇକି 9 ପର୍ଯ୍ୟନ୍ତ ଆପଣ ପ୍ଲେଲିଷ୍ଟକୁ ଯିବେ ଚ୍ୟାନେଲର। ସେଠି ଯାଇକି ଆପଣ ଯାଇକି ଆଡ଼ଭାନ୍ସ ମ୍ୟାଚ୍ ଦେଖିପାରିବେ କନସେପ୍ଚୁଆଲ ପାଇଁ। ଆଉ ବେଷ୍ଟ 20ରେ ଆପଣ ଦେଖିପାରିବେ ସବୁ ତ ଯେତେ ଅପ୍ ଟୁ ଏପର୍ଯ୍ୟନ୍ତ ଯାଏଁ 8ଟା ପାର୍ଟ ମୁଁ କରିଦେଇଛି। ଏଇଟା ଥିଲା 9 ନମ୍ବର ପାର୍ଟ। ତାପରେ ସେଠୁ ଯାଇକି ଚେକ୍ କରିପାରିବେ। ଡେସ୍କ୍ରିପସନରେ ଲିଙ୍କ୍ ଦେଇଦେଇଛି। ଟେଲିଗ୍ରାମରେ ଜଏନ୍ ହେଇପାରିବେ, ସବୁ ଲିଙ୍କ୍ ଡେସ୍କ୍ରିପସନରେ ଦିଆଯାଇଛି। ଆଉ ଇନଷ୍ଟାଗ୍ରାମରେ ଆପଣ ପର୍ସନାଲି ମେସେଜ୍ କରିପାରିବେ। ତ ଭିଡ଼ିଓ ଆଜି ବି 20ଟା ଭିଡ଼ିଓ ନେଇ 20ଟା କୋଶ୍ଚିନ୍ ନେଇ ଆସିଛି। ଆଜି ଟିକେ ଲେବୁଲ୍ ଡାଉନ୍ କରିଦେଇଛି, ମାନେ ଡାଉନ୍ ମାନେ କୋଶ୍ଚିନ୍ ଇଜି ନୁହଁ, ବାସ୍ ପୂର୍ବ ଯେଉଁ ପାର୍ଟ 6 7 ଯେମିତି ଯାଇଥିଲା ସେତେ ହାର୍ଡ଼ ମୁଁ ଆଡ଼୍ କରିନି। ତ ଟିକେ ଟୋନ୍ ଡାଉନ୍ କରିଦେଇଛି ଯେମିତିକି ଏକ୍ଜାମ୍ ରେଲିଭେଣ୍ଟ ବି ରହିବ, ଆପଣଙ୍କୁ ଟିକେ ପଢ଼ିବାକୁ ବି କନଫିଡେନ୍ସ ଆସିବ। ତ ଦେଖନ୍ତୁ କେମିତି କ'ଣ ଲାଗୁଛି, ଲାଷ୍ଟକୁ କମେଣ୍ଟ କରି କହିବେ ଯଦି ଭଲ ଲାଗିଛି କି ଖରାପ ଲାଗିଛି। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ। କରିଦେଲେ ଆମକୁ କ'ଣ ଦେଲା, find the positive difference between the roots of the equation 7x square minus 10x plus 3 is equal to 0। ତ ଆମକୁ ଆ ଭିତରେ ଆର ରୁଟ୍ ପ୍ରଥମେ ବାହାର କରିବା। ଆମେ ଜାଣିଛେ ରୁଟ୍ ବାହାର କରିବ କ'ଣ, ଗୋଟେ ଆଲଫା ବାହାରିବ ରୁଟ୍ ଆଉ ଗୋଟେ ବିଟା ବାହାରିବ। ଆମକୁ ଯଦି ଗୋଟେ ଇକ୍ୱେସନ୍ ଦେଇଛି, ଆମେ ଦେଖନ୍ତୁ ଏଇଠି ଦେଖନ୍ତୁ ଆମେ ଛୋଟବେଳେ ପଢ଼ିଛେ ଆକୁ ଆମେ କ'ଣ କରୁଥିଲେ, କାହାକୁ କେତେରେ ଗୁଣିଲେ ହେବ ଆଗ ଦୁଇଜଣ ମଲ୍ଟିପୁଲ୍ ହେବ, କାହାକୁ କେତେରେ ମିଶାଇଲେ 10x ହେବ। ଏଇଟା ହେଲା ଲେନ୍ଦି ମେଥଡ଼ ହେଇଯିବ। ମାନେ ଏଇ ୱେରେ ଆପଣ ବାହାର କରିପାରିବେନି, କାହିଁକି ନା ଭାଙ୍ଗି ହିଁ ପାରିବେ ତମ ଠିକ୍ ସେ ଫ୍ରାକ୍ସନାଲ ଭ୍ୟାଲୁ ବାହାରିବ। ତ ଏଇ ଜାଗାରେ ଆମକୁ ବଞ୍ଚେଇବ କିଏ, ଆମର ଶ୍ରୀଧର ଆଚାର୍ଯ୍ୟଙ୍କ ଫର୍ମୁଲା ବଞ୍ଚେଇବ, ଯୋଉଟା ହେଇଥିଲା ରୁଟ୍ ଆଡ଼ ବାହାର କରିପାରିବା। ଦେଖନ୍ତୁ ପ୍ରଥମେ ଏ ବି ସି ଫାଇଣ୍ଡ କରିଦେବା ଇକ୍ୱେସନ୍ ଦେହରୁ। ଏଇଟା କେତେ, ଏକ୍ସ ସ୍କୋୟାର କୋଫିସିଏଣ୍ଟ ମାନେ ଏ ଇଜ୍ ଇକ୍ୱାଲ୍ ଟୁ 7, ବି କେତେ ୱାଇର ଯୋଉ ଏକ୍ସର କୋଫିସିଏଣ୍ଟ ମାନେ -10, ସି କେତେ ଯାହା ବଳି ପଡ଼ିଲା +3 ବା 3। ଏ ବି ସି ପାଇଗଲେ। ତାପରେ ଆମେ ଶ୍ରୀଧରାଚାର୍ଯ୍ୟଙ୍କ ଫର୍ମୁଲା କ'ଣ ପକେଇବା, ମୁଁ ଅଲରେଡ଼ି ସାରିଛି ଏଇ ଜିନିଷଟା କୋଉଥିରେ, କ୍ୱାଡ୍ରାଟିକ୍ ଇକ୍ୱେସନ୍ ଆନ୍ସରଟା ସାରିଛି। ଆପଣ ଆଡ଼ଭାନ୍ସ ମ୍ୟାଥ୍ ପ୍ଲେଲିଷ୍ଟରେ ଯାଇକି ଦେଖିପାରିବେ। ଫିର୍ ବି ଆଉଥରେ କହିଦେଉଛି ଫର୍ମୁଲା କ'ଣ ଥିଲା। ଯଦି ଆମ ଏ ବି ସି ଦେଇଛି, ଏଇ ଇକ୍ୱେସନ୍ ଦେଇଛି, ଆମକୁ ରୁଟ୍ ଦୁଇଟା ପଚାରିଛି ଆଲଫା ବିଟା, କେମିତି ବାହାର କରିବା, ମାଇନସ୍ ବି ପ୍ଲସ୍ ମାଇନସ୍ ବି ସ୍କୋୟାର ମାଇନସ୍ 4ac ର ରୁଟ୍ ଓଭର ବାଇ 2a। ବାସ୍ ଭ୍ୟାଲ୍ୟୁ ପୁଟ୍ କରିଦେବା। ବି ଜାଗାରେ କ'ଣ ଅଛି, ମାଇନସ୍ ମାଇନସ୍ ରଖିଦେଲା ଫାଷ୍ଟ, ବି ଜାଗାରେ କେତେ -10 ଅଛି। ତାପରେ ପ୍ଲସ୍ ମାଇନସ୍ ରହିଲା। ବି ସ୍କୋୟାର କେତେ, -10ର ସ୍କୋୟାର କେତେ 100 ମାଇନସ୍ 4ac, 4 7 28 3 84। ଓକେ, ତା ରୁଟ୍ ଓଭର ରହିବ ହୋଲ୍ ଡିଭାଇଡ୍ ବାଇ 2a କେତେ 2 ଇଣ୍ଟୁ ଏ ଜାଗାରେ 7 ପକେଇଦେବା। ବାସ୍ ସଇଲା କଥା। କ'ଣ ଅଛି, ଏଟା -10କୁ -10ରେ ଗୁଣିଲେ ଏଟା +10 ହେଇଯିବ। ପ୍ଲସ୍ ମାଇନସ୍ ରହିଲା ଏଠି 100ରୁ 84 ଗଲେ କେତେ 16, ଆଗ ଡିଫରେନ୍ସଟା 16 ହେବ। 16 ରୁଟ୍ ଓଭର କେତେ 4 ହେଇଯିବ ବାଇ 7 ଦୁଗୁଣେ 14 ହେଇଗଲା। ଆମେ ଏଠି ଯୋଡ଼ି ରୁଟ୍ କେମିତି ପାଇବା, ଦେଖ ଗୋଟେ ହେବ 10 ପ୍ଲସ୍ 4 ବାଇ 14। ଏଠି ପ୍ଲସ୍ ମାଇନସ୍ ଦୁଇଟା ଦେଇଥିଲା ସାଇନ୍, ଏଠି ଗୋଟେ ପ୍ଲସ୍ ନେଇ କାଟିଦେବା, ଆଉ ଗୋଟେ 10 ମାଇନସ୍ 4 ବାଇ 14 ହେଲେ କେତେ ହେବ, ଏଇଟା ହେଲା 10 4 14, 14 ବାଇ 14 ହେଲେ କେତେ ହେଇଯିବ, ଗୋଟେ ରୁଟ୍ 1 ବାହାରି ପଡ଼ିଲା, ଗୋଟେ ଆଲଫା 1 ବାହାରି ପଡ଼ିଲା। ଆଉ ଏଇଟା କେତେ ହେବ, 10ରୁ 4 ଗଲେ 6, 6 ବାଇ 14, 6 ବାଇ 14 2ରେ କାଟିଦେଲେ କେତେ ହେଇଯିବ 3 ବାଇ 7। ତାପରେ ଆଲଫା ପାଇଗଲେ 1, ବିଟା ପାଇଗଲେ 3 ବାଇ 7। ଯୋଉଟା ରୁଟ୍ ମିଳିଗଲା। ସେ ଆଗ ଭିତରେ ପଜିଟିଭ୍ ଡିଫରେନ୍ସ ପଚାରିଥିଲା। ପଜିଟିଭ୍ ଡିଫରେନ୍ସ କେମିତି ବାହାର କରିବା, ବଡ଼ ନମ୍ବରରୁ ଛୋଟ ନମ୍ବର ମାଇନସ୍ କଲେ ଆମକୁ ପଜିଟିଭ୍ ଡିଫରେନ୍ସ ମିଳିଯିବ। ତାହେଲେ ଆମେ 1ରୁ 3 ବାଇ 7 ଫେରିଦେବା। କେତେ ରହିବ, ଏଲସିଏମ୍ 7 ନେଇଯାଆନ୍ତୁ। ଆପଣ ଜାଣିଛନ୍ତି 1ରୁ 3 ବାଇ 7 ମାନେ 4 ବାଇ 7 ହେବ, ଫିର୍ ଦେଖେଇ ଦେଉଛି। 7 ଏଲସିଏମ୍ ନେଲେ 7 କେ 7 ମାଇନସ୍ ଏଠି 7 7 ଲାଗି 3, 7ରୁ 3 ମାଇନସ୍ ହେଇଗଲେ 4 ବାଇ 7। ବାସ୍ ଭଲ କୋଶ୍ଚିନ୍ ଥିଲା ଗୋଟେ। ଏଇଟା ଆର୍ଆଇର 96 ସିଫ୍ଟର ପ୍ରିଲିମ୍ ଉଠେଇଥିଲି। ଆପଣ ଏମିତି କରିଦେବେ। ବାସ୍ ଆପଣ ଏଇ ଫର୍ମୁଲା ଜାଣିବାର ଅଛି। ଆପଣ ଏଇ ଜାଗାରେ ଭାଙ୍ଗି ନ ପାରୁଛନ୍ତି, ଯେତେବେଳେ ଫସିଯିବ ଇକ୍ୱେସନ୍ ଦ୍ୱାରା ଆମେ ଯଦି ରୁଟ୍ ମାନେ କ'ଣ ରୁଟ୍ ବାହାର ନ କରିପାରୁଛନ୍ତି, ତାହେଲେ ଏଇଗୁଡ଼ା ମନେ ରଖିଥିବେ। ଏଇଟା ହେଲା ସବୁ, ଆପଣ ସବୁ ଜାଗାରୁ ବାହାର କରିଦେବ। ଏଇ ଫର୍ମୁଲାଟା ରହିଲା ବି ମାଇନସ୍ ବି ପ୍ଲସ୍ ମାଇନସ୍ ବି ସ୍କୋୟାର ମାଇନସ୍ 4ac ବାଇ 2a। ଏଇଟା ଆପଣ ପକାଇଦେଲେ ରୁଟ୍ ପାଇଯିବେ। ବାସ୍ ଏ ବି ସିର ଭ୍ୟାଲ୍ୟୁ ଆମେ ଜାଣିଥିବା ଦରକାର। ଏଇଟା ହେଲା ଏକ୍ସ ସ୍କୋୟାର କୋଫିସିଏଣ୍ଟ ହେଲା ଏ, ଏକ୍ସର କୋଫିସିଏଣ୍ଟ ହେଲା ବି, ଆଉ ଯୋଉଟା ବଳିଗଲା ସେଇଟା ହେଲା ସି। ବାସ୍ ଏଇ ଭ୍ୟାଲ୍ୟୁ ପୁଟ୍ କରି ଆନ୍ସର ବାହାର କରିପାରିବେ। ତ ନେକ୍ସଟ କୋଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚ୍ ଦେଖିବେ। କରିଦେଲେ। ଏଇଟା ମୁଁ ଆଗରୁ ଥରେ ବି କରେଇଥିଲି, ସାୟଦ ପାର୍ଟ 2 ନା ପାର୍ଟ 3ରେ। ଆପଣ ଦେଖିବେ କରିପାରୁଛନ୍ତି ନା ନାହିଁ। ଯଦି କରିପାରୁନାହାନ୍ତି ଆଉ ଥରେ ଦେଖନ୍ତୁ। ଏଇଟା ଭଲ କୋଶ୍ଚିନ୍ ନା, ପ୍ରାୟ ପିଲା ଭୁଲି ଯାଆନ୍ତି ମାନେ ଆପ୍ରୋଚଟା କେମିତି ନିଆହବ। ସେ ଆମକୁ ଦେଲା ଏ ମୋଟରିଷ୍ଟ କଭର ଏ ଡିଷ୍ଟାନ୍ସ ଅଫ୍ 30 କିଲୋମିଟର ଇନ୍ 49 ମିନିଟ୍ରେ। ମାନେ ସେ ଆମକୁ ଦେଲା ଡିଷ୍ଟାନ୍ସଟା ହେଲା 30 କିଲୋମିଟର ଡିଷ୍ଟାନ୍ସକୁ ସିଏ 49 ମିନିଟ୍ରେ କଭର କରୁଛି। ଏଟା ଡିଷ୍ଟାନ୍ସ ଟାଇମ୍ ଦେଇଦେଲା। ତାପରେ କିନ୍ତୁ ସେ ଏକାଥରେ କନଷ୍ଟାଣ୍ଟ ଟାଇମ୍ରେ ଯାଉନି, ମାନେ ସେ କିଛିଟା ତା ସ୍ପିଡ୍ ମାନେ ସ୍ପିଡ୍ ଷ୍ଟେବୁଲ୍ ନାହିଁ ତାର। ସେ କ'ଣ କଲା ନା, ଫାଷ୍ଟ 18 ମିନିଟ୍ ପଳେଇଲା x କିଲୋମିଟର ପର ଆୱାରରେ, ସେକେଣ୍ଡ ପଳେଇଲା 23 ମିନିଟ୍ 2x କିଲୋମିଟର ପର ଆୱାରରେ, ତାପରେ ଲାଷ୍ଟ ଯେଉଁ ବଳକା ଟାଇମ୍ ରହିଲା ତାକୁ ପଳେଇଲା x କିଲୋମିଟର ପର ଆୱାରରେ।
ରେଷ୍ଟ ଅଫ୍ ଜର୍ଣ୍ଣି ଲେଖିଛି, ତାହେଲେ ପଚାରିଲେ ଏକ୍ସର ଭ୍ୟାଲ୍ୟୁ କେତେ। ଆମେ ଦେଖିବା ଏଠି ଡିଷ୍ଟାନ୍ସ ଆମର ଏଠି 30 କିଲୋମିଟର ଅଛି, ଇକ୍ୱାଲଟା ଆମେ ଏମିତି ଲେଖିପାରିବା ନା ନାହିଁ। ଫାଷ୍ଟ କେତେ ସମୟ ଗଲା, ଫାଷ୍ଟ 18 ମିନିଟ୍ ଗଲା। ଏଇଟା ଟାଇମ୍ 18 ମିନିଟ୍ ମାନେ କେତେ, ମାନେ ଏଠି କିଲୋମିଟର ଅଛି ସବୁ, ମାନେ ଏଇଟା ମିନିଟ୍ ଅଛି, ଆଗ ଆୱାରରେ କନଭର୍ଟ କଲେ 18 ମିନିଟ୍ କି 60 ଗଲା ଆୱାର ହେଇଗଲା, ମାନେ ଏତିକି ଫାଷ୍ଟ ଏତିକି ଟାଇମ୍ ଗଲା। এটা টাইম কলে টাইম ইন্টু স্পিড কলে আমি ডিস্টান্স পাই না নি। ফার্স্ট 18 মানে 18 মিনিট গলা কেতে x কিলোমিটার पर आवर गला। तापर कौन होला सेकंड नेक्स्ट 23 मिनिट बा 23 मिनिट जहाँ 23 बाय 60 कले टोटल आवर ही गला। एई टाइम रे गला कोन केते 2x स्पीड रे गला से ହେଲା। ତାପରେ କ'ଣ ଦେଲା ଆଉ ବଳି ପଡ଼ିଲା କେତେ ଟାଇମ୍, ଟୋଟାଲ୍ 49 ମିନିଟ୍ ଟାଇମ୍ ଯାଇଛି ନା। ଫାଷ୍ଟ 18 ମିନିଟ୍ ଗଲା ଏତିକି ସ୍ପିଡ଼୍ରେ, 23 ମିନିଟ୍ ଗଲା ଏତିକି ସ୍ପିଡ଼୍ରେ, ତାପରେ ବଳିଲା କେତେ ଟାଇମ୍ 18 30 ହେଲା 41, 49ରୁ 41 ପଳେଇଲା ଆଉ ଗଲା 8 ମିନିଟ୍, ମାନେ 8 ବାଇ 60 ଆମେ ଆୱାର କରିଦେଲେ କିନ୍ତୁ ଏ ଟାଇମ୍ଟା ଏଇଟା ଟାଇମ୍ ଆଧାର ସ୍ପିଡ଼ ଗୁଣିଆ ଲାଷ୍ଟକୁ ରେଷ୍ଟ ଅଫ୍ କେତେ ସ୍ପିଡ଼ ଯାଇଥିଲା ପୁଣି x କିଲୋମିଟର ଆୱାର ଯାଇଛି। ବାସ୍ କିଛି ନା, ଏଇଟା ଆପଣ ଡିଷ୍ଟାନ୍ସ ହେଇଗଲା। ଦେଖନ୍ତୁ ଏପଟେ ସେ 30 କିଲୋମିଟର ରହିଛି ଭ୍ୟାଲୁଟା, ଆମେ ଯଦି ପ୍ରତି ପାର୍ଟର ଟାଇମ୍ ଆଉ ସ୍ପିଡ଼କୁ ଗୁଣୁଛେ, ପ୍ରତି ପାର୍ଟର ଟାଇମ୍ ସ୍ପିଡ଼ ପ୍ରତି ପାର୍ଟ ଟାଇମ୍ ସ୍ପିଡ଼ ଗୁଣି ତାକୁ ଆଡ଼ କରିଦେଉଛେ, ଆମକୁ ଓଭରଅଲ୍ ଡିଷ୍ଟାନ୍ସ ବାହାରିବ ନା ନାହିଁ। ଏଇ ଜିନିଷ ଆପଣଙ୍କ ମାଇଣ୍ଡରେ ହିଟ୍ କରିବାର ଥିଲା। ଏଇଟା ଆମେ ଡିଷ୍ଟାନ୍ସକୁ ଇକ୍ୱାଲାଇଜ୍ କରିଦେଲେ। ବାସ୍ ସବୁ ସଲ୍ଭ କରିଦିଅନ୍ତୁ। କ'ଣ ଅଛି 18 ଇଣ୍ଟୁ ଏକ୍ସ ହେଲା 18x ବାଇ 60 ପ୍ଲସ୍ 23 ଦୁଣେ 46x ବାଇ 60 ପ୍ଲସ୍ 8x ବାଇ 60 60 ତିନିଟାରୁ କମନ୍ ନେଇଗଲେ ଆଡ଼ ହେଇଯିବ ସବୁ ତକ କେତେ 18x ପ୍ଲସ୍ 46x ପ୍ଲସ୍ 8x ଇକ୍ୱାଲ୍ ଟୁ କେତେ ଅଛି 30 କିଲୋମିଟର ଅଛି। ଏଇଟା ମିଶିଗଲେ ତିନିଟା କେତେ ହେଉଛି 18 8 26 46 କେତେ 72x ବାଇ 60 ଇଜ୍ ଇକ୍ୱାଲ୍ ଟୁ କେତେ 30 କିଲୋମିଟର ଥିଲା ଆମର। ଏଇଠି ଆମେ 12 କାଟି ଦିଅନ୍ତୁ, 12 କାଟିଲେ କେତେ 6, 12 କାଟିଲେ 5, ମାନେ x 6 ବାଇ 5 ଗଲେ ଏତିକି ହେଉଛି। ଏକ୍ସଟା କେତେ ହେଇଯିବ 30 ଇଣ୍ଟୁ ସବୁଠୁ ପଳେଇବ, ଉଲ୍ଟିଗଲେ 5 ବାଇ 6 ହେଇଯିବ କେତେ 6 5 30 5 5 25 ହେଇଗଲା। ଏକ୍ସ ଭ୍ୟାଲୁ 25, ମାନେ ଆମର 25 କିଲୋମିଟର ପରେ ଆମର ବାହାରିଲା ଏକ୍ସ, ମାନେ ସେ ଏକ୍ସ ପଚାରିଥିଲା ଏକ୍ସ ଭ୍ୟାଲୁ କେତେ, ଆମେ ଡାଇରେକ୍ଟ ଏକ୍ସ ବାହାର କରିଦେଲେ ଆଉ କ'ଣ ଅଛି। ଆଉ ସେଠି ଥଣ୍ଡା ଖଣ୍ଡେ ଭାବନ୍ତୁ, ଆମକୁ ଡିଷ୍ଟାନ୍ସ ଦେଇଥିଲା 30 କିଲୋମିଟର, ଟାଇମ୍ ଦେଇଥିଲା 49 ମିନିଟ୍ ଦେଇଥିଲା। ଆମେ ଡିଷ୍ଟାନ୍ସ ଏଇଟା ଗୋଟେ, ଆମେ ଯଦି କନଷ୍ଟାଣ୍ଟ ସ୍ପିଡ୍ ଯାଆନ୍ତେ ତାହେଲେ ଅଲଗା, ଆମେ 30 କିଲୋମିଟର, ଆମେ ଯଦି 30 କିଲୋମିଟର ଧୀରେ ଆମେ ଟାଇମ୍ଟା ହରିଆ ତାହେଲେ ଆମକୁ ଆଭରେଜ ସ୍ପିଡ୍ ବାହାରି ପଡ଼ିବ। କିନ୍ତୁ ସେ ସବୁଥିରେ ସେମ୍ ସ୍ପିଡ୍ ଯାଇନି ନା, ସେ ଫାଷ୍ଟ 18 ମିନିଟ୍ ପର୍ଯ୍ୟନ୍ତ ଏକ୍ସ ସ୍ପିଡ୍ରେ ପଳେଇଲା, ତାପରେ ନେକ୍ସଟ 23 ମିନିଟ୍ ପର୍ଯ୍ୟନ୍ତ 2x ସ୍ପିଡ୍ରେ ପଳେଇଲା, ପୁଣି ତାପରେ ବଳକା ଯେଉଁ 8 ମିନିଟ୍ ତାକୁ x ସ୍ପିଡ୍ ଗଲା, ସେମିତି ଫ୍ଲକ୍ଚୁଏସନ୍ ଯାଇଛି। ତାହେଲେ ଡିଷ୍ଟାନ୍ସକୁ କନଷ୍ଟାଣ୍ଟ ରଖିଥିଲେ ଟାଇମ୍ ଇଣ୍ଟୁ ସ୍ପିଡ୍, ଟାଇମ୍ ଇଣ୍ଟୁ ସ୍ପିଡ୍, ଟାଇମ୍ ଇଣ୍ଟୁ ସ୍ପିଡ୍ କଲେ ସେ ଓଭରଅଲ୍ ଡିଷ୍ଟାନ୍ସଟା ବାହାରି ପଡ଼ିବ। ଏମିତି କଲେ ଆମେ ବାହାର କରିପାରିବା। ଆପଣ ପ୍ରାକ୍ଟିସ୍ କରନ୍ତୁ, ଏମିତି କ୍ୱେଶ୍ଚିନ୍ ଏକ୍ସପୋଜର ଆପଣଙ୍କର ହେଇଯିବ। ଏ କ୍ୱେଶ୍ଚିନ୍ ମାନେ ସହଜ କ୍ୱେଶ୍ଚିନ୍ ନୁହଁ, ମାଇଣ୍ଡକି ଲଜିକ୍ ହିଟ୍ କରେନି ଆମେ କ'ଣ ନେଇକି ବାହାର କରିବା, ପିଲା ମାଇଣ୍ଡ ଏଇଟା ଜମା ହିଟ୍ କରେନି। ମାନେ ତାକୁ 2-3 ଥର ପ୍ରାକ୍ଟିସ୍ କରନ୍ତୁ, ଆପଣ ମାଇଣ୍ଡରେ ଫିଟ୍ ହେଇଗଲା, ତାପରେ ଏକ୍ଜାମ୍ରେ ଯେମିତି କ୍ୱେଶ୍ଚିନ୍ ପଡ଼ୁଛି ଆପଣ ସଲ୍ଭ କରିଦେବେ। ତ ନେକ୍ସଟ କ୍ୱେଶ୍ଚିନ୍, ତ ବହୁତ ପ୍ରୋବ୍ଲେମ୍ ଏଜେସର କ୍ୱେଶ୍ଚିନ୍ ଆଣିନଥିଲି, ତ ଆଣିଦେଇଛି ଗୋଟେ, ଦେଖନ୍ତୁ ସଲ୍ଭ କରନ୍ତୁ, ତାପରେ ଆପ୍ରୋଚ୍ ଦେଖିବେ। କରିଦେଲେ ତ କ'ଣ ଦେଲା, ଦ ସମ୍ ଅଫ୍ ପ୍ରେଜେଣ୍ଟ ଏଜ୍ ଅଫ୍ ଏ ବି ସି ଦେଲା 192 ବର୍ଷ, ମାନେ ପ୍ରେଜେଣ୍ଟ ଏଜ୍ର ସମ୍ ମାନେ କେତେ, ଏ ର ବର୍ଷ, ମାନେ ଏ ର କେତେ ବୟସ, ବି ର କେତେ ବୟସ, ସି ର ବୟସ, ତିନିଟାକୁ ମିଶେଇକି ହେଇଗଲା 192 ଇୟର୍ସ। ଏଇଟା କ'ଣ, ଏଇଟା ହେଲା ବର୍ତ୍ତମାନ ବୟସ, ପ୍ରେଜେଣ୍ଟ ଇୟର, ମାନେ ପ୍ରେଜେଣ୍ଟ ଟାଇମ୍ର ଏଇଟା ସମ୍ 3 ଜଣଙ୍କ ଦେଖାଉଛି ହେଲା। ତାପରେ କହିଲା ଫ୍ରମ୍ 20 ବର୍ଷ ଏଗୋ ଫ୍ରମ୍ ନାଓ, ମାନେ 20 ବର୍ଷ ପୂର୍ବରୁ କ'ଣ ହେଇଥିଲା, ସେମାନଙ୍କର ଏଜ୍ର ରେସିଓ ଥିଲା କେତେ 8:9:5। କେମିତି, ଏ ର ଥିଲା 8, ବି ର ଥିଲା 9, ସି ର ଥିଲା 5, ଏଇଟା ଡାଟା ଦେଲା। ଆମେ ଦେଖିବା 20 ବର୍ଷ ପୂର୍ବରୁ ଅଇନି ଯଦି ତାଙ୍କୁ 3 ଜଣ ମିଶି 192 ହେଉଛି, 20 ବର୍ଷ ପୂର୍ବରୁ ସମସ୍ତଙ୍କର 20 ବର୍ଷ ପଛୁଆ ଥିବ ନା ନାହିଁ, ମାନେ ଏ ର ବି ଥିବ, ଯଦି ଏ ର ପ୍ରେଜେଣ୍ଟ ଏ ହେଉଛି 20 ବର୍ଷ ପୂର୍ବରୁ ଏ ର କେତେ ଥିବ A-20, ସେମିତି ବି ର କେତେ ଥିବ 20 ବର୍ଷ, ଏବେ ଯଦି ବି ର ପ୍ରେଜେଣ୍ଟ ବି ରହୁଛି 20 ବର୍ଷ ପୂର୍ବରୁ କେତେ ଥିବ B-20, ମାନେ ଏବେକା ବର୍ଷରୁ 20 ବର୍ଷ ତାର କମ୍ ଥିବ ନା 20 ବର୍ଷ ତଳେ, କମନ୍ ସେନ୍ସ ନା ନାହିଁ। ଆପଣଙ୍କୁ କହିଲେ 50 ବର୍ଷ ହେଇଛି, 20 ବର୍ଷ ପୂର୍ବରୁ କେତେ ହେଇଥିବ 30 ବର୍ଷ ହେଇଥିବ। ଆପଣ କେମିତି କରୁଛନ୍ତି, ବର୍ତ୍ତମାନରୁ 20 ବର୍ଷ ଫେରୁଛନ୍ତି, ବା ସେଇଆ କଲେ। ଯଦି ଏ ର ପ୍ରେଜେଣ୍ଟ ମୁଁ ଏ ଧରିଛି, ତାହେଲେ 20 ବର୍ଷ ପୂର୍ବରୁ କେତେ ହେଇଥିବ A-20, ସେମିତି ବି ର କେତେ ହେଇଥିବ 20 ବର୍ଷ ପୂର୍ବରୁ B-20 ପ୍ଲସ୍ ସି ର କେତେ ହେଇଥିବ 20-20 ହେଇଯାଇଥିବ, 20-20 C-20 ହେଇଯାଇଥିବ। ଏ ଟୋଟାଲ୍ ସମ୍ କରିଥିଲେ କେତେ ହେଇଯିବ ଏ ପ୍ଲସ୍ ବି ପ୍ଲସ୍ ସି ମାଇନସ୍ 60, ମାନେ 20 ବର୍ଷ ପୂର୍ବରୁ, ମାନେ 20 ବର୍ଷ ପୂର୍ବରୁ ଯଦି 3 ଜଣଙ୍କ ଦେଖିବା, ସମସ୍ତେ 20-20-20 ମାଇନସ୍ ହେଇଗଲେ, ଓଭରଅଲ୍ 192 ବର୍ଷ ପ୍ରେଜେଣ୍ଟ ଏଜ୍ ଅଛି। 20 ବର୍ଷ ପୂର୍ବରୁ 3 ଜଣ 20-20-60 ମାଇନସ୍ ହେଇଗଲେ କେତେ ହେଇଯାଇଥିବ ତାଙ୍କ ଏଜ୍ଟା 132 ବର୍ଷ ହେଇଥିବ ତାଙ୍କୁ 20 ବର୍ଷ ପରେ, 3 ଜଣଙ୍କ ସମ୍ ଥିବ 132 ବର୍ଷ, ଏ ଆଉ ବି ଆଉ ସି ମାନଙ୍କର, ଯାହାଫଳରେ 20 ବର୍ଷ ପରେ ସମସ୍ତେ 20-20 ବର୍ଷ ଆଡ଼ ହେଇକି 192 ହେଇଯାଉଛି। ଲଜିକାଲ୍ ସାଟିସ୍ଫାଇ ହେଇଗଲା। ଆମେ ଜାଣିଗଲେ 20 ବର୍ଷ ପୂର୍ବରୁ 3 ଜଣଙ୍କର ମାନେ ବୟସର ସମଟା ଅଛି 132 ଇୟର୍ସ ହେଲା। ତାପରେ ଏଇ 20 ବର୍ଷ ପୂର୍ବ ରେସିଓ ଦେଇଦେଲା ଆମକୁ 8:9:5 ଦେଇଦେଲା। ପଚାରିଲା କ'ଣ ଯେ ସି ର ପ୍ରେଜେଣ୍ଟ ଏଜ୍ କେତେ,
आम सी प्रेजेंटेज केमी काढ़ा आम प्रथम रेसीओ रु सी भैल्यू बाहर करदे सी केते थिला एक्सट्रा सी रहा केते 5 पार्ट बाई टोटाल केते 9 5 5 बाई टोटाल केते 8 प्लस 9 प्लस 5 माने केते 5 बाई 9 8 17 5 22 ये जो सी रहा 5 पार्ट ये 22 पार्ट मूल्य देती 132 माने 3 जन टोटाल एज मिसी केते 132 एज होना 20 वर्ष पूर्व ताने 22 पार्ट मूल्य दूसरी 132 सी रहा 5 पार्ट तार मूल्य केते 132 बाई 22 इंटू 5 कले आम के 2200 132 ताले सी बाहर पड़ा 56 30 वर्ष यहाँ कौन सी 20 वर्ष पूर्व ताको होता 30 वर्ष एज थिला कारण आम 20 वर्ष पछर रेसीओ नहींचे यहाँ 20 वर्ष पछर सम अफ एबीसी एज थिला यहाँ जानले आम बाहर जोटा कले सी 20 वर्ष पूर्व एज बाहर कले ताले सी प्रेजेंट एज केते हम जदि 20 वर्ष पूर्व सी को 30 वर्ष होउथिला एबे केते हम 30 रे आम 20 ऐड कर देबा हेले त आम सी प्रेजेंट एज पाइया माने 50 वर्ष किसी नथिला क्वेश्चन बस मु आपण बुझु बुझु टाइम लागु छै आपण जस्ट कॉन्सेप्चुअल स्ट्रांग थिबे हार्डली 20 सेकंड रे आपण करि परिबे कि 30 40 सेकंड लागियो ताटू केते भी लागियो क्वेश्चन कोन किछि थिला कि आपण बसी बसी बुझु बुझु टाइम लागु छै नले मु तो निजे कले 15 सेकंड रे सॉल्व कर देथांती तो नेक्स्ट क्वेश्चन फास्ट पॉज करी सॉल्व करंतु तापरे अप्रोच देखिबे कर देले कोन देथिला 3 पाइप्स ए बी सी आर कनेक्टेड टू ए वाटर टैंक पाइप ए कैन फिल द टैंक इन 12 घंटा पाइप बी कैन फिल द टैंक इन 15 घंटा पाइप सी कैन ड्रेन द पाइप सी इज ए ड्रेन पाइप दैट कैन एम्प्टी टैंक इन 20 घंटा लिखि दवा तीनटा पाइप अछि ए बी सी एटा हला कोन माने इनलेट पाइप माने पानी पसैबो बी पानी पसैबो कि सी टा जे कोन ड्रेनेज पाइप पानी काढिबो माने वन टाइप तुम लीक रे अपन कंसीडर करि परिबे माने से पानी काढिबो माने पॉजिटिव पानी पसैबो येला नेगेटिव एफिशिएंसी रे हिजिबो तो ए के समय करछि ए को लागुछि 12 घंटा एटा टाइम लगिया पड़ साइड रे बी को लागुछि 15 घंटा सी को लागुछि 20 घंटा आकर एलसीएम रे गले केते जे 12 15 20 रो केते 60 आमे काम गले 60 धर पकेले काम 60 ए को लागुछि टाइम 12 घंटा ए घंटा केते करिवो 60 बाय 12 5 एफिशिएंसी पड़ साइड रे तापर सेमति काम त फिक्स रहला से 60 बी को लागुछि 15 घंटा करियो ताले बी घंटा केते करिवो 60 बाय 15 4 एफिशिएंसी तापर काम अछि 60 सी के लागुछि खाली करियो 20 घंटा ताले घंटा अछि केते खाली करियो 3 माने -3 हे जिवो एटा डाटा फास्ट बाहर कर देले एफिशिएंसी बाहर कर देले ए बी और सी रा आपण सी के सबले माइंड रखथिबे एटा माने कोन आउटलेट पाइप बा एटा एतो पानी बाहर कर जे पानी इनपुट दोनी ए बी हला इनलेट पाइप किंतु बी सी टा हला आउटलेट बा ड्रेनेज पाइप एटा आपण बुझी हले तापर कोन देला क्वेश्चन इनिशियली द टैंक इज 1/3 फुल माने 1/3 फुल माने के टैंक रो कैपेसिटी होची 60 तार 60 रो 1/3 केते 1/3 कर देबा 20 माने इनिशियली से टांकी देरे 20 पार्ट पानी अछि हमको बस ता 40 लीटर पानी भरले हम टांकीटा फुल हो एटा माइंड रखिथिबे टांकी मन कैपेसिटी टांकी रो 60 लीटर कि से कहले इनिशियली 1/3 पार्ट अछि सेतरे माने 20 पार्ट अछि सेतरे लिखि देले तापरे फॉर फास्ट 4 आवर्स ए सी आर ओपन माने प्रथम 4 घंटा पर्यंत ए और सी ओपन हेले माने केते ए र एफिशिएंसी हला 5 पुरुथिबो सी को करथिबो खाली करथिबो 3 आगो ओवरऑल एफिशिएंसी केते हला ए सी रो ए प्लस सी रो केते जे एफिशिएंसी दी जण मिसी के केते 2 माने एमा मिसी काम कले ए दे 5 पुरुछि सीधा आउटलेट पाइप टा ना से खाली को 2 3 पार्ट तो इंपैक्ट केते हला घंटा को 2 पार्ट पूर्ण करिवे ताले हम 4 घंटा पर्यंत करछथि ए और सी मिसी 4 फास्ट 4 घंटा पर्यंत करछथि ताले 4 घंटा 2 पार्ट घंटा कले 4 घंटा केते कर देथिबे 4 * 2 कले 8 यूनिट पानी पूर्ण कर देथिबे माने 20 पार्ट आगुर थिला 4 घंटा रे माने आउ 8 ऐड कर देले ए और सी मिसी के टाइम लेसला 4 घंटा इति देथिला तापर देला बी आल्सो ओपन अलोंग विथ ए एंड सी बी आल्सो ए भल से देखो दे लाइन टा जे बी then B also opened along with A and C until the tank is half full মানে ভালো এইটি ଗୋଟେ ଭଲ क्वेश्चन লেভেলটা এইটি আস্তে কিন্তু বଢি গলা ଆପଣ দেখুন এইটি পিলা মানে ফসি যাইতিবে সে কইলা যে এই প্রথম 4 ঘন্টা তো এ সি কাম করি 8 পার্ট कर দেলে বাহার कर দেলে তারপরে কইলা বি জয়েন করলা আঙ্ক সহিত কিন্তু কেতে সময় মানে তা কেতে সময় পর্যন্ত টাঙ্কিটা তো হাফ ফুল ହେଇଛି ଆମେ জানছে টাঙ্কির যদি ক্যাপাসিটি 60 তার হাফটা কেতে হইতিবো 30 ହେଇଥିବ ତା মানে 4 ঘন্টা পর্যন্ত ଆମର অলরেডি 28 পার্ট 20 পার্ট थिला দেখুন 20 পার্ট थिला 8 পার্ট মানে 4 জন कर देले 28 पार्ट पର୍ଯ୍यন্ত टांकी फुल ହେଇଛି नेक्स्ट केते हाफ फुल हवा पे आ केते पार्ट बाकी रहला 30 पार्ट यदि हाफ हम टांकी रो हाफ टा हला 30 एफिशिएंसी 30 यूनिट रहउची 28 पार्ट कर देछे त 2 यूनिट रहला
ତ ଏଇ 2 ୟୁନିଟ୍ କେବେ ଫୁଲ୍ କିଏ କରିବେ 3 ଜଣ ମିଶିଯିବେ କାହିଁକିନା ବି ଆଡ୍ ହେଇଗଲା ଏଥିରେ ନା ଏ ସି ତ ଥିଲେ ହିଁ ଆଗରୁ ଏଇ ଟାଇମ୍ରେ ବି ଏଇ 28 ପଟୁ ବି ଆଡ୍ ହେଇଗଲା ଯଦି ବି ଆଡ୍ ହଉଛି ବି ର ଏଫିସିଏନ୍ସି କେତେ ଥିଲା ଏ କରୁଥିଲା 5 ବି କରିବ 4 5 4 9 ସି 3 ଖାଲି କରିଦବ ମାନେ କେତେ 9 ରୁ 3 ପଳେଇଲେ 6 ମାନେ 6 ଏଫିସିଏନ୍ସି ସହିତ 3 ଜଣ କାମ କରି ଆରମ୍ଭ କରିବେ କେତେବେଳେ ପର୍ଯ୍ୟନ୍ତ କରିବେ ଏଇ 28 ରୁ 30 ହେଲା ପର୍ଯ୍ୟନ୍ତ ମାନେ ହାଫ୍ ଫୁଲ୍ ହେଲା ପର୍ଯ୍ୟନ୍ତ ମାନେ ଏଇ ଦୁଇ ପାର୍ଟକୁ ଏମାନେ 6 ଏଫିସିଏନ୍ସି ସହିତ 3 ଜଣ ମିଶିକି କରିବେ ଯଦି କରିବେ ଟାଇମ୍ କେତେ ଯିବ 2/6ଟା ହେଲା 1/3 ବାହାରି ପଡୁଛି 1/3ଟା ହେଲା କଣ ଆୱାରରେ ଆମେ ଲେଖୁଛେ ଏଇଟା 1/3 ଆୱାର ଯାହା ଆମେ ତ ମିନିଟ୍ରେ କନଭର୍ଟ କଲେ କେତେ ହବ 1/3 ଇଣ୍ଟୁ 60 କରିଦେଲେ ଆମର 20 ମିନିଟ୍ ଲାଗିବ 20 ମିନିଟ୍ କରିବା ଦେଖନ୍ତୁ ଫାଷ୍ଟରୁ ଆଉ ଥରେ କହିଦେଉଛି ରିଭାଇଜ୍ କରିଦେଉଛି 20 ପାର୍ଟ ଅଲରେଡ଼ି ଥିଲା ଆରମ୍ଭରୁ 4 ଘଣ୍ଟାରେ ଏ ଆଉ ସି ମିଶିକି କେତେ 8 ପାର୍ଟ କଲେ ତାପରେ ପୁଣି କେତେ ଏଇ ଯୋଉ 20 ମିନିଟ୍ ବାହାରିଲା ଏଇ 20 ମିନିଟ୍ରେ କ'ଣ କଲେ ଏଇ 20 ମିନିଟ୍ରେ ଏ ବି ସି ମିଶିକି 2 ପାର୍ଟ ପୂର୍ଣ୍ଣ କରିଦେଲେ ତାମାନେ ଏଇ ପର୍ଯ୍ୟନ୍ତ 4 ଘଣ୍ଟା 20 ମିନିଟ୍ରେ ଆମର କେତେ ହେଇଗଲା ପୂରଣ 20 ପ୍ଲସ୍ 8 ପ୍ଲସ୍ 2 ମାନେ 30 ୟୁନିଟ୍ ଆମର ଟାଙ୍କିରୁ ଫୁଲ୍ ହେଇଗଲା ମାନେ ଆମର ହାଫ୍ ଫୁଲ୍ ହେଇଗଲା ଏଇ ହାଫ୍ ଫୁଲ୍ ହେଲା ପରେ ସେ କ'ଣ କହିଥିଲା ଯେ ଏ ବି ମାନେ ସି ତାପରେ ଏଇ ହାଫ୍ ଫୁଲ୍ ହେଲା ଏଇ ପଏଣ୍ଟରୁ କ'ଣ ହେଲା ନା ସିଟା ଅଫ୍ ହେଇଗଲା ଯେମିତି ଟାଙ୍କିଟା ଅଧା ପୂର୍ଣ୍ଣ ହେଇଯାଉଛି 30 ପାର୍ଟ ତାର କଭର ହେଇଯାଉଛି 60 ପାର୍ଟରୁ ତାପରେ ସିଟା ବନ୍ଦ ସି ପାଇପ୍ଟା ବନ୍ଦ ହେଇଗଲା ମାନେ ଆଉଟଲେଟ୍ ପାଇପ୍ଟା ବନ୍ଦ ହେଇଗଲା ଆମର ଖାଲି ପୂର୍ଣ୍ଣ ପାଇପ୍ ହବ ଯେତିକି ପାଣି ଢଳା ହବ ମାନେ ଏ ବି ମିଶିକି କାମ କରିବେ ଶେଷ ଟାଙ୍କି ଫୁଲ୍ ହେଲା ପର୍ଯ୍ୟନ୍ତ ମାନେ ଟାଙ୍କି ଫୁଲ୍ ହେଲା ପର୍ଯ୍ୟନ୍ତ ମାନେ ଅଲରେଡ଼ି ଆମର 30 ପାର୍ଟ ହେଇକି ଅଛି ବାକି 60 ପାର୍ଟରୁ 30 ପାର୍ଟ ଯଦି ହେଇକି ଅଛି ଆଉ କାମ କେତେ ହେଲା ଟାଙ୍କି ଫୁଲ୍ ହେବା କେତେ ପାର୍ଟ ବାକି ରହିଲା 60 ମାଇନସ୍ 30 କଲେ ଆଉ 30 ପାର୍ଟ ବାକି ରହୁଛି এই 30 ପାର୍ଟକୁ କିଏ ଫୁଲ୍ କରିବେ ଏ ଆଉ ବି ମିଶିକି ଫୁଲ୍ କରିବେ ମାନେ ଆଉ ସି ଏଇ ପଏଣ୍ଟରୁ ସି ଅଫ୍ ହେଇଗଲା ମାନେ ସି ଆଉ କିଛି ଖାଲି କରିବାର ନାହିଁ ସି ପାଇପ୍ଟା ବନ୍ଦ କରାହେଇଗଲା ଏ ବି ମିଶିକି ଗଲେ କେତେ କରିବେ 5 9 ୟୁନିଟ୍ କାମ କରିବେ ମାନେ 9 ଏଫିସିଏନ୍ସି ଦେଇ କରିବେ ଟୋଟାଲ କାମ 30 ଅଛି ଏ ବି ମିଶିକି ଘଣ୍ଟାକୁ 9 କରିବେ ତାହେଲେ ଆକୁ କେତେ ସମୟ ଲାଗିବ 30 ପାର୍ଟ କଭର କରିବାକୁ ଏ ବିକୁ 30/9 କଲେ 3 କାଟିଦେବା 10/3 ମାନେ କେତେ 3 ପୂର୍ଣ୍ଣ 1/3 ଏଇଟା ହେଲା ଆୱାରରେ ଅଛି 3 ଆୱାର 1/3 ଆୱାର ମାନେ କେତେ 1/3 ଇଣ୍ଟୁ 60 କରିଦେଲେ କେତେ ହେଇଯିବ 20 ମିନିଟ୍ ମାନେ ଏଠି 3 ଘଣ୍ଟା 20 ମିନିଟ୍ ଆଉ ଥରେ ଭଲସେ ରିଭିଜନ୍ କରିଦିଅନ୍ତୁ ଫାଷ୍ଟ ଆମର 1/3 ପାର୍ଟ ଟାଙ୍କିରୁ ଫୁଲ୍ ଥିଲା ମାନେ 20 ୟୁନିଟ୍ ଫୁଲ୍ ଥିଲା ଏ ସି ମିଶିକି 4 ଘଣ୍ଟାରେ ତାଙ୍କର କେତେ 5 ଏଇ 5 ଫୁଲ୍ ଗଲାବେଳକୁ ଏ 3 ଖାଲି କରୁଛି ମାନେ 2 ଏଫିସିଏନ୍ସି ସହ 4 ଘଣ୍ଟା କାମ କଲେ ମାନେ 28 ପାର୍ଟ ଯାଇ ପହଞ୍ଚିଗଲା ଟାଙ୍କିର ତାପରେ ସେଇ ପଏଣ୍ଟରେ ବି ଆଡ୍ ହେଇଗଲା ଯଦି ବି ଆଡ୍ ହେଇଗଲା ଆଡ୍ ହେଇକି ତାକୁ 3 ଜଣ ଏଫିସିଏନ୍ସି କେତେ ହେଇଗଲା 5 4 9 ଏ 3 ଖାଲି କରିବ ମାନେ 6 ଏଫିସିଏନ୍ସି ସେମାନେ କାମ କଲେ କୋଉ ପର୍ଯ୍ୟନ୍ତ କାମ କଲେ ଟାଙ୍କିଟା ହାଫ୍ ଫୁଲ୍ ହେଲା ପର୍ଯ୍ୟନ୍ତ ମାନେ ଯଦି ଟାଙ୍କିର କାପାସିଟି 60 ରହୁଛି ସେ 30 ପାର୍ଟ ହେଲା ପର୍ଯ୍ୟନ୍ତ ଏ ବି ସି କାମ କଲେ ଏ 4 ଘଣ୍ଟା ପରଠୁ ତାହେଲେ କାମ ଆମର 28 ଅଲରେଡ଼ି ହେଇଯାଇଥିଲା 2 ପାର୍ଟ ବଳୁଥିଲା 30 ହେବା ପାଇଁ ଏ 2 ପାର୍ଟକୁ ମାନେ ଏ 2 ପାର୍ଟର କାମକୁ ଏମାନେ ଏ ବି ସି 3 ଜଣ 6 ଏଫିସିଏନ୍ସି ସହିତ କଲା ପରେ ଟାଇମ୍ କେତେ ହେଇଗଲା 1/3 ଟାଇମ୍ ଲାଗିଲା ଆମେ ଯଦି ୱାର୍କକୁ ଏଫିସିଏନ୍ସି ଧରୁଛେ ଆମର ଟାଇମ୍ ବାହାରି ପଡୁଛି 1/3 ଆୱାରରେ ବାହାରିଥିଲା ଆମେ ତାକୁ ମିନିଟ୍ରେ କନଭର୍ଟ କରିଦେଲେ ମାନେ 4 ଘଣ୍ଟା 20 ମିନିଟ୍ ପର୍ଯ୍ୟନ୍ତ ଆମର ଅଧା ଟାଙ୍କି ପୂର୍ଣ୍ଣ ହେଇଯାଇଥିଲା ବାକି ଅଧା ଟାଙ୍କି ଯେଉଁ ରହିଲା 30 ପାର୍ଟ ତାକୁ ସେଇଠୁ ସି ଅଫ୍ ହେଇଗଲା ଟାଙ୍କି ମାନେ ଅଧା ହାଫ୍ ଫୁଲ୍ ହେଲା ପରେ ସି ଅଫ୍ ହେଇଗଲା ତାପରେ ନେକ୍ସଟ ବାକି ରିମେନିଂ ହାଫ୍ଟାକୁ ମାନେ 30 ପାର୍ଟକୁ ଏ ଆଉ ବି ମିଶିକି ଫିଲ୍ କଲେ ଶେଷ ପର୍ଯ୍ୟନ୍ତ ତାମାନେ ଏ ବି କୁ ଏଫିସିଏନ୍ସି ଆଡ୍ ହେଲା କେତେ 5 4 9 30 ପାର୍ଟକୁ 9 ଏଫିସିଏନ୍ସି ପୂର୍ଣ୍ଣ କଲେ 30/9 କଲେ ଆମର କେତେ ବାହାରି ପଡ଼ିଲା 3 ଘଣ୍ଟା 20 ମିନିଟ୍ ଏଠି ବାହାରି ପଡ଼ିଲା ଏଠି ଲାଗୁଥିଲା 4 ଘଣ୍ଟା ଏଠି ଲାଗୁଥିଲା 4 ଘଣ୍ଟା 20 ମିନିଟ୍ ଏଠି ଲାଗୁଥିଲା 3 ଘଣ୍ଟା 20 ମିନିଟ୍ ଟୋଟାଲ ଟାଙ୍କିଟା ଆମକୁ କେତେ ସମୟ ଲାଗିଲା ଫୁଲ୍ କରିବାକୁ ମିଶାଇ ଦେବା କ'ଣ ଅଛି 4 ଘଣ୍ଟା 20 ମିନିଟ୍ ଆଉ ଗୋଟେ 3 ଘଣ୍ଟା 20 ମିନିଟ୍ ଟୋଟାଲ ଏତିକି ଲାଗିଛି ନା ଆଡ୍ କଲେ କେତେ ହେଉଛି 7 ଘଣ୍ଟା 20 ମିନିଟ୍ କୋଉଠି ଦେଇଛୁ ସେ 7 ଘଣ୍ଟା 40 ମିନିଟ୍ ଏଇଟା 20 ମିନିଟ୍ 20 ମିନିଟ୍ 40 ମିନିଟ୍ ହେଇଯିବ 7 ଘଣ୍ଟା 40 ମିନିଟ୍ ଗୋଟେ କନସେପଚୁଆଲି ଲଜିକାଲ ଜିନିଷ ଥିଲା ମୁଁ ବହୁତ ସ୍ଲୋ କହିଛି ଆପଣଙ୍କୁ ଆପଣ ବାସ ତାକୁ ଥରେ ଦେଖନ୍ତୁ ଯଦି ନ ହେଉଛି ଆଉ ଥରେ ପ୍ରାକ୍ଟିସ୍ କରିଦିଅନ୍ତୁ ଏମିତି କୋଶ୍ଚିନ୍ ଗୋଟେ ବାଇଚାନ୍ସ ଏକ୍ଜାମ ପଡ଼ୁଛି ଆପଣ ଯଦି କୋଶ୍ଚିନ୍ଟା ବୁଝନ୍ତୁ ଆପଣ ବ୍ରେକ୍ କେମିତି କୋଶ୍ଚିନ୍କୁ କରିବେ ଖାଲି ସଲ୍ୟୁସନ୍ ଦେଖିଲେ ହେବନି ଆପଣ ଦେଖନ୍ତୁ କୋଶ୍ଚିନ୍କୁ ଭାବି ଆପଣ ନିଜେ ଫାଷ୍ଟ ପଜ୍ କରି ସଲ୍ଭ କଲେ ଆପଣ ମାଇଣ୍ଡରେ ଭାବନ୍ତୁ କେଉଁ ଯାଇ ମୁଁ କେମିତି ୱେରେ ମୁଁ କ'ଣଟା ଧରିଲେ ମୁଁ ଆନ୍ସର ପାଖରେ ପହଞ୍ଚି ପାରିବି ଏମିତି ଅଧା ମାନେ ଏକ୍ଜାମରେ ଅଧା ପଢ଼ିକି ଆପଣ ଯଦି ପଶି ଯାଉଥିବେ ଫସିବେ ହିଁ ଫସିବେ ଆପଣ କୋଶ୍ଚିନ୍ ଶେଷ ହେଇ ପଢ଼ିବେ ସେ ପଚାରିଛି କ'ଣ ଆଉ ଡାଟା କ'ଣ ଦେଇଛି ଆଉ କାହାକୁ ୟୁଜ୍ କରି ଆନ୍ସର ପାଖରେ ପହଞ୍ଚିବେ ଯଦି ଏତିକି ଆପଣଙ୍କ ପାଖରେ କ୍ଲାରିଟି ଆସିଯାଉଛି ଦେନ୍ ଆପଣ ସେ କୋଶ୍ଚିନ୍ ଆଟେମ୍ପ୍ଟ କରିବେ ନହେଲେ ମାର୍କ ଫର ମାରିକି ଆଗକୁ ପଳେଇବେ ଲାଷ୍ଟକୁ ଟାଇମ୍ ବଞ୍ଚିଲେ ଆମେ ତାକୁ ଦେଖିବେ ଯେ ହେଉଛି ନହେଲେ ନାହିଁ ସେମିତି କିଛି ବାଧ୍ୟତାମୂଳକ ନାହିଁ ଏଇଟା ଭଲ କୋଶ୍ଚିନ୍ଟା ସମସ୍ତେ ପାରିବେନି ତ ଆପଣ ଯଦି କରୁଛନ୍ତି ଏଇ କୋଶ୍ଚିନ୍କୁ ଆପଣ ଟିକେ ପିଲାଙ୍କଠୁ ଆଗକୁ ପଳେଇବେ ସେଇଟା ହେଲା ଫାଇଦା ନେକ୍ସଟ କୋଶ୍ଚିନ୍ ଏଇଟା ହେଲା ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ ତାପରେ ଆପ୍ରୋଚ୍ ଦେଖିବେ କରିଦେଲେ ଦେଖନ୍ତୁ ଏଇଠି ଗୋଟେ କନସେପ୍ଟଟା କ'ଣ ହେଉଛି କହିଲେ ଆମକୁ ସିଏ ପଚାରୁଛି 6/22 ପ୍ଲସ୍ 3 ଦେଇଛି ଆମେ ଏପଟେ ଓଲ୍ଟ ପାଲ୍ଟ କରିଦେଇଛି ମାନେ 6/22 ତ ଦେଇଛି କିନ୍ତୁ ତାକୁ ଓଲ୍ଟେଇ 22/6 କରିଦେଇଛି ଆମେ ପ୍ରଥମେ ସବୁତକ 6/22 ଫର୍ମାଟରେ ଆଣିବା ହାରି କେମିତି ଆଣିବା ଦେଖନ୍ତୁ ଏଠି ଯଦି 22/6 ପାୱାର 14 ଅଛି ଆକୁ ଯଦି 6/22 ଟୁ ଦି ପାୱାର କରିବି କେତେ ହେଇଯିବ କହିଲେ
-14 ହେଇଯିବ। ସେଇଟା ମନେ ରଖିଥାନ୍ତୁ। ଯଦି ଆର ଆମେ ରେସିପ୍ରୋକାଲ ଆମେ ଜାଣିଛେ ନା, ଦେଖନ୍ତୁ ଯଦି a ଟୁ ଦି ପାୱାର 1 ରହୁଛି, a ଟୁ a ର ସ୍କୋୟାର ରହୁଛି, ଯଦି a ର ସ୍କୋୟାର a ଟୁ ଦି ପାୱାର -2 ରହୁଛି, ଆକୁ ଆମେ ପଜିଟିଭ କେମିତି କରୁଛେ, 1/a ଟୁ ଦି ପାୱାର ସ୍କୋୟାର କରୁଛେ। ଏଇଟା ସର୍ଟସ ଇଣ୍ଡିସେସର ବେସିକ ଫର୍ମୁଲା। ସେମିତି ଆମେ ଯଦି ତାକୁ ଇନଭର୍ଟ କରିଦେବା, ମାନେ କେତେ 22/6 କୁ 6/22 କରିଦେବା, ତା ପାୱାରଟା 14ରୁ -14 ହେଇଯିବ। ଆପଣ ଏଇଟା ମନେ ରଖନ୍ତୁ, ପରୀକ୍ଷାରେ ପଡ଼ିଲେ ଡାଇରେକ୍ଟ କରିଦେବେ, ଏତେ ଆଉ ଭିତରକୁ ଯାଆନ୍ତୁନି। ବାସ୍ ଦେଖିବେ ଏମିତିଆ କୋଶ୍ଚିନ୍ ଆଇଲା ମାନେ ଏଇପଟ ସାଇଡ୍ ଯାହା ଅଛି ଆର ହିସାବରେ ଏଗୁରା ସବୁ କନଭର୍ଟ କରିଦେବେ। ଏଠି 6/22 ଥିଲା, ମୁଁ ସବୁ ତ 6/22କୁ ନେଇ ଆସିବି। ଏଇଟା 22/6 ଟୁ ଦି ପାୱାର 14 ଥିଲା, ମୁଁ 6/22 କରିଦେଲି, ପାୱାର -14 ହେଇଗଲା। ତାପରେ ପୁଣି ଗୁଣିଆ, ଏଠି 6/22 ଅଛି, କିଛି ଅସୁବିଧା ନାହିଁ, 6/22 ରଖିଲେ ପାୱାର 3 ଅଛି। ପୁଣି ଇଣ୍ଟୁ କରିବା, ଏଠି ଅଛି କେତେ 22/6, ଓଲଟି ଗଲେ କେତେ ହେଇଯିବ 6/22 କରିଦେବି, ପାୱାର କେତେ ହେଇଯିବ, ପ୍ଲସଟା ମାଇନସ୍ ହେଇଯିବ, ହେଇଗଲା। ଇଜ ଇକ୍ୱାଲ୍ ଟୁ କେତେ ହେଇଗଲା 6/22 ଟୁ ଦି ପାୱାର 4m ପ୍ଲସ୍ 3। ଏତକ ପାଇଗଲେ। ତାପରେ ଆମେ ଜାଣିଛେ ଯଦି ସବୁତକର ବେସ୍ ସମାନ ଅଛି, ଆମେ ଗୁଣୁଛେ ଗୋଟେ ଗୋଟେ ଟର୍ମ ଆଉ ଗୋଟେ ଟର୍ମକୁ, ପାୱାର ସବୁ ଆଡ୍ ହେଇଯାଏ, ମାନେ କେତେ ହେଇଯିବ 6/22ର ପାୱାର କେତେ ହେଇଯିବ, ସବୁ ତ 6/22ରେ ଗୁଣା ହେଇଛି ନା ତିନିଟା ଯାକ, ତାହେଲେ ପାୱାର ତ ଆଡ୍ କରିଦେବା, ମାନେ କେତେ -14 ପ୍ଲସ୍ 3 ପୁଣି ପ୍ଲସ୍ -3, -3 ବ୍ରାକେଟ୍ ଖୋଲିଗଲେ -3ଟା -3 ହେଇଯିବ, -3 ପ୍ଲସ୍ 3 କଟିଗଲା, ମାନେ 0 ହେଇଯିବ। ତାପରେ କେତେ ହେଇଗଲା 6/22 ଟୁ ଦି ପାୱାର -14 ଇଜ ଇକ୍ୱାଲ୍ ଟୁ 6/22 ଟୁ ଦି ପାୱାର 4m ପ୍ଲସ୍ 3। ତାହେଲେ ଆମେ ଜାଣିଛେ ଏଇ ଦୁଇଟା ବେସ୍ ସମାନ ଅଛି, ମାନେ ଆମର କିଛି ଦରକାର ନାହିଁ, ଆମେ ଆରାମସେ କାଟିପାରିବା, ଦି ପଟୁ ବେସ୍ କାଟିଦେବା। ଏଇଥିପାଇଁ ତ ମୁଁ କହିଲେ ଉଲ୍ଟେଇ ଦେଲେ ବେସ୍ ଲାଷ୍ଟ ସମାନ ହେବ, ଆମେ କାଟିକି ଭ୍ୟାଲୁ ବାହାର କରିଦେବା। କ'ଣ ପାଇଯିବା, ଯେ -14 ଇଜ ଇକ୍ୱାଲ୍ ଟୁ 4m ପ୍ଲସ୍ 3। ତାହେଲେ 4m ଇଜ ଇକ୍ୱାଲ୍ ଟୁ କେତେ ହେଇଯିବ, ସେପଟକୁ ପଳେଇବ, କେତେ -14 ଅଛି, 3 ସେପଟକୁ ପଳେଇଲେ -17 ହେଇଯିବ, କେତେ 4m ଇଜ ଇକ୍ୱାଲ୍ ଟୁ -17, m ଇଜ ଇକ୍ୱାଲ୍ ଟୁ -17/4। କୋଉଠି ଅପସନ୍ ଅଛି, ଅପସନ୍ ବି। ଆପଣ ବୁଝୁଛନ୍ତି ଟାଇମ୍ ଅଛି, ଆପଣ ବାସ୍ ଏଇ ଖଣ୍ଡା ଦେଖିବେ। ଯଦି ଏମିତି ସିନିୟର ଏମିତି ପ୍ରାୟ ରିପିଟ୍ ହେଇଥିଲା, ଆରଆଇର ଏକ୍ଜାମ୍ ପ୍ରାୟ ରିପିଟ୍ ହେଇଥିଲା କୋଶ୍ଚିନ୍, ଖାଲି ଏଠି 6/22 ଦେଇଛି, 17/5, 18/12, ଏମିତି ଓଲ୍ଟ ପାଲ୍ଟ କରି ଦେଇଥିବ। ଆପଣ ସବୁବେଳେ ଦେଖିବେ ଏଇ ଯେଉଁ ଆମକୁ ଯେଉଁ ପଟେ ଏମ୍ଟା ରହୁଛି ଯେଉଁ ସାଇଡ଼୍ରେ, ତାର ଯେଉଁ ହିସାବରେ ଦେଇଛି, ଆମେ ଏପଟକୁ ସେଇ ହିସାବରେ ନେଇ ଆସିବା। ଯାହା ଅଛି ପାୱାର ପ୍ଲସ୍ ଥିଲା ଓଲ୍ଟେଇ ମାଇନସ୍ କରିଦେବା, ଏମିତି କରି ଗୋଟେ ଷ୍ଟେବୁଲ୍ କରିଦେଲେ, ତାପରେ ଆମେ ଜାଣିଛେ ଆମେ ଯଦି ନମ୍ବର ସବୁ ଗୁଣା ହେଇଛି, ତାହେଲେ ପାୱାର ତ ସବୁ ଆଡ୍ ହେଇଯିବ। ପାୱାର ଆଡ୍ ହେଇଗଲା, ଏପଟେ ବେସ୍ ସମାନ ହେଲା, ବେସ୍ କାଟିଦେଲେ, ତାପରେ ନର୍ମାଲ ଏମିତି କରି ଆପଣ ଏମର ଭ୍ୟାଲୁ ପାଇପାରିବେ। ଏଇଟା ହେଲା ବେସିକ୍ ଜିନିଷ। ନେକ୍ସଟ କ୍ୱେଶ୍ଚିନ୍, ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚଟା ଦେଖିବେ। ଦେଖନ୍ତୁ କ'ଣ ଦେଲା, ଇନ୍ ଏ ଟେଷ୍ଟ B got 60 ମାର୍କ while A got 75 ମାର୍କସ୍ ଆଉଟ୍ ଅଫ୍ 85 ମ୍ୟାକ୍ସିମମ୍ ମାର୍କସ୍। ମାନେ ଫୁଲ୍ ମାର୍କ ହେଲା 85, B ପାଉଛି କେତେ 60 ମାର୍କ, A ପାଉଛି 75 ମାର୍କ। ଡାଟା ଦେଲା ହ୍ୱାଟ୍ ପରସେଣ୍ଟେଜ୍ ଅଫ୍ A ମାର୍କ ୱାଜ୍ 20 ମାର୍କ। ଏଠି ଦେଖନ୍ତୁ ଗୋଟେ ଜିନିଷ କହିଦେଉଛି, ଏଠି ଆମର 85 ଦେଇନି, ମାନେ ଆପଣ ଆଜ ଏ ରେଫରେନ୍ସ ହିସାବରେ ଧରିପାରିବେ, ଯେହେତୁ ସେମ୍ ମାର୍କ ଦୁଇ ଜଣଙ୍କର ଫୁଲ୍ ମାର୍କ ରହୁଛି, କିନ୍ତୁ ତାର ୟୁଜେସ୍ କିଛି ହେବନି। କାହିଁ ହେବନି କହିଲେ, ଦେଖନ୍ତୁ ଯଦି ମୁଁ ଇଣ୍ଡିଭିଜୁଆଲ୍ ବାହାର କରୁଛି, ଫାଷ୍ଟ A ର ବାହାର କରୁଛି, ତାପରେ B ର ବାହାର କରୁଛି। A ର କେତେ ମାର୍କ ଅଛି 75, ଆଉଟ୍ ଅଫ୍ କେତେ 85, ପରସେଣ୍ଟେଜ୍ କନଭର୍ଟ କଲେ ଆମେ କ'ଣ କରିବା 100ରେ ଗୁଣିଆ। B ମାର୍କ ରେସିଓ ନେବା, ସେମିତି B ର କେତେ ଅଛି 60, କେତେରୁ 85 ମାର୍କରୁ, ପରସେଣ୍ଟେଜ୍ କନଭର୍ଟ କଲେ 100 ଗୁଣିଆ। ଆମେ ଆଗ ରେସିଓ ନେଇଯିବା, A B ମାର୍କର ରେସିଓ ନେଇଗଲେ ଆମର ଜଣାପଡ଼ିଯାଏ A B ଠୁ କେତେ ପରସେଣ୍ଟ, B A ର କେତେ ପରସେଣ୍ଟ ମାର୍କ ରଖିଛି, ହେଇପାରିବ। ଆମେ ରେସିଓ ନେଇଯିବା ଫାଷ୍ଟ A B ମାର୍କର, ସବୁକୁ ବାଲାନ୍ସ କରିଦେଲେ, A ରଖୁଛି 85ରୁ 75, ଏଇଟା କେତେ ପରସେଣ୍ଟ ହେବ, ସେଥିପାଇଁ 100 ଗୁଣ ଦେଲେ। B ରଖୁଛି 60 ଆଉଟ୍ ଅଫ୍ 85 ରଖୁଛି, କେତେ ପରସେଣ୍ଟ ହେଲେ 100 ବାହାର କରିଦେଲେ, କଟିଯିବ। ସେଠି 100 କଟିଗଲା, ଏଠି 85 ଅଛି, ଏଠି 85 ଅଛି, ଏଠି କଟିଯିବ। ଏଠି 75 କି 15 କାଟିଲେ କେତେ 5, 60କୁ 15 କାଟିଲେ 4, ମାନେ ଆମ ରେସିଓ ବାହାର ପଡ଼ିଲା 5:4। ଯଦି A ର ରହୁଛି 5 ୟୁନିଟ୍ ମାର୍କ ରହୁଛି, B ର ରହୁଛି 4 ୟୁନିଟ୍ ମାର୍କ ରହୁଛି, ତାହେଲେ B ଟା A ର କେତେ ପରସେଣ୍ଟ ହେବ, ମାନେ A ଯଦି 5 ରହୁଛି, B ଟା ତାର କେତେ ହେଇଯିବ 4 ପାର୍ଟ ହେଉଛି, ମାନେ 4/5 ହେଇଯିବନି, ମାନେ A ର କେତେ ପାର୍ଟ ହେଉଛି, B 4 ପାର୍ଟ ହେଇଯାଉଛି, ମାନେ ଟୋଟାଲ ଯଦି 5 ପାର୍ଟ ରହୁଛି, B ତାର A ର ଯଦି 5 ହେଉଛି, B ର 4 ହେଉଛି, ତାହେଲେ ପଚାରିଛି ଆମକୁ B ଟା A ର କେତେ ପରସେଣ୍ଟ ହେଉଛି, ମାନେ କେତେ, ଆମେ 4/5 × 100 କରିଦେବା, ବେସିକ୍ 20 × 4 80%। କିଛି କରିବା ନଥିଲା। ଯଦି ପଚାରିଥାନ୍ତା A ଟା B ର କେତେ ପରସେଣ୍ଟ, ଆମେ କ'ଣ କରିଥାନ୍ତେ 5 ହେଇଯାଏ, କାରଣ B ଟା ଛୋଟ ଭ୍ୟାଲୁ ନା, ଯାହା ଉପରେ ପଚାରିଥାନ୍ତେ ତାକୁ ରେଫରେନ୍ସରେ ବେସ୍ଟା ନେବା, ଅଲଗା ଭ୍ୟାଲୁଟାକୁ ମାନେ ଉପରେ ରଖିବା। ଯଦି B କମ୍ପାରିଜନ୍ ପଚାରିଥାନ୍ତେ B ଠୁ A କେତେ ପରସେଣ୍ଟ ଅଧିକ ରଖିଛି B କମ୍ପେୟାରରେ, ତାହେଲେ ଆମେ କ'ଣ କରିବା 5/4 କରିବା, ଇଣ୍ଟୁ 100 କରିଦେବା, 25×5 125%। କିନ୍ତୁ ସେଇଟା ପଚାରିନଥିଲା, ସେ ପଚାରିଥିଲା A କମ୍ପାରିଜନରେ B A ର କେତେ ପରସେଣ୍ଟ ରଖିଛି, ସେଥିପାଇଁ ଆମେ 4/5 କରିକି
ଗୁଣି ଦେଲେ 100 ଆମର 80% ବାହାରି ପଡ଼ିଲା। ଆପଣ ଏଠି କନଫ୍ୟୁଜ୍ ହେବେନି ଜମା, ଏଇ ୱେରେ ଆପଣ କରିବେ। ଆଉ ଗୋଟେ ଗୋଟେ ପିଲା ଥାଆନ୍ତି ଏମିତି ଗୋଟିଏ ଗୋଟିଏ ମାନୁଆଲ୍ କରିଥିବେ 75/85 ଆକୁ ସଲ୍ଭ କରି ଗୋଟେ ପରସେଣ୍ଟ ବାହାର କରିବେ, ପୁଣି ଅଲଗାରେ ଗୋଟେ 60/85 ତାକୁ ଗୋଟେ ଭ୍ୟାଲୁ ବାହାର କରିବେ, ତାଙ୍କ ଡିଫରେନ୍ସ ନେବେ, ପୁଣି ବେସ୍ ନେଇ ସିଏ ପୁରା ବହୁତ ସମୟ ଲାଗିଯିବ। ସେଇ ୱେରେ ଆପଣ କେବେ ଯିବେନି, ଆପଣ ରେସିଓରେ ପଳେଇଲେ ବାଲାନ୍ସ ଆଉଟ୍ କରିଦେଲେ ବାସ୍ ୱିଦିନ୍ 30 ସେକେଣ୍ଡ ଭିତରେ ସଲ୍ଭ ହେଇଯିବ। ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚ୍ ଦେଖନ୍ତୁ। କରିଦେଲେ ଦେଖନ୍ତୁ ସେ କ'ଣ ଦେଇଥିଲା, ଏ ମର୍ଚାଣ୍ଟ ମେକ୍ସ ଏ ପ୍ରଫିଟ୍ ଅଫ୍ 25% ଆଫ୍ଟର ଗିଭିଂ 2 ସକ୍ସେସିଭ ଡିସ୍କାଉଣ୍ଟ ଅଫ୍ 25% ଆଉ 30%। ଆମେ ଜାଣିଛେ ଡିସ୍କାଉଣ୍ଟଟା କାହାକୁ କାହାକୁ କନେକ୍ଟ କରେ, ମାର୍କ ପ୍ରାଇସ୍ ଉପରେ ଆମେ ଯଦି ଡିସ୍କାଉଣ୍ଟ ଦେବା ଆମେ ସେଲିଂ ପ୍ରାଇସ୍ରେ ପହଞ୍ଚିବା, ବା କଷ୍ଟ ପ୍ରାଇସ୍ରେ ଆମେ ଯଦି ପ୍ରଫିଟ୍ ଆଡ଼୍ କରିବା ଆମେ ସେଲିଂ ପ୍ରାଇସ୍ରେ ପହଞ୍ଚିବା। ଏଇଟା ଥିଲା ବେସିକ୍ କନସେପ୍ଟ। ତାହେଲେ ଆମେ ଦେଖିବା ଲେଟ୍ସ ସେ ଏଇ ଗୋଟେ ଜିନିଷର ମାର୍କ ପ୍ରାଇସ୍କୁ ଏମ୍ପିରେ ଧରି ପକେଇଲି, ସେ ମାର୍କ ପ୍ରାଇସ୍ ଉପରେ କେତେ ଡିସ୍କାଉଣ୍ଟ ଦଉଛି ଦୁଇଟା, ଗୋଟେ 25% ଗୋଟେ 30%। ଯଦି ସେ ମାର୍କ ପ୍ରାଇସ୍ରେ 25% ଡିସ୍କାଉଣ୍ଟ ଦେବ ତାହେଲେ ବିକିବ ଦେବ କେତେ ପରସେଣ୍ଟରେ, 75%ରେ। ସେମ୍ ଯଦି ସେଇ ମାର୍କ ପ୍ରାଇସ୍ ଉପରେ ସିଏ ଆଉ ଥରେ ଡିସ୍କାଉଣ୍ଟ କେତେ 30% ଦେବ, ତାହେଲେ ବିକିବ କେତେ ପରସେଣ୍ଟରେ, 70%ରେ ବିକିବ। ଇକ୍ୱାଲ୍ ଟୁ ଏଇଟା ଆମେ ଏସ୍ପି ପାଇଗଲେ, ଆକୁ ବାଲାନ୍ସ କେମିତି କରିବା, ସିପି ଦେହରେ ଆମେ ପ୍ରଫିଟ୍ ବି ଆଡ଼୍ କଲେ ତ ହେଇଯିବ, ସେଇ ଏସ୍ପି ପାଇବା ନା ନାହିଁ, ଦୁଇ ପଟେ ସେଇଠି ଇକ୍ୱାଲ୍ କରିପାରିବା। ତ ସିପି ଏତକ କଲା ପରେ ଯେଉଁ ଏସ୍ପିରେ ପହଞ୍ଚିବା, ତ ସେତିକି ଏସ୍ପିରେ ବିକିଲେ ସିପିରେ କେତେ ପ୍ରଫିଟ୍ ହେଉଛି। ଆଉ ଥରେ ଫଣ୍ଡାମେଣ୍ଟାଲ ଶୁଣନ୍ତୁ, ମୁଁ ଏଇଟା ଯେଉଁ ବାହାର କଲି ମାର୍କ ପ୍ରାଇସ୍ ଡିସ୍କାଉଣ୍ଟ ଲଗାଇଲା ପରେ ମୁଁ ଏଇଟା କ'ଣ ସେଲିଂ ପ୍ରାଇସ୍ ଭ୍ୟାଲୁ ଏଇଟା ବାହାରି ପଡ଼ିଲା। ତ ଏପଟେ ଆମେ ସେଲିଂ ପ୍ରାଇସ୍ ବାହାର କଲେ ଇକ୍ୱାଲ୍ ହେବ ନା, ତାହେଲେ ଆମେ କଷ୍ଟ ପ୍ରାଇଜ୍ରେ ପ୍ରଫିଟ୍ ଆମେ ଆଡ଼୍ କରିବା, ମାନେ ସିଏ କହିଛି ଏତକ କଲା ପରେ ଆମର କେତେ ହେଉଛି 25% ପ୍ରଫିଟ୍ ହେଉଛି। 25% ପ୍ରଫିଟ୍ ହେଉଛି ମାନେ କେତେ, 1/4 ଜାଣିছে 25% ମାନେ କେତେ, 25/100, 25 କାଟିଲେ 1/4, ତାପରେ 4 ତ ସିପି 1 ପାର୍ଟି ତ ପ୍ରଫିଟ୍। ତାହେଲେ ଆମେ ସିପିରୁ ପ୍ରଫିଟ୍ ଆମେ ଯଦି ପହଞ୍ଚେ ଏସ୍ପିରେ ପହଞ୍ଚେ କ'ଣ କରିବା, ଆମେ ସିପିରେ ତାହେଲେ ଏମିତି ଭାବନ୍ତୁ 25% ଲାଭ କରୁଛି, ତା ସିପି ଥିଲା 100%, ପ୍ରଫିଟ୍ ଗଲା 25%, ତାହେଲେ କେତେ ବିକିଥିବ 125% ସିପିରେ ବିକିଥିବ। ସିପିର 125% ବିକିଥିବ ନା, କାରଣ ସିପିଟା ହେଲା 100%, 25% ପ୍ରଫିଟ୍ ଗଲା, ସିପିର 125% ବିକିଥିବ। ତାହେଲେ ସିପିର 125% କେତେ ହେବ, 125% ମାନେ 125/100% ହଟେଇ ଦେଲେ 25 କାଟିଦେଲେ 5/4, ମାନେ ସିପିର 5/4 ଯାହା, ସିପି ଇଣ୍ଟୁ 5/4 କରିବେ ଯାହା, এইটা କଲେ ସେଇଆ। ଆକୁ ଆପଣ এই ପରସେଣ୍ଟେଜ ଆପଣ ଫାଷ୍ଟ କନଭର୍ଟ କରିଦିଅନ୍ତୁ କେଉଁଥିରେ, ଫ୍ରାକ୍ସନାଲ ଭ୍ୟାଲୁରେ। 75% ମାନେ 75/100, 25 କାଟିଦେଲେ କେତେ ହେଇଯିବ, ଏଇଟା ହେଇଯିବ 3/4। ସେମିତି 70% ହେଲା 70/100, 10 କାଟିଦେଲେ ହେବ 7/10 ହେଇଗଲା। ତାମାନେ ଆମେ ଏମ୍ପି ସିପି ଗୋଟେ ସାଇଡ଼କୁ ନେଇ ଆସିବା, କ'ଣ ହେବ ଦେଖନ୍ତୁ, ଏମ୍ପି ଏଠି ଅଛି, ଏପଟକୁ ସିପି ଆସି ହରା ହେଇଯିବ, ଏଠି ଗୁଣା ହେଇଛି ଏଠି ଆସି ହରା ହେଇଯିବ, ଏପଟେ ସାଇଡ଼ ଇକ୍ୱାଲ୍ ଟୁ ଏପଟେ ଅଛି ଗୁଣା ହେଇଛି ନା, ଏପଟେ ଆସିଲେ ସିପିଟା ଏପଟେ ଆସି ହରା ହେଇଯିବ। ଇକ୍ୱାଲ୍ ଟୁ ଏପଟେ ରହିଲା କେତେ 5/4, ତ 5 ରହିଲା। ଏଇଟା ଯେଉଁ 3/4 ଗୁଣା ହେଇଛି ଏପଟକୁ ଗଲେ ଓଲଟିଯିବ ନା ନାହିଁ, ଏପଟେ ଆସିଲେ ଏଇଟା ହରା ହେଇଯିବ, ହରିଲା ମାନେ ଓଲଟିକି 4/3 ହେଇଯିବ। ତାପରେ 7/10ଟା ଏପଟକୁ ପଳେଇଲେ, ଏପଟେ ଗୁଣା ହେଇଯିବ, ଏପଟେ ଆସି ହରା ହେଇଯିବ, ହରା ହେଲେ ଓଲଟିକି 10/7 ହେଇଯିବ। ମାନେ ଅନଲାଇନ୍ରେ ଆପଣ ଏମିତି କରିବାର ଥିଲା। ତାପରେ ଆପଣ କ'ଣ ପାଇଯିବେ, 4 4 କଟିଗଲା। ତାପରେ କେତେ ହେବାର ପଡ଼ିଲା, ଏମ୍ପି ବାଇ ସିପି ଇଜ୍ ଇକ୍ୱାଲ୍ ଟୁ 5×10/7/21। ଆମେ ପାଇଗଲେ କଷ୍ଟ ପ୍ରାଇସ୍ ପାଇଗଲେ 21 ୟୁନିଟ୍, ମାର୍କ ପ୍ରାଇସ୍ ପାଇଗଲେ 50 ୟୁନିଟ୍ ପାଇଗଲେ। ତାହେଲେ ଆମକୁ ସେ କହିଥିଲା କ'ଣ, ଯଦି ହ୍ୱାଟ୍ ଇଜ୍ ଦ ମାର୍କଅପ୍ ପରସେଣ୍ଟେଜ। ମାର୍କଅପ୍ ପରସେଣ୍ଟ ମାନେ କ'ଣ, ମାନେ ଆମ ସିପି ଉପରେ ସେ କେତେ ପରସେଣ୍ଟ ଭ୍ୟାଲୁ ବଢ଼େଇଥିଲା। ମାର୍କଅପ୍ ମାନେ କ'ଣ, ମାର୍କଅପ୍ଟା କାହାକୁ ମାନେ ଇଏ କରେ, ଆପଣ ଗୋଟେ ଜିନିଷ 100 ଟଙ୍କାରେ କିଣିଛନ୍ତି ତ 50% ମାର୍କଅପ୍ କଲେ, ମାନେ କ'ଣ ସିପି 100ରେ କିଣିଥିଲେ ତାକୁ 150 କରିଦେଲେ, ସେଇଟା ହେଲା ମାର୍କ ପ୍ରାଇସ୍ ହେଇଗଲା। ତାପରେ ଆପଣ ଡିସ୍କାଉଣ୍ଟ ଦେଇକି ସେଲିଂ ପ୍ରାଇସ୍ରେ ପହଞ୍ଚିଥିଲେ, ଏଇଟା ଥିଲା ବେସିକ୍ ରିଲେସନ୍ ନା। ତ ସେମିତି ଆମେ ସିପି ପାଇଗଲେ, ମାର୍କ ପ୍ରାଇସ୍ ମାନେ କଷ୍ଟ ପ୍ରାଇସ୍ ଆଉ ମାର୍କ ପ୍ରାଇସ୍ ରେସିଓ ପାଇଗଲେ। ଯଦି କଷ୍ଟ ପ୍ରାଇସ୍ ଅଛି 21, ମାର୍କ ପ୍ରାଇସ୍ ଅଛି 50, ଆଗ ଡିଫରେନ୍ସଟା କେତେ 29 ହେଇଯାଉଛି, 50ରୁ 21 ପଡ଼ିଲେ 29, ଏତିକି ସେ ମାର୍କଅପ୍ କରୁଛି, ମାନେ ସିପି ଉପରେ ସେ ଏତିକି ମାନେ ବଢ଼େଇଛି ପ୍ରାଇସ୍। ଏଇଟାକୁ ଆମେ 100ରେ ଗୁଣି ଦେଲେ ଆମର ବାହାରି ପଡ଼ିବ କେତେ, ମାର୍କଅପ୍ ପରସେଣ୍ଟେଜ ବାହାରିଯିବ। ଏଇଟା ବେସିକ୍ ଜିନିଷ ଥିଲା। ଆକୁ ଆପଣ ଗୁଣିଆ ଟିକେ ଲେନ୍ଦି ହେବ, କାହିଁକିନା ସେ ଦେଇଛି ନିୟରେଷ୍ଟ ନମ୍ବର ଦେଇଛି। ଏଇଠି ଆପଣଙ୍କୁ ଆପ୍ରୋକ୍ସିମେସନ୍ ଶିଖଉଛି ଆପଣ କେମିତି ନେବେ। ଆପଣ 29/1 କଲେ କେତେ ହେବ, 1/8/21 ହେବ, ଇଣ୍ଟୁ 100 କରିବା। ତ 100କୁ ଆମେ ଏମିତି ଲେଖିପାରିବା ନା ନାହିଁ, 100କୁ 1ରେ ଗୁଣିଆ, 100 ଇଣ୍ଟୁ 1 ପ୍ଲସ୍ 100 ଇଣ୍ଟୁ 8/21 କରିବା। ତ 100 ଇଣ୍ଟୁ 1 କଲେ କେତେ 100% ହେଇଯିବ। ପ୍ଲସ୍ ଆମେ ଜାଣିଛେ ଏଇଠି ଦେଖନ୍ତୁ 7/21ଟା କେତେ ହେଉଛି, ଦେଖନ୍ତୁ 7/21ଟା କେତେ ହେଇଯାଉଛି, ଯଦି ତାକୁ ଏମିତି ବ୍ରେକ୍ କରିବା 8/21 ଦୁଇ ଭାଗ କରିଦେବି, 7/7 ପ୍ଲସ୍ 1/21 କରିବି। 7/21ଟା କେତେ ହେଇଯିବ, 1/3 ହେଇଯିବ, ମାନେ 33.33% ହେଇଯିବ। ତାପରେ 1/21ଟା କେତେ ହେବ, ଆମେ ଜାଣିଛୁ 1/20% ହେଲା 5%, ତ 1/21 ଟିକେ କମିଯିବ, ମାନେ 4 ପଏଣ୍ଟ ସମଥିଙ୍ଗ ହେଇଯିବ, 4.8 ଭଳିଆ ହେଇଯିବ ପରସେଣ୍ଟ ହେଇଯିବ। ଆକୁ ଆମେ ଆଡ଼୍ କଲେ କେତେ ହେଇଯାଉଛି, ପାଖାପାଖି 38% ଭଳିଆ ହେଉଛି। ଆପଣ ଆପ୍ରୋକ୍ସିମେସନ୍ ନେଇକି ଇଜି ହେଇଯିବ। ନହେଲେ ଆପଣ ନର୍ମାଲି ଆପଣ କ'ଣ କରିବେ ନା, ଆକୁ 29 100ରେ ଗୁଣିବେ, 29/21 କରି ଆପଣ ଆନ୍ସର ବାହାରିବ। କିନ୍ତୁ ମୁଁ ଏ ଜାଗାରେ କ'ଣ କରିବି ନା, ଗୁଣାଗୁଣି କରି ଟାଇମ୍ ୱେଷ୍ଟ କରିବିନି, ମୁଁ ଫ୍ରାକ୍ସନ୍ ଭ୍ୟାଲୁରେ କନଭର୍ଟ କରିଦେଲି, 1/4
8/21 କରିଦେଲି ମାନେ 1କୁ 100ରେ କ'ଣ 100% ହେଇଯିବ, ବାକି 8/21ଟା କେତେ ହେଇଯିବ, ତା ଭ୍ୟାଲୁଟା ଏମିତି ନେଇ କରିକି 38% ପାଖାପାଖି ବାହାରିବ। ଅପସନ୍ ବି ଦେଖନ୍ତୁ ସେ ବହୁତ ଗ୍ୟାପ୍ରେ ଅପସନ୍ ଦେଇଛି, ଏତିକି ପାଖାପାଖି ଅପସନ୍ ଦେଇଛି, ଆପଣ କନଫ୍ୟୁଜ୍ ହେଇଯିବେ ମାନେ ସିଲି ମିଷ୍ଟେକ୍ ହେଲେ। ମୁଁ କହୁଛି ସିଲି ମିଷ୍ଟେକ୍ ହେଇଯିବ 1-2% ଡିଫରେନ୍ସ ମାନେ 38ଟା 39 40 ହେବ, ଆରି ଭିତରେ ଗ୍ୟାପ୍ ହେବ ନା। ସେ କେତେ ଦେଇଛି 125, 138, 150, 156, ଏତେ ଗ୍ୟାପ୍ ଦେଇଛି। ଏତେ ଗ୍ୟାପ୍ ଆମେ ଯେଉଁ ଏତିକି ଆପ୍ରୋକ୍ସିମେସନ୍ ଏତିକି ଭ୍ୟାଲୁ ଚେଞ୍ଜ କଲେ ତ କେତେ ବି ଇମ୍ପାକ୍ଟ ପକେଇବ, ହାର୍ଡଲି 1% ଭିତରେ ଇମ୍ପାକ୍ଟ ପକେଇବ କି 2% ଇମ୍ପାକ୍ଟ ପକେଇବ। ଏଠି ତ 10% ଭଳିଆ ଗ୍ୟାପ୍ ଅଛି, ତାମାନେ ଏଇ 138 ଆରାଉଣ୍ଡ ହିଁ ଆନ୍ସରଟା ବାହାରିବ। ଏଇଟା ହିଁ ଆନ୍ସର ହେବ। ଆପଣ ଏଇଆକୁ କରିକି ଦେଖିପାରିବେ, 29 × 100 କରିକି 21ରେ ହରିବେ, ଯେଉଁଟା ଏଇଠି ବାହାର କରୁଥିଲେ, ତାହେଲେ ସେଇ 138% ପାଖାପାଖି ଆନ୍ସର ବାହାରିବ। ଆପଣ ଚେକ୍ କରିପାରିବେ। ମୁଁ ତ ଆପଣଙ୍କୁ ଏଇ ବେଷ୍ଟ ୱେଟା କହିଦେଲି। ପରୀକ୍ଷା ଟାଇମ୍ ବଞ୍ଚିଯିବ, ଆଉ ମୁଣ୍ଡକୁ ଏତେ ପ୍ରେସର ବି ଜଣାପଡ଼ିବନି। ଆପଣ ଫାଷ୍ଟ ଖାଲି ଏ ଯେଉଁ ପରସେଣ୍ଟେଜର ଫ୍ରାକ୍ସନ୍ ଭ୍ୟାଲୁ ରହୁନି, ତାକୁ ଆପଣ ମାଷ୍ଟରି କରିଦିଅନ୍ତୁ। ଯେମିତିକି ଆମର 1/2 ହେଲା 50%, 3/4 ହେଲା 75%, 1/20 ହେଲା 5%। এইগুলো ଆପଣ ଯଦି ଚାର୍ଟଟା ପୁରା ବନେଇକି ଦେଉଛନ୍ତି ଡେଲି ବେସିସ୍ରେ ପ୍ରାକ୍ଟିସ୍ କରିକି, ଆପଣଙ୍କୁ ଏଗୁଡ଼ା ବହୁତ ଜଲ୍ଦି କରିପାରିବେ। ଆପଣଙ୍କୁ ଟାଇମ୍ ବି ବେଶୀ ଲାଗିବନି। ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚ୍ ଦେଖିବେ। କରିଦେଲେ ତ ଆମକୁ କ'ଣ କହିଥିଲା, ଏ ମ୍ୟାନ୍ କଭର ଟୋଟାଲ ଡିଷ୍ଟାନ୍ସ ଅଫ୍ 200 କିଲୋମିଟର, ମାନେ ସେ 200 କିଲୋମିଟର ଗୋଟେ ମ୍ୟାନ୍ ଡିଷ୍ଟାନ୍ସ କଭର କରୁଛି। ତାପରେ କ'ଣ ଦେଲା, ଅନ୍ ବାଇସାଇକେଲ କରିଥିଲା କଭର କରୁଛି। ଫର୍ ଫାଷ୍ଟ 4 ଆୱାର ହିଜ୍ ସ୍ପିଡ୍ ୱାଜ୍ 15 km/h ଆଣ୍ଡ ଦ ରେଷ୍ଟ ଅଫ୍ ଜର୍ଣ୍ଣି ଦ ସ୍ପିଡ୍ ୱାଜ୍ 20 km/h। ଆମେ ଜାଣିବା ରେଷ୍ଟ ଅଫ୍ ଜର୍ଣ୍ଣି କେତେ ହେଇଛି, ଆମେ କେମିତି ଜାଣିବା? ଦେଖନ୍ତୁ ସେ ପ୍ରଥମେ 15 km/h ସ୍ପିଡ୍ରେ 4 ଘଣ୍ଟା ଯାଇଛି। ତାପରେ ସେ କେତେ ଡିଷ୍ଟାନ୍ସ ଯାଇଥିବ, 60 କିଲୋମିଟର ଯାଇଥିବ। ତାପରେ ଆଉ ବାକି ବଳିଲା କେତେ, 200କୁ 60 ଫେରିଦେଲେ କେତେ ହେଇଯିବ, 200 - 60 କରିଦେଲେ କେତେ, 140 କିଲୋମିଟର ପଡ଼ିଲା। ଏଇ 140 କିଲୋମିଟର ସେ କ'ଣ କହୁଛି, ରେଷ୍ଟ ଅଫ୍ ଜର୍ଣ୍ଣି ମାନେ କ'ଣ, ଫାଷ୍ଟ 60 କିଲୋମିଟର ପଳେଇଲା ଗୋଟେ ସ୍ପିଡ୍ରେ, 15 ସ୍ପିଡ୍ରେ ପଳେଇଲା। ତ ରେଷ୍ଟ ଅଫ୍ ଜର୍ଣ୍ଣି ମାନେ କେତେ, ଏଇ 140 କିଲୋମିଟରକୁ ସେ ଯିବ 20 km/h। ଆମେ 20 km/h ମାନେ 20 ହରିବା, ଆମର କ'ଣ ବାହାରି ପଡ଼ିବ, 7 ଘଣ୍ଟା। କାରଣ ଏଇଟା ଡିଷ୍ଟାନ୍ସ ବାଇ ସ୍ପିଡ୍ କଲା ଟାଇମ୍ ପାଇଯିବା। ଏଠି ଲାଗୁଥିଲା 4 ଘଣ୍ଟା, ଏଠି ଲାଗୁଛି 7 ଘଣ୍ଟା। ଆମକୁ ସେ ପଚାରିଲା କେତେ, ମାନେ ହ୍ୱାଟ୍ ଇଜ୍ ଦ ଆଭରେଜ୍ ସ୍ପିଡ୍। ମୁଁ ଆପଣଙ୍କୁ କହିଛି ଟାଇମ୍ ସ୍ପିଡ୍ ଡିଷ୍ଟାନ୍ସର ହେଲା ଷ୍ଟାଣ୍ଡାର୍ଡ ଫର୍ମୁଲା ହେଲା ଯେ ଟୋଟାଲ ଡିଷ୍ଟାନ୍ସ ମାନେ ଆଭରେଜ୍ ସ୍ପିଡ୍ ଇଜ୍ ଇକ୍ୱାଲ୍ ଟୁ ଟୋଟାଲ ଡିଷ୍ଟାନ୍ସ ବାଇ ଟୋଟାଲ ଟାଇମ୍। ତ ଟୋଟାଲ ଡିଷ୍ଟାନ୍ସ କେତେ ଦେଇଛି ଆମକୁ, 200 କିଲୋମିଟର। ଟୋଟାଲ ଟାଇମ୍ ଆମେ ବାହାର କଲେ, ଏଠି 4 ଘଣ୍ଟା, ଏଠି 7 ଘଣ୍ଟା, ଟୋଟାଲ 11 ଘଣ୍ଟାରେ ଯାଉଛି। ତାହେଲେ କେତେଟା ସ୍ପିଡ୍ ରହିବ, 200/11 କଲେ କେତେ ହେଉଛି, 11 9 ବଳିଲା 11 × 88 ପୂର୍ଣ୍ଣ 2/11, 18 ପଏଣ୍ଟ ସମଥିଙ୍ଗ ହେବ। କେତେ ଦେଇଛି, 18.2। ମାରିଦେଇକି ଆଗକୁ ପଳେଇବେ। ବୁଝିପାରିଲେ ନା ନାହିଁ? ତାର ଫର୍ମୁଲା ହେଲା, ସେ ଆପଣଙ୍କୁ ଆଉ ଥରେ କହିଦେଉଛି, ଆପଣ ଟିକେ ବୁଝା ପଡ଼ୁନି। ସେ କହିଲା ଯେ ପ୍ରଥମ ଟୋଟାଲ 200 କିଲୋମିଟର ଯାଉଛି, ତ ଫାଷ୍ଟ 4 ଘଣ୍ଟା ଯାଉଛି 15 km/h। ତାପରେ 15 km/h ଯଦି ଘଣ୍ଟାକୁ ଯାଉଛି 15 km/h, 4 ଘଣ୍ଟା କେତେ, 60 କିଲୋମିଟର ଯାଇଥିବ ଭାରି। ତାପରେ ବଳିଲା କେତେ ଡିଷ୍ଟାନ୍ସ, 140 କିଲୋମିଟର। ସେ 140 କିଲୋମିଟର ଡିଷ୍ଟାନ୍ସକୁ ସିଏ 20 km/h ଯାଉଛି। ମାନେ ଡିଷ୍ଟାନ୍ସ ବାଇ ସ୍ପିଡ୍ କଲେ ଆମେ ପାଇଗଲେ। ତାର 7 ଘଣ୍ଟା ତ ଲାଗୁଛି, ଫାଷ୍ଟ ପାର୍ଟ କଭର କରିବାକୁ 4 ଘଣ୍ଟା, ସେକେଣ୍ଡ ପାର୍ଟ କଭର କରିବାକୁ 7 ଘଣ୍ଟା। ତାହେଲେ ଟୋଟାଲ ତାକୁ 200 କିଲୋମିଟର କଭର କରିବାକୁ କେତେ ସମୟ ଲାଗୁଛି, 7/11 ଘଣ୍ଟା ଲାଗୁଛି। ଆଭରେଜ ସ୍ପିଡ୍ ଆମେ କେମିତି ବାହାର କରିବା, 200/11 କରିଦେଲେ ବାହାରି ପଡ଼ିଲା। ମାନେ ଡିଷ୍ଟାନ୍ସ ବାଇ ଟାଇମ୍ କଲେ ବାହାରି ପଡ଼ିଲା ଆମର ଆଭରେଜ ସ୍ପିଡ୍ଟା। ସରିଲା, ଏତେ କିଛି ନଥିଲା। ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ। କରିଦେଲେ ବହୁତ ଇଜି ଥିଲା, କିଛି ନାହିଁ। କ'ଣ ପଚାରିଛି, ଦ ଏରିଆ ଅଫ୍ ଏ ଇକ୍ୱିଲେଟରାଲ ଟ୍ରାଙ୍ଗେଲ ଯାହାର ସାଇଡ୍ ଦେଇଛି 70 ସେଣ୍ଟିମିଟର, 70 ସେଣ୍ଟିମିଟର ଦେଇଛି। ଆମର ଇକ୍ୱିଲେଟରାଲ ଟ୍ରାଙ୍ଗେଲ ଏରିଆ ଫର୍ମୁଲା କ'ଣ କହିଛି, ଟ୍ରାଙ୍ଗେଲ ୱାନ୍ ସଟ୍ ଭିଡ଼ିଓରେ ଆପଣ ଡିଟେଲଲି କହିଛି। ଆପଣ ପ୍ଲେଲିଷ୍ଟକୁ ଯିବେ, ଆଡ଼ଭାନ୍ସ ମ୍ୟାଥର ଟ୍ରାଙ୍ଗେଲ ୱାନ୍ ସଟ୍ରେ ଦେଖିକି ସବୁ ଜାଣିପାରିବେ, ସବୁ ପ୍ରକାର ଏରିଆ ଆପଣ କାଢ଼ିପାରିବେ। ତାର ହେଲା କ'ଣ, ଇକ୍ୱିଲେଟରାଲ ଟ୍ରାଙ୍ଗେଲ ଏରିଆ ଫର୍ମୁଲା √3/4a²। ଏଇଟା ହେଲା ଫର୍ମୁଲା। ଏଇଟା କ'ଣ, ସାଇଡ୍ ଅଫ୍ ଏ ଟ୍ରାଙ୍ଗେଲ, ଯେଉଁଟା ଦେଇଛି ଆମକୁ କେତେ, 70 ଦେଇଛି ଏଠି ଆମକୁ। ବାସ୍ ପକେଇଦେବେ √3/4 × a² ମାନେ କେତେ, 70 × 70। କ'ଣ ବାହାରିବ, ଏଠି 4କୁ ଆମେ କାଟିଲେ, 2ରେ କାଟିଲେ 35, ବଳି ପଡ଼ିଲା 2, ପୁଣି 2ରେ କାଟିଲେ 35। ଆପଣ ଏଇଟା ଜାଣିଥିବେ, ଯଦି ଆମର ଗୋଟେ ନମ୍ବର ମାନେ ଯେକୌଣସି ନମ୍ବର ଲାଷ୍ଟକୁ 5 ରହୁଛି, ତାର ସ୍କୋୟାର ନେଉଛି। 35 × 35 କଲେ କେମିତି କଲେ, ଲେଟ୍ସ ସେ 15 × 15। ଆମେ କ'ଣ କରିବା, ଫାଷ୍ଟ ଏ ସାଇଡ୍ ଦୁଇଟାକୁ 5 × 5 = 25 ଲେଖିଦେବା। ତାପରେ ଏଠୁ ଆମେ ଫାଷ୍ଟ 1, ଆ ଦେହରେ ଆମେ 1 ଆଡ଼୍ କରିଦେବା, ମାନେ 2 କରିଦେବା। ଏଇଟାକୁ ମାନେ ଏଇଟା 2 କରିଦେବା, 2 × 2 225। ସେମିତି ଆଉ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଲେଟ୍ସ ଆମକୁ ଦେଲା 25 × 25। ପ୍ରଥମେ କ'ଣ କରିବେ ନା, 25 ସାଇଡ୍ 5 × 5 = 25 ଲେଖିଦେବେ। ତାପରେ ଏଠି 2କୁ 2 ରଖିବେ, ଏଇଠି ଯେଉଁ ତାପରେ ନମ୍ବରଟା ତାପରେ ଗୋଟେ ନେକ୍ସଟ ଆଡ଼୍ କରିଦେବେ, 2ଟାକୁ 3 କରିଦେବେ। ତାପରେ ଆକୁ ଗୁଣି ଦେବେ, 3 × 2 = 6। ସେମିତି ଆଉ ଗୋଟେ ଦେଖିଦେବା, ଏଠି 35 ଦେଇଛି, କେତେ ହେବ, 35 × 35 ଦେଇଛି ନା। ଫାଷ୍ଟ 5 × 5 = 25 ଲେଖିଦେବେ। ତାପରେ 3ରେ 3 ରହିଲା, ଆପରେ ଯେଉଁ 3ଟା ଅଛି ଆକୁ 4 କରିଦେବେ, ଗୋଟେ ବଢ଼େଇ ଦେବେ, 4 କରିକି 3 × 12, ମାନେ ଗୋଟେ ଆକୁ ଗୁଣି ଦେବେ, ଦୁଇଟାକୁ ଏପଟ ସାଇଡ୍ ଗୁଣି ଦେବେ। ଆଉ ତ ବୁଝିପାରୁଛନ୍ତି ନା? ଫାଷ୍ଟ 5 ଏପଟ ଲେଫ୍ଟ ସାଇଡ୍, ସେ ରାଇଟ୍ ସାଇଡ୍ରେ 5 × 5
25 କରି ଆଗ ଲେଖିଥିଲେ 25 ଫିକ୍ସ ହେଇଗଲା। ଲେଫ୍ଟ ସାଇଡ୍ ପଟେ କ'ଣ ହେବ ନା 3 ଯଦି 35 × 35 ଦେଇଛି 3ଟା ଉପରଟା 3 ଫିକ୍ସ ରଖିଲେ କି ଯାହା କରନ୍ତୁ ମାନେ 3 ରଖିଲେ ଗୋଟେ ନମ୍ବରକୁ 3ରୁ 4 କରିଦେବେ ତାପରେ ନମ୍ବରଟା ଆଣିକି 4 3 12 କରିଦେବେ ମାନେ 1225 ହେଇଯିବ ମାନେ କେତେ ହେଲା 1225√3 କ'ଣ ହେଲା ଏଇଟା ଲେଟ୍ ଆମେ 3 ଟିକା ନମ୍ବର ଦେଇଥିବ ମୁଁ ଏକ୍ଜାମ୍ପଲ୍ ଦେଉଛି 105 × 105 ଆମେ ଦେଖିଲେ ଲାଷ୍ଟକୁ 5 ଅଛି ସ୍କୋୟାର ଦେଇଦେଇଛି ମାନେ କେମିତି କରିବା ସେମ୍ ଜିନିଷ କିଛି ନାହିଁ ଫାଷ୍ଟ 5 5 25 ବାହାରି କରି ଏପଟେ ଫିକ୍ସ କରି 25 ଲେଖିଦେଲେ ଏଠି 10 ରଖିଲେ ଏଇ 10ଟାକୁ କ'ଣ କରିବେ 11 ଗୋଟେ 1 ଆଡ଼୍ କରିଦେବେ 11 କରିଦେବେ ତାପରେ 11 10 110 ବାହାରି ପଡ଼ିଲା ଆର ସ୍କୋୟାର। ଆଉ ଗୋଟେ ଏକ୍ଜାମ୍ପଲ୍ ନେଇଯାଆନ୍ତୁ ମାନେ ଆପଣ ମାଇଣ୍ଡରେ କ୍ଲାରିଟି ପଳେଇ ଆସିବ ଏଇ ଜିନିଷଟା। ଆଉ ଗୋଟେ ଏକ୍ଜାମ୍ପଲ୍ ମୁଁ 125 × 125 କରୁଛି ବାସ୍ ଏଠି 5 5 ଲାଷ୍ଟ ପଟେ 5 5 ସମାନ ଅଛନ୍ତି 5 5 25 ଲେଖିଦେବା କଥା ଏଠି 12 ରହିଲା ଏଇ 12କୁ 1 ବଢ଼େଇକି 13 କରିଦେବେ 12 × 13 କଲେ କେତେ 156 ବାସ୍ ହେଲେ ଆପଣ ବାହାରିଯିବ ଏଇ ଲଜିକ୍ ପକେଇକି କରିଦେବେ କ'ଣ ଅଛି ଆଉ 35 ପଛେ ଗୁଣିବେ କ'ଣ ପାଇଁ ଏଠି 35 ସ୍କୋୟାର ଦେଇଛନ୍ତି ଆପଣ 3 × 4 କରି 12 5 5 25 √3 ରହିଲା ଆଉ। ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ ତାପରେ ଆପ୍ରୋଚ୍ ଦେଖିବେ କରିଦେଲେ ଦେଖନ୍ତୁ ସେ କ'ଣ ଦେଇଥିଲା what annual rate of compound interest will sum of 1000 amount to 2197 in 1 point ମାନେ 1.5 ବର୍ଷରେ ହେଇଯିବ ମାନେ ଆମକୁ ସେ ଦେଲା କେତେ ପରସେଣ୍ଟ ଇଣ୍ଟରେଷ୍ଟ ରେଟ୍ରେ 1000 ଟଙ୍କାଟା 2197 ଟଙ୍କା ହେଇଯିବ କେତେ ବର୍ଷରେ 1.5 ବର୍ଷରେ ହେବ ତାପରେ କ'ଣ ଦେଲା ତ ଇଣ୍ଟରେଷ୍ଟ ଇଜ୍ ମାନେ କମ୍ପାଉଣ୍ଡେଡ୍ ମାନେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେବ ହିଁ କିନ୍ତୁ ସେଇଟା ବର୍ଷକରେ କମ୍ପାଉଣ୍ଡ ନ ହେଇକି ମାନେ ହାଫ୍ ଇୟରଲି ମାନେ ଅଧା ବର୍ଷରେ ମାନେ ହାଫ୍ ଇୟରଲି ସେଇଟା କମ୍ପାଉଣ୍ଡିଂ ହେବ ମାନେ ଦେଖନ୍ତୁ এইটা এতে କିଛି ନାହିଁ ଆପଣ ଯଦି କ୍ୟୁବ୍ ମନେ ରଖିଛନ୍ତି ଦେଖନ୍ତୁ ଏଇଟା ସିମ୍ପଲ୍ କ୍ୱେଶ୍ଚିନ୍ଟା ବାସ୍ କ୍ୟୁବ୍ର ହିଁ କନସେପ୍ଟ ଥିଲା 1000 ଟଙ୍କା ଥିଲା ଯଦି ପ୍ରିନ୍ସିପାଲ୍ ହେଇଯାଉଛି କେତେ ତାର ଆମାଉଣ୍ଟ ହେଇଯାଉଛି କେତେ 2197 ତାମାନେ ଆମେ ଜାଣିଛେ କମ୍ପାଉଣ୍ଡ ଇଣ୍ଟରେଷ୍ଟରେ ଗୋଟେ ମଲ୍ଟିପ୍ଲାଏ ଫ୍ୟାକ୍ଟର ସମାନ ସବୁବେଳେ ସେମ୍ ଥାଏ ସେଇଗୁଟାକୁ ଆମେ ମଲ୍ଟିପଲ୍ ଟାଇମ୍ ଦେଖନ୍ତୁ ଆମେ 6 ମାସିଆ ସେଟ୍ ଧରିଲେ 1.5 ବର୍ଷରେ କେତେଟା ସେଟ୍ ହେବ 6 ମାସରେ ଗୋଟେ ତାପରେ ପୁଣି 6 ମାସରେ ଆଉ ଗୋଟେ ତ 3 ଥର ଆମେ ଗୋଟେ ଭ୍ୟାଲୁକୁ 3 ଥର ଗୁଣା ଏଇଟା ଦେଖନ୍ତୁ 1000ଟା ହେଲା କେତେ 10ର କ୍ୟୁବ୍ ଦେଖାଯାଉଛି 2197ଟା ହେଲା ଆମର 13 କ୍ୟୁବ୍ ଆପଣ ଏଇଟା ମନେ ରଖିଛନ୍ତି ଆମେ ଜାଣିଦେଲେ ଯେ ଆମେ ଡାଇରେକ୍ଟ ବାହାରି ପଡ଼ିବ ଯେଉଁ ମଲ୍ଟିପ୍ଲାଏ ଫ୍ୟାକ୍ଟରଟା 13/10 କାରଣ ଦେଖନ୍ତୁ 10ରୁ 13 10ରୁ 13 10ରୁ 13 3 ଥର ହେଲେ ଏଇଟା 1000 ଏଇଟା 13 ମାନେ ଦେଖନ୍ତୁ ଆମେ ଯଦି ନର୍ମାଲ ରେଟ୍ରେ 1000 ଧରୁଛେ ମାନେ 100 ଧରୁଛେ ପ୍ରିନ୍ସିପାଲଟା ଆମେ କେମିତି ମାନେ 3 ରାଉଣ୍ଡ ପାଇଁ ଆମେ ବାହାର କରୁଥିଲେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ମାନେ ଫାଷ୍ଟ 6 ମାସରେ ଆମେ ଗୁଣିଲେ 13/10 ସେକେଣ୍ଡରେ ଗୁଣିଲେ 13/10 ଥାର୍ଡ଼ରେ ଗୁଣିଲେ 13/10 ଏମିତି କରି ଆମର ହେଇଯାଉଥିଲା ନା ମଲ୍ଟିପ୍ଲାଏ ଫ୍ୟାକ୍ଟର ଉପରେ କେତେ ହେଇଯାଉଥିଲା 100% ନେଉଥିଲେ ଆଉ କେତେ ହେଇଯାଉଥିଲା 2197/1000 ତ ସେଇ ଗୋଟେ ରେସିଓରେ ଦେଇଦେଇଛି ଆପଣ ଯଦି ଏଇଟା ଆପଣ ବ୍ରେକ୍ଡାଉନ୍ ରେସିଓରେ କରିଦେବେ ମାନେ ଆକୁ ଦେଖିବେ 3 ବର୍ଷ ଦେଇଛନ୍ତି ଆପଣ କାହାର କ୍ୟୁବ୍ ଆକାରରେ ଭାଙ୍ଗିବେ ଯେମିତି ଏଇଟା 1000 କ୍ୟୁବ୍ ଏଇଟା 2197 ହେଲା 13 କ୍ୟୁବ୍ ତାହେଲେ ଆପଣ ଜାଣିଗଲେ 13/10ଟା 3 ଥର ଗୁଣା ହେଇଛି ମାନେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଏଇଟା ସିମ୍ପଲ୍ ଇଣ୍ଟରେଷ୍ଟରେ କାମ ହେବନି କାରଣ ଆମ କମ୍ପାଉଣ୍ଡ ଇଣ୍ଟରେଷ୍ଟରେ ଆମେ ଇଣ୍ଟରେଷ୍ଟ ଉପରେ ଇଣ୍ଟରେଷ୍ଟ କ୍ୟାଲକୁଲେଟ୍ କରୁ ଯେହେତୁ ଆମର ଗୋଟେ ମଲ୍ଟିପ୍ଲାଏ ଫ୍ୟାକ୍ଟର ହେଇ ଚାଲିଥିବ ଏଇଟା ହେଲା ବେସିକ୍ ଜିନିଷ ହେଲା ଆପଣ ଏମିତିଆ କ୍ୱେଶ୍ଚିନ୍ ପଢ଼ିଥିବେ ନା ଆପଣ ରେସିଓରେ କନଭର୍ଟ କରିବେ ଯଦି 2 ବର୍ଷ ଦେଇଥାନ୍ତା ତାହେଲେ ଆପଣ ସ୍କୋୟାର ଦେଖିଥାନ୍ତେ ମାନେ ଏଇଟା ସ୍କୋୟାର ଫର୍ମାଟରେ ଭାଙ୍ଗିଥାନ୍ତେ ଯେହେତୁ 3 ରାଉଣ୍ଡ ହେଇଛି 6 ମାସରେ ଗୋଟେ ପୁଣି 6 ମାସରେ ଆଉ ଗୋଟେ ପୁଣି 6 ମାସରେ ଆଉ ଗୋଟେ ହେଇକି 1.5 ବର୍ଷ ହେଇଛି ନା ତ ସେଥିପାଇଁ ଏଇଟା 13/10 3 ଥର ହେଇଗଲା ଆମେ ଜାଣିଗଲେ ଯଦି 10 ପ୍ରିନ୍ସିପାଲ୍ ହେଉଛି 13 ହେଇଯିବ ତାର ଆମାଉଣ୍ଟ ଏଇ ରେସିଓ 3 ଥର 10ରୁ 13 10ରୁ 13 10ରୁ 13 3 ଥର ହେଇକି 1000ଟା 2197 ହେଇଛି ଆପଣ ଏଇଟା ବୁଝିପାରୁଛନ୍ତି ତାହେଲେ ଦେଖନ୍ତୁ କେତେ ପରସେଣ୍ଟ ଇଣ୍ଟରେଷ୍ଟ ହେଇଗଲା 10 ଯଦି 13 ହେଇଯାଉଛି କେତେ ହେଉଛି 30% ହେଇଯାଉନି ମାନେ ଦେଖନ୍ତୁ 10 ଥିଲା ପ୍ରିନ୍ସିପାଲ୍ 13 ଥିଲା ଆମାଉଣ୍ଟ ତାହେଲେ ଆମର ଇଣ୍ଟରେଷ୍ଟ କେତେ ପାଇଥିବ 3 ପାଇଥିବ ଅନ୍ ଦ ବେସ୍ ଅଫ୍ 10 ଏଇ ଯେଉଁ ପାଇଥିବ ଏଇଟା କେତେ ଇଣ୍ଟୁ 100 କରିଦେଲେ 30% ହେଉଛି କିନ୍ତୁ ଆନ୍ସର 30% ହେବନି କାହିଁକି କହିଲେ ସେ ଆମକୁ ପଚାରିଛି ପର ଆନମ୍ ଇଣ୍ଟରେଷ୍ଟ ପଚାରିଛି ଏଇଟା ଆମେ ବାହାର କଲେ ହାଫ୍ ଇୟରଲି ଆମ ପ୍ରତି 6 ମାସକୁ 30% ହିସାବରେ ତାର କମ୍ପାଉଣ୍ଡିଂ ହେଇ 1.5 ବର୍ଷରେ ତାର ହେଉଛି କିନ୍ତୁ ଏଇଟା ଆମର 6 ମାସରେ ସେ ପଚାରିଛି କି ସେ ପଚାରିଛି ବର୍ଷକୁ କେତେ ଇଣ୍ଟରେଷ୍ଟ ରେଟ୍ ଆମର ଯଦି ବର୍ଷକୁ 60% ହେବ ତାହେଲେ ତ ଆମେ ହାଫ୍ ଇୟରଲି 30% କ୍ୟାଲକୁଲେଟ୍ କରିବା ତ ସେଥିପାଇଁ ସେ ଟ୍ରିକ୍ କରି କ୍ୱେଶ୍ଚିନ୍ ଦେଇଥିଲା ଆପଣ 60 ମାରିକି ଯିବେ 30 ମାରିବେନି 30ଟା ବାହାରୁଛି ଆମେ ହାଫ୍ ଇୟରଲି ହିସାବରେ ଧରୁଛେ ବୁଝିପାରୁଛ ନା 30% ଆମେ ଦେଖନ୍ତୁ ଏଇଟା ବୁଝୁଛି କେମିତି ହେବ 30% ମାନେ କେତେ ଜାଣିଛେ ଆମେ 3/10 ତା ମାନେ ଯଦି ଆମର ପ୍ରିନ୍ସିପାଲ୍ 10 ରହୁଛି ଏଇଟା କେତେ ହେବ ଇଣ୍ଟରେଷ୍ଟ 3 ତାମାନେ 10ରେ ଆମେ କେତେ ଗୁଣି ଚାଲିବା ଆମେ 13/10 ଗୁଣି ଚାଲିବାନି ଫାଷ୍ଟ 6 ମାସରେ 13/10 ଗୁଣିଲେ ଆମେ ଗୋଟେ ପୁଣି ଆମାଉଣ୍ଟ ପାଇଗଲା ସେକେଣ୍ଡ 6 ମାସରେ ପୁଣି 13/10 ଗୁଣିବା ତ ଥାର୍ଡ଼ ପୁଣି 13/10 ଗୁଣିବା ଏମିତି ଗୁଣି ଚାଲିଲେ ପ୍ରିନ୍ସିପାଲ୍ 100% ଧରିଥିଲେ ଆମେ ଆମର ଓଭରଅଲ୍ ଏଇ ରେସିଓ ହିଁ ମେଣ୍ଟେନ୍ କରିବେ ଆପଣ ଏଇ ୱେରେ ହିଁ କରିବେ ହେଲା ଏମିତିଆ କ୍ୱେଶ୍ଚିନ୍ ଫର୍ମେସନ୍ ହେଉଛି ଏଇ ପାଟର୍ନଟା ମନେ ରଖି ଦିଅନ୍ତୁ ନହେଲେ ଆପଣ ନର୍ମାଲ୍ ମେଥଡ଼ କଲେ ବହୁତ ଟାଇମ୍ ଲାଗିଯିବ ରେସିଓ ମେଥଡ଼ କଲେ ହିଁ ବେଷ୍ଟ ଆପ୍ରୋଚ୍ ଆପଣ ଯଦି ଏଇଟା ପ୍ରଥମେ ଦେଖିବେ କେତେଟା ପାର୍ଟିସନ୍ରେ ହେଉଛି ଏଇଟା ହିଁ ମୁଁ 10 ଥର ଏମ୍ଫାସିସ୍ ଦେଉଛି 2 ବର୍ଷ ଦେଇଥାନ୍ତା ଏମିତି ଦେଇଥାନ୍ତା 100:116 ଦେଇଥାନ୍ତା ତାହେଲେ ଆପଣ ଜାଣିଲେ ଏଇଟା ହେଲା କେତେ 10ର ସ୍କୋୟାର ଏଇଟା ହେଲା 13ର ସ୍କୋୟାର ତ
ତାହେଲେ ଦିଥର ଆମେ କମ୍ପାଉଣ୍ଡିଂ ହେଇଛି ମାନେ ଲେଟ୍ସ ଏମିତି ଦେଇଥାନ୍ତା ପର ଆନମ୍ କେତେ ପରସେଣ୍ଟ ଇଣ୍ଟରେଷ୍ଟ ହିସାବରେ ଆମର 2 ବର୍ଷରେ ମାନେ ଆନୁଆଲି କମ୍ପାଉଣ୍ଡ ଇଣ୍ଟରେଷ୍ଟ କ୍ୟାଲକୁଲେଟ୍ ହବ ଆମର 2 ବର୍ଷରେ 100 ଟଙ୍କାଟା 169 ଟଙ୍କା ହେଇଗଲା ତାହେଲେ ବର୍ଷକୁ କେତେ ଇଣ୍ଟରେଷ୍ଟ ରେଟ୍ ସେଠି ବି ଆପଣ ଏଇ କନସେପ୍ଟ ୟୁଜ୍ କରିପାରିବେ ସେଠି ଦେଖନ୍ତୁ 2 ବର୍ଷ ଦେଇଛି ଆପଣ 2 ଥର ଗୁଣା ହବ ନା ତ ଏଠି ସ୍କୋୟାର ଆପଣ ୟୁଜ୍ କରିବେ ଏଠି 3 ଥର ଦେଇଥିଲା ବୋଲି 6 ମାସରେ ପୁଣି 6 ମାସରେ ପୁଣି 6 ମାସରେ 1.5 ବର୍ଷ ହେଇଯାଉଥିଲା ତ ସେଥିପାଇଁ ମୁଁ କ୍ୟୁବ୍ ଯାଇ ଗଲି ତ ଏଇଟା ହେଲା ବେସିକ୍ ଜିନିଷ ମୁଁ ଆନ୍ସରଟା ଆଣିଲା ବେଳେ ପଢ଼େଇବି ଆପଣ ଯଦି ଏମିତି ଲେନ୍ଦି ଲାଗୁଛି ଆପଣ ସ୍କିପ୍ ବି କରିପାରିବେ କିନ୍ତୁ ଯଦି ବୁଝିପାରୁଛନ୍ତି ଆପଣ ଏଇ ଆପ୍ରୋଚଟା ମନେ ରଖନ୍ତୁ ଏକ୍ଜାମ୍ ଲଗେଇଦେବେ ଜଲ୍ଦି ପଳେଇବେ ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ କରିଦେଲେ ଦେଖନ୍ତୁ କିଛି ନାହିଁ ପ୍ରଥମେ ଦେଇଛି ଏବେ ଆକୁ ଆମେ ଆସେଣ୍ଡିଂ ଅର୍ଡ଼ରରେ 4ଟା ରେସିଓକୁ ଲେଖିବା ଆପଣ ରେସିଓ ଲେଖିଲେ ବୁଝିପାରିବେନି ପ୍ରଥମେ ରେସିଓ ମାନେ କ'ଣ ଫ୍ରାକ୍ସନାଲ୍ ଭ୍ୟାଲ୍ୟୁ ଆପଣ ତାକୁ ଫ୍ରାକ୍ସନାଲ୍ ଭ୍ୟାଲ୍ୟୁରେ କନଭର୍ଟ କରିଦେବେ 5:3 ମାନେ କେତେ 5/3 ତାପରେ 7:10 କେତେ 7/10 ସେମିତି 5:7 କେତେ 5/7 ତାପରେ 8:7 ହେଲା 8/7 ଆପଣ ଦେଖନ୍ତୁ ଆମେ ସାନରୁ ବଡ଼ କ୍ରମ ଲେଖିବା ମାନେ ଆସେଣ୍ଡିଂ ଅର୍ଡ଼ର ଲେଖିବା ତାହେଲେ ଆମେ ଦେଖିବା ଏଥିରୁ ଆମକୁ ଦେଖାଉଛି ଯୋଡ଼େ ନମ୍ବର 1ଠୁ ସାନ ହେଉଛି ଦେଖନ୍ତୁ ଯେଉଁ ଯାହାର ନ୍ୟୁମେରେଟରଟା ଡିନୋମିନେଟରଠୁ ବଡ଼ ହେଇଯିବ ସେଟା ଅଟୋମେଟିକାଲି 1ଠୁ ବଡ଼ ହେଇଯିବନି ଦେଖନ୍ତୁ 5/3 ଆମେ ଆକୁ ପୂର୍ଣ୍ଣ ସଂଖ୍ୟା ଲେଖିବା କେତେ 1 ପୂର୍ଣ୍ଣ 2/3 ମାନେ ଏଇ 5/3ଟା 1ଠୁ ବଡ଼ ହେଉଛି ନା ନାହିଁ ତାପରେ ଆଉ ଗୋଟେ ସେମିତି 8/7 ବି 1ଠୁ ବଡ଼ ହେଉଛି ଆମେ ବଡ଼କୁ ଗୋଟେ ସାଇଡ଼୍ ଲେଖିଦେବା ମାନେ ମୁଁ ଗୋଟେ ସାଇଡ଼୍ରେ 5/3 ଲେଖିଦେଲି ଗୋଟେ ସାଇଡ଼୍ରେ 8 ମାନେ 8/7 5/3 ଗୋଟେ ସାଇଡ଼୍ ଲେଖିଦେଲି ଏ ଦୁଇଟା ଛୋଟ ଦେଖନ୍ତୁ 7/10ଟା 1ଠୁ ସାନ ନୁହେଁ 5/7ଟା ବି 1ଠୁ ସାନ ଆକୁ ମୁଁ ଗୋଟେ ସାଇଡ଼୍ ଲେଖିଦେଉଛି 5/7 7/10 ଆହାର ଆପଣ ସିମ୍ପଲ୍ ଫର୍ମୁଲା ମନେ ରଖିବେ ଆମେ ଆ ଭିତରେ କମ୍ପେୟାର କରିବା କେଉଁଟା ବଡ଼ ସାନ ଆ ଭିତରେ କମ୍ପେୟାର କରିବା କେଉଁଟା ବଡ଼ ସାନ ଦେଖନ୍ତୁ କ'ଣ କରିବେ ନା କ୍ରସ୍ କରିଦେବେ 7/7 49ଟା ଯେଉଁ ଏ ଦୁଇଟା ଯଦି ଗୁଣିବେ ଆପଣ ଏପଟ ସାଇଡ଼୍ ଲେଖିବେ ତାପରେ 10×5 = 50 କେଉଁ ସାଇଡ଼୍ ଲେଖିବେ ଏପଟ ସାଇଡ଼୍ ଲେଖିବେ ସରି ମୁଁ ଭୁଲ କହିଦେଲି ବୋଧେ ତ ମୁଁ ଏଠି ଗୋଟେ ଭୁଲ କହିଦେଇଥିଲି ଦେଖନ୍ତୁ ଆପଣ ପ୍ରଥମେ ଏ ଦୁଇଟା ମାନେ ଉପରଟାକୁ ଆଧରେ ଗୁଣିକି ଏପଟ ସାଇଡ଼୍ ଲେଖିବେ ମାନେ 5କୁ 10ରେ ଗୁଣା ହେଲା ଏଠି 50 ଲେଖିଲେ 7କୁ 7 ଡିନୋମିନେଟରକୁ ଯଦି ଏଥିରେ ଗୁଣିବେ 49ଟା ଏପଟ ଲେଖିବେ ଏଇଟା ଭୁଲ ଭାଲ କଲେ ଭୁଲ ହେଇଯିବ ପୁଣି ଆଉ ଥରେ କହିଦେଉଛି ପ୍ରଥମ ଯେଉଁ ଫ୍ରାକ୍ସନ୍ ଯେଉଁଟା ଫ୍ରାକ୍ସନ୍ ନେଇଗଲେ ତାର ନ୍ୟୁମେରେଟରକୁ ସେକେଣ୍ଡର ଡିନୋମିନେଟର ଗୁଣିକି ଆପଣ ଲେଫ୍ଟ ସାଇଡ଼୍ ଲେଖିବେ ସେମିତି ଫାର୍ଷ୍ଟର ଡିନୋମିନେଟରକୁ ସେକେଣ୍ଡର ନ୍ୟୁମେରେଟର ଗୁଣିକି ରାଇଟ୍ ସାଇଡ଼୍ ଲେଖିବେ ଲେଖିଦେଲେ ଦେଖିଦେବେ କେଉଁଟା ବଡ଼ କେଉଁଟା ସାନ 50ଟା ବଡ଼ ହେଉଛି 49ଟା ସାନ ହେଉଛି ନା ତାମାନେ ଏଇ ଦୁଇଟା ଭିତରେ 5/7ଟା ବଡ଼ ଏଇଟା ହେଲା ସାନ ସେମିତି ଏଥିରେ କମ୍ପେୟାର କରିଦେବା ସେମିତି 5କୁ 7ରେ ଗୁଣିଆ 35 3କୁ 8ରେ ଗୁଣିଆ 24 এই ଦୁଇଟା ଭିତରେ କେଉଁଟା ବଡ଼ ହେଉଛି ଏଇଟା ବଡ଼ ହେଉଛି ତାମାନେ ଏଇଟା ହିଁ ବଡ଼ ରହିବ ଏଇଟା ସାନ ରହିବ ବାସ୍ ଆମେ ଜାଣିଦେଲେ ଆଙ୍କ ଭିତରେ ଆଙ୍କ ଭିତରେ ସିକ୍ୱେନ୍ସ କ'ଣ ହେଇଯିବ ଦେଖନ୍ତୁ ସବୁଠୁ ସାନ ତାହେଲେ କେଉଁଟା ହେଇଗଲା ଏ ଦୁଇଟା ତ ଏମିତିରେ ଏଇଟା ସାନ ହେଉଥିଲେ ତା ଭିତରୁ ବି ଏଇଟା ସାନ ହେଇଗଲା ତାମାନେ ଫାଷ୍ଟ ରହିବ କେଉଁଟା 7/10 ବା 7:10 ସେମିତି ସେକେଣ୍ଡ ରହିବ କେଉଁଟା ଏଇଟା ରହିବ 5:7 ତାପରେ ଆଙ୍କ ଭିତରେ କେଉଁଟା ସାନ ଥିଲା 24ଟା ମାନେ 8:7 ତାପରେ ସବୁଠୁ ବଡ଼ ଥିଲା କେଉଁଟା କେତେ 5/3 ବା 5:3 କେଉଁଠି ସିକ୍ୱେନ୍ସ ଅଛି 7:10 5:7 7:10 5:7 ଏଇଠି ହେଉଛି ଫାଷ୍ଟ ଅପସନ୍ ଏ ମାରିଦେବେ ଆଗକୁ ପଳେଇବେ ଆପଣ ଏମିତି କମ୍ପେୟାର କରି ପଢ଼ିବେ ମାନେ ବୁଝିପାରୁଛନ୍ତି ନା ଦେଖିବେ 4ଟା ଦେଇଥାନ୍ତେ 4ଟା ବି ଏକୁ ସାନ ହେଇଥାନ୍ତେ ଆପଣ ଦୁଇଟା ଯୋଡ଼ା ଧରିଥାନ୍ତେ ତା କମ୍ପେୟାର କରି ଦେଖିଥାନ୍ତେ ଯେ କେଉଁଟା ବଡ଼ କେଉଁଟା ସାନ ଏଇ ଟ୍ରିକ୍ଟା ମନେ ରଖିବେ ଆପଣଙ୍କୁ ଏମିତି ଯେଉଁ ଆସେଣ୍ଡିଂ ଡିସେଣ୍ଡିଂ ଅର୍ଡ଼ର ଦେଇଥିବ ଆପଣ ତାକୁ ଆରାମସେ ସଜାଇକି ଲେଖିପାରିବେ ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ ତାପରେ ଆପ୍ରୋଚ୍ ଦେଖିବେ କରିଦେଲେ ଦେଖନ୍ତୁ ସେ କ'ଣ ଦେଲା ଏ ବ୍ରିକ୍ ଲେୟରିଂ ଟିମ୍ କନସିଷ୍ଟ ଅଫ୍ 2 ମାସନ୍ସ ଏ ଆଣ୍ଡ ବି ଆଣ୍ଡ ଏ ମେକାନିକାଲ ବ୍ରିକ୍ ତାପରେ ମେକାନିକାଲ ବ୍ରିକ୍ ଫିଡର ମାନେ ଏଇଟା ଲାଙ୍ଗୁଏଜରେ ଖେଳିଛି କ୍ୱେଶ୍ଚିନ୍ କିଛି ନାହିଁ ଦେଖନ୍ତୁ ଗୋଟେ ଥିଲା କ'ଣ ମାନେ ଟୁ ମାସନ୍ସ ମାନେ କ'ଣ ଦୁଇଟା ଭାଇ ଦୁଇଟା ଲୋକ ଥିଲା ଗୋଟେ ଲୋକ ଏ ଥିଲା ଗୋଟେ ବି ଥିଲା ଏ ଲୋକଟା ସେ କାମକୁ କେତେ କରିପାରିବ ଆଲୋନ୍ କେତେ କରିପାରିବ 12 ଦିନରେ ଟାଇମ୍ ରେସିଓ ଦେଇଦେଲା ବି କରିପାରିବ 15 ଦିନରେ ତାପରେ କ'ଣ ଦେଲା ଆଉ ଗୋଟେ କ'ଣ ଥିଲା ତାଙ୍କ ପାଖରେ ଗୋଟେ ଆଉ ଗୋଟେ କ'ଣ ଥିଲା ଆଉ ଗୋଟେ ଥିଲା ମେକାନିକାଲ ବ୍ରିକ୍ ଫିଡର ମାନେ ଗୋଟେ ମେସିନ୍ଟେ ଥିଲା ସେ ମେସିନ୍ କ'ଣ କରିପାରିବ ଆଲୋନ୍ କେତେ ଦିନ କରିପାରିବ ସେ ଏମିତି ବୁଲେଇକି ଦେଇଛି ଯଦି ଦ ବ୍ରିକ୍ ଫିଡର ଡଜ୍ ଦ ସେମ୍ ଆମାଉଣ୍ଟ ଅଫ୍ ୱାର୍କ ଆଜ୍ ଏ ୱାର୍କର ହୁ ଉଡ୍ ଫିନିଶ୍ ଦ ମାନେ ସେ ଗୋଟେ ମାନେ ଅର୍ଥ ହେଇଥିଲା ଗୋଟେ ଲୋକ 10 ଦିନରେ ଯେତିକି କାମ ମାନେ ଗୋଟେ ଲୋକ ଯଦି 10 ଦିନରେ କାମ ସାରିପାରୁଛି ତା ଏଫିସିଏନ୍ସି ଯେତିକି ଗୋଟେ ବ୍ରିକ୍ ଫିଡର ଏଫିସିଏନ୍ସି ସେତିକି ସେ ଲାଙ୍ଗୁଏଜରେ ବୁଲେଇ ଦେଇଛି ତା ମାନେ ବ୍ରିକ୍ ଫିଡର ବି ମୁଁ ତାକୁ ସିରେ ଡିନୋଟ୍ କରିଦେଉଛି ତାକୁ ସେ 10 ଦିନରେ କାମ ସାରିପାରିବ ଏଇଆ ଲାଙ୍ଗୁଏଜରେ ହିଁ ଖେଳିଥିଲା ଏ ଜିନିଷଟା ବେଶୀ କିଛି ନଥିଲା ଏଥିରେ ଏଲସିଏମ୍ ନେଇଯିବେ 60 3 ଜଣଙ୍କର ୱାର୍କ ଟୋଟାଲ୍ 60 ଧରି ପକେଇଲେ ଏ ଯଦି 12 ଦିନରେ କରୁଛି ଏର ଏଫିସିଏନ୍ସି କେତେ ହେଇଯିବ 60/12 5 ଏଇଟା ଏଫିସିଏନ୍ସି ବାହାର କଲେ ଏପଟେ ଟାଇମ୍ ରେସିଓ ଦେଇଛି 5 ବାହାରି ପଡ଼ିଲା ଏର ସେମିତି ବିର ବାହାରି ପଡ଼ିବ କେତେ 60/15 କଲେ 4 ସେମିତି ସିର ବାହାରି ପଡ଼ିବ 60/10 କଲେ 6 ବାହାରି ପଡ଼ିଲେ ଏଫିସିଏନ୍ସି ଏତକ ଆମେ ଏଫିସିଏନ୍ସି କାଟିଦେଲେ ମାନେ ମାସନ୍ସ ଏ ବି ଆଉ ବ୍ରିକ୍ ଫିଡର ଆମେ ବାହାର କରିଦେଲେ
ତାପରେ ସେ କ'ଣ ଦେଲା 1/6 ଅଫ୍ ଦ କାମ ମାନେ କାମ ଅଲରେଡ଼ି ଡନ୍ ମାନେ ଆଗରୁ ସରିଯାଇଥିଲା ମାନେ 60ରୁ 1/6 କେତେ 10 କାମ ଅଲରେଡ଼ି ସରିଯାଇଥିଲା। ତାପରେ ମାସନ୍ ଏ ୱାର୍କର ଫର୍ ଫାର୍ଷ୍ଟ ଡେ ମାନେ ଏକୁଟିଆ ଫାର୍ଷ୍ଟ ଦିନ ପାଇଁ କାମ କରୁଛି। ଏ ୱାର୍କର ଏଫିସିଏନ୍ସି କେତେ 5 ଆଡ଼ କରିଦେଲେ। ପ୍ରଥମ ଦିନ ଡେ 1ରେ କେବଳ ଏଇ କାମ କରୁଛି, ଆଗରୁ 10 କାମ ହେଇଯାଇଥିଲା। ତାହେଲେ ଗୋଟେ ଦିନରେ ଆମର କେତେ କାମ ହେଇଯାଇଛି? ଆଗରୁ 10 ଥିଲା, 1 5 କରିଦେଲା ମାନେ 15 କାମ ଅଲରେଡ଼ି ହେଇଗଲା। 60ରୁ 15 ମାଇନସ୍ କରିଦେଲା, କେତେ କାମ ବଳିଲା? 45 କାମ ବଞ୍ଚିଲା। ତାପରେ ସେ କ'ଣ କଲା ନା ଅନ୍ ସେକେଣ୍ଡ ଡେ 2ଠୁ କ'ଣ ହେବ? ସମସ୍ତେ ମିଶିଗଲେ ମାନେ ଏ ବି ଆଉ ସେ ମାନେ ବ୍ରିକ୍ ଫିଡର 3 ଜଣ ମିଶିକି କାମ କଲେ। 3 ଜଣ ଏଫିସିଏନ୍ସି କେତେ ହେବ? 5 4 9 6 15 ମାନେ 15 କାମ କଲେ। ସେକେଣ୍ଡ ଡେ ଠୁ ଗୋଟେ ପର ଡେ ବେସିସ୍ରେ 15 କାମ ହେଲା, କାରଣ 3 ଜଣ ମିଶିଗଲେ ନା, 3 ଜଣ ଏଫିସିଏନ୍ସି ମିଶିଗଲା। ଫାର୍ଷ୍ଟ ଦିନ ଖାଲି ଏକୁଟିଆ ଏ କରୁଥିଲା, ସେକେଣ୍ଡ ଦିନଠୁ ଏ ବି ମେସିନ୍ ସବୁ ମିଶିଗଲେ 15 କାମ କଲେ। ତାପରେ ସେ କହିଲା ଯେ ମେସିନ୍ ଗୋଟେ ପ୍ରୋବ୍ଲେମ୍ ଅଛି ଏଇଆ ଯେ ମେସିନ୍ଟା 3 ଦିନ କାମ କଲେ ଗୋଟେ ଦିନ ବ୍ରେକ୍ଡାଉନ୍ ହେଇଯିବ। ମାନେ ଏ ବି ତ ଏଇଠୁ କାମ ଷ୍ଟାର୍ଟ ହିଁ ମାନେ କଲେ ହିଁ କଲେ, କିନ୍ତୁ ମେସିନ୍ କ'ଣ 3 ଦିନ ଏଇଠୁ କାମ କଲା ପରେ ତାପରେ ଗୋଟେ ଦିନ ରେଷ୍ଟ ନେବ, ତାପରେ ପୁଣି 3 ଦିନ ଚାଲିବ, ପୁଣି ଗୋଟେ ଦିନ ରେଷ୍ଟ ନେବ। ମାନେ ଏଇ ମେସିନ୍ କଥା କହୁଛି, ଏଇ 6 ପାର୍ଟ ଯେଉଁ କାମ ହେବ 3 ଦିନ ସେ କରିବ, ତାପରେ ଗୋଟେ ଦିନ ସେ ବ୍ରେକ୍ ନେବ। ଏଇଟା ଏମିତି ଚାଲିବ, ପାଟର୍ନ ଚାଲିବ। ଆମେ ଦେଖିବା ଫାର୍ଷ୍ଟ ଦିନ ତ ଏକୁଟିଆ 5 କାମ କରିଦେଲା, ଆଗରୁ 10 ହେଇଥିଲା 15 ହେଇଯାଇଥିଲା, ବାକି କାମ 45 କାମ ଅଛି। ଏମାନେ ଯଦି 3 ଜଣ ମିଶିକି ଗୋଟେ ଦିନରେ 15 କାମ କରିଦେଉଛନ୍ତି, ମାନେ ଏ ବି ଆଉ ମେସିନ୍ ମିଶିକି 15 କାମ ଦିନକୁ କରୁଛନ୍ତି, ତାହେଲେ ମାନେ 45 କାମ କରିବାକୁ କେତେ ଦିନ ଲାଗିବ? 45/15 କରିଦେବେ କେତେ? 3 ଦିନ ଲାଗିବ। 3 ଦିନ ତ ଲାଗିବ, ପ୍ଲସ୍ ଆଗରୁ ଏକୁ ଗୋଟେ ଦିନ ଲାଗିଥିଲା, ମାନେ ଟୋଟାଲି 4 ଦିନ ଲାଗିବ। ଆମର ଏଥିରେ କିଛି ଭାବିବାର ନାହିଁ, ସିଏ ଖାଲି ଲାଙ୍ଗୁଏଜରେ ଖେଳୁଥିଲା, 4 ଦିନ ଲାଗିବ। ଯଦି ଏ କାମଟା ଆଉ ଟିକେ ଅଧିକ ଥାନ୍ତା, ତାହେଲେ ଆମେ ଭାବିଥାନ୍ତେ କ'ଣ କହିଲେ, ସବୁ 3 ଦିନ ଭିତରେ କଣ୍ଟିକାଣ୍ଟି ସରିଗଲା ନା, 45 କାମ ବି ଥିଲା, ତ ଏମାନେ 15 ହିସାବରେ 3 ଜଣ ମିଶିକି 45 କାମ 3 ଦିନ ସାରିଦେଲେ। ଏ ଆଗରୁ 1 ଦିନ କାମ କରୁଥିଲା, 4 ଦିନ ବାହାରି ପଡ଼ିଲା। ଲେଟ୍ ସେ ଆଉ ଗୋଟେ ଥାନ୍ତା 45, ଏଠି 47 ଥାନ୍ତା କାମଟା। ଭାବନ୍ତୁ, ତାହେଲେ ସେ ଜାଗାରେ କ'ଣ ହେଇଥାନ୍ତା ନା, ଏ ଜାଗାରେ କ'ଣ ହେଇଥାନ୍ତା କହିଲେ, ଦେଖନ୍ତୁ 3 ଦିନ କାମ କରୁଥିଲା ମେସିନ୍, 15 କାମ ଚାଲିଲା, ପୁଣି 4th ଡେରେ କ'ଣ ହେଇଥାନ୍ତା କହିଲେ, ମେସିନ୍ ବସି ପଡ଼ିଥାନ୍ତା, ତାପରେ ଏ ଆଉ ବି ମିଶିକି 9 କାମ କରିଥାନ୍ତେ। ତାପରେ ସେଇ ହିସାବରେ ଚାଲିଥାନ୍ତେ। ପୁଣି 4 ନମ୍ବର, ତାପରେ ପୁଣି 5 ନମ୍ବର ଦିନଠୁ ଦେଖନ୍ତୁ ଡେ 1 ଡେ 2 ଡେ 3 ସମସ୍ତେ 3 ଦିନ କାମ କରିଦେଲେ, ମେସିନ୍ ଫେସିନ୍ ସବୁ ମିଶିକି କାମ କଲେ। 4 ନମ୍ବର ଦିନରେ ମେସିନ୍ ରେଷ୍ଟ କରିଦେବ, ମାନେ ଖାଲି ଏ ବି କାମ କରିଥାନ୍ତେ, ତାପରେ ପୁଣି ଏ ବି ସି କାମ କରିଥାନ୍ତେ। ଏଇ ସିକ୍ୱେନ୍ସରେ ଚାଲିଥାନ୍ତା। କିନ୍ତୁ ଆମକୁ ଏତେ ଡେପ୍ଥକୁ ଯିବାର ନାହିଁ, ସେ ପଚାରି ଏତେ ଡେପ୍ଥ ନଥିଲା, ସେ ଇଜି ହିଁ ସେଟ୍ କରୁଥିଲା ଭ୍ୟାଲୁ ତାକୁ, ଯେମିତି 3 ଦିନରେ କଟିଯିବ। ଆପରେ ଏଇ 45 କାମକୁ ଆମର 3 ଦିନରେ କାମ ମେସିନ୍ ଏ 3 ଜଣ ମିଶିକି ଯଦି କାମ ସାରି ଦେଉଛନ୍ତି, ତାପରେ ମେସିନ୍ ରେଷ୍ଟ କରୁ କି ନ କରୁ ଆମର କିଛି ଫରକ ପଡ଼ୁଛି କି? ଆମର ତ କାମ ସରିଗଲା ନା 3 ଦିନ ଭିତରେ ଲଜିକାଲି। ତ ଆମେ ମାରିଦେଇକି ଆଗକୁ ପଳେଇବା। ତ ଆପଣ ବୁଝିଲେ, ଯଦି ଆଉ ଅଧିକ କାମ ଥାନ୍ତା ତାହେଲେ ଆପଣ ଟିକେ ଲେନ୍ଦି ହେଇଥାନ୍ତେ, କିନ୍ତୁ ଏଥିରେ କିଛି ଲେନ୍ଦି ନାହିଁ, ବାସ୍ ଲାଙ୍ଗୁଏଜରେ ଖେଳିଛି। ତ ଆନ୍ସର ହେଲା ଆପଣ 4 ଡେ। ମାନେ ଆଉଥରେ କହିଦେଉଛି, ରିଭିଜନ୍ କରିଦେଉଛି ଆପଣଙ୍କର। ଇନିସିଆଲି 1/6 କାମ ଥିଲା 60, 1/6 କାମ ସରିଯାଇଥିଲା ଅଲରେଡ଼ି, ଆମକୁ ବାସ୍ 50 କାମ ହିଁ କରିବାର ଥିଲା। 50 କାମ ଦେହରୁ ଡେ 1ରେ କେବଳ ଏ ତାର ଏଫିସିଏନ୍ସି 5 ନା, ସେ 5 କାମ କରିଦେଲା। ତାପରେ ଡେ 1 ସୁଦ୍ଧା ଆମର କେତେ କାମ ସରିଗଲା? ଆଗରୁ 10 ସରିଥିଲା, ଏ 5 15 କାମ ସରିଗଲା। ତାପରେ 60ରୁ ବଳିଲା କାମ କେତେ? 45 କାମ ବଳିଲା। ଏଇ 45 କାମକୁ ଏ ବି ସି ମିଶିକି 3 ଜଣ, ମାନେ ମ୍ୟାସନ୍ ବି ଆଉ ବ୍ରିକ୍ ଫିଡର ମିଶିକି କାମ କରିଥାନ୍ତେ। ତ 3 ଜଣଙ୍କର ଏଫିସିଏନ୍ସି କେତେ ହେଉଛି? ଡେ 2 3 ଜଣ ମିଶିକି କାମ କରିବେ ନା, 5 9 6 15 ହେଉଛି, ତ 45 କାମ ବଳୁଛି, ତ 3 ଦିନରେ କାମ ସାରିଦେବେ। ପ୍ଲସ୍ ଆଗରୁ ଏଇ ଗୋଟେ ଦିନ କାମ କରୁଥିଲା, ଟୋଟାଲ୍ ଆଗକୁ 4 ଦିନ ଲାଗିଲା। ଏଇଟା ଥିଲା ଜିନିଷ। ତ ନେକ୍ସଟ କ୍ୱେଶ୍ଚିନ୍, ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚ୍ ଦେଖିବେ। କରିଦେଲେ? ଦେଖନ୍ତୁ, ପ୍ରଥମେ ବେସିକ୍ କଥାଟା କହିଦେଉଛି, ବେସିକ୍ରେ ସେ କ'ଣ ଆମେ କେମିତି କରିପାରିବା। କ୍ୱେଶ୍ଚିନ୍ ଦେଲା କ'ଣ ନା, ଆଭରେଜ୍ ଏଜ୍ ଅଫ୍ 28 ଷ୍ଟୁଡେଣ୍ଟ ଅଫ୍ ଏ କ୍ଲାସ୍ ଇଜ୍ 25 ବର୍ଷ। ମାନେ ଗୋଟେ କ୍ଲାସ୍ ଯେଉଁଥିରେ 28ଟା ଷ୍ଟୁଡେଣ୍ଟ ଅଛନ୍ତି, ତାଙ୍କର ଆଭରେଜ୍ ଏଜ୍ଟା ହେଉଛି 25 ବର୍ଷ। ତାପରେ ଦେଲା ଇଫ୍ ଦ ଏଜ୍ ଅଫ୍ ଏ ଟିଚର୍ ଇଜ୍ ଇନକ୍ଲୁଡେଡ୍, ମାନେ ଯଦି ଟିଚରଙ୍କ ବୟସ ବି ତାଙ୍କ ଭିତରେ ଇନକ୍ଲୁଡ୍ କରାହେବ, ତାହେଲେ କ'ଣ ହେଇଯିବ ନା, ଆଭରେଜ୍ ଅଫ୍ ଦ ହୋଲ୍ ଗ୍ରୁପ୍, ମାନେ ଷ୍ଟୁଡେଣ୍ଟ 28ଟା ପ୍ଲସ୍ ଏକ ଟିଚର, ଆଙ୍କର ସମସ୍ତଙ୍କ ଆଭରେଜ୍ କେତେ ହେଇଯିବ? 26 ହେଇଯିବ। ତାହେଲେ ଟିଚରଙ୍କ ଏଜ୍ କେତେ? ଆପଣ ବେସିକ୍ କ'ଣ ଜାଣିଛନ୍ତି, ମାନେ ନର୍ମାଲ୍ କେମିତି କରୁଥିଲେ ଆମେ ସେଇଟା କରିବା, ତାପରେ ଆପ୍ରୋଚ୍ଟା ଦେଖିବା କେମିତି ବେଷ୍ଟ ଆପ୍ରୋଚ୍। ଦେଖନ୍ତୁ, ଆମେ ଜାଣିଛେ ଯଦି 28 ଷ୍ଟୁଡେଣ୍ଟ ଅଛନ୍ତି, ତାଙ୍କ ଆଭରେଜ୍ ରହୁଛି 25 ରହୁଛି, ତାହେଲେ 28 ଷ୍ଟୁଡେଣ୍ଟ ଟୋଟାଲ୍ ଏଜ୍ କେତେ ହେଇଯିବ? ଆମେ 28କୁ 25ରେ ଗୁଣୁଥିଲେ, କେତେ? 28 × 25 ଯାହା 14 × 50 ମାନେ 700 ହେଇଯିବ। ତାପରେ ଯଦି ଟିଚର ଏଜ୍ ଇନକ୍ଲୁଡ୍ ହେଇଗଲା, ମାନେ ଟିଚର ଏଜ୍ ଇନକ୍ଲୁଡ୍ ହେଲେ କ'ଣ ହେଇଯିବ ନା, ଆଭରେଜ୍ ଏଜ୍ ହେଇଯିବ କେତେ? 26 ବର୍ଷ। ମାନେ ଟିଚର ଏଜ୍ ଇନକ୍ଲୁଡ୍ ହେଲେ ଟୋଟାଲ୍ କେତେ? 28ଟା ଷ୍ଟୁଡେଣ୍ଟ ଥିଲେ, ଟିଚର ମିଶିକି 29ଟା ପିଲା ହେଇଗଲେ, ତାପରେ ଜଣක ଏଜ୍ ହେଇଯିବ 26 ବର୍ଷ ଆଭରେଜଟା। ଆଙ୍କର ସମଟା ଟୋଟାଲ୍ କେତେ ହେବ? 29 × 26 କରିବେ, 26 3 କେତେ ଆମେ ଜାଣିଛେ? 26 3 ହେଲା 36 18 78, ମାନେ 780ରୁ 26 ମାଇନସ୍ କରିଦେବା। 780ରୁ 26 ଗଲେ କେତେ? 780ରୁ 30 ଗଲେ 754। 754 ମାନେ ଦେଖନ୍ତୁ, ତାମାନେ ଜାଣିଗଲେ ନା, ଏଠି ଖାଲି ଷ୍ଟୁଡେଣ୍ଟଙ୍କ ଡାଟା ବାହାର କରୁଥିଲେ, ଏଠି ୱିଥ୍ ଟିଚରଙ୍କ ଡାଟା ବାହାର କଲେ। ତାହେଲେ ଟିଚରଙ୍କ ଏଜ୍ କେତେ ହେଇଗଲା? 754 ମାଇନସ୍ 700 କରିଦେଲେ ଆମର ବାହାର ପଡ଼ିଲା କେତେ? 54 ବର୍ଷ। ଏଇଟା ଆମର ଟିକେ ଲେନ୍ଦି କାଲକୁଲେସନ୍ ଥିଲା, ଏଇଟା ପୁରା ବେସିକ୍ ଥିଲା। ଯେଉଁମାନେ ନ ଜାଣିଛନ୍ତି ସେମାନେ ଏଇ ଆପ୍ରୋଚରେ କରିବେ। କିନ୍ତୁ ମୋର ଆଜମ୍ପସନ୍ କ'ଣ, ମାନେ ଯେଉଁମାନେ ଜାଣିଛନ୍ତି, କିନ୍ତୁ ଡେଭିଏସନ୍ ମେଥଡ଼ ଆମେ କେମିତି ୟୁଜ୍ କରିବା। ଦେଖନ୍ତୁ, ଆମେ ଦେଖିବା ଯେ 28ଟା ଷ୍ଟୁଡେଣ୍ଟ ଥିଲେ,
ତାଙ୍କର ଏଜ୍ ଥିଲା 25 ବର୍ଷ। ଯଦି ଟିଚରଙ୍କ ଏଜ୍ଟା ଇନକ୍ଲୁଡ୍ ହେଉଛି ନୂଆ ଆଭରେଜ କେତେ ହେଉଛି 26 ବର୍ଷ। ତାମାନେ ସମସ୍ତଙ୍କ ଏଜ୍ଟା 26 ହେଇଯିବ ଆଜମ୍ପସନ୍ ହିସାବରେ। ତାମାନେ ଟିଚରଙ୍କ ଏଜ୍ 26 ତ ଥିବ ହିଁ ଥିବ। ତାପରେ ଆଭରେଜ ସମସ୍ତଙ୍କର ବଢ଼ିଗଲା, ମାନେ 28ଟା ଷ୍ଟୁଡେଣ୍ଟଙ୍କର 1 ବଢ଼ିଗଲା। ଟିଚର ତ ନୂଆ 26 ହେଲା ହିଁ ହେଲା, ପ୍ଲସ୍ 28ଟା ଷ୍ଟୁଡେଣ୍ଟଙ୍କର ଆଭରେଜ 25 ଥିଲା, 1 ବଢ଼ି 26 ହେଇଗଲା। ତାହେଲେ 28ଟା ଷ୍ଟୁଡେଣ୍ଟଙ୍କର କେତେ ଏଜ୍ ବଢ଼ିଗଲା? ଜଣක 1 ବଢ଼ିଲେ 28ଟା ଷ୍ଟୁଡେଣ୍ଟଙ୍କ ଏଜ୍ କେତେ ବଢ଼ିଲା? 28 ବଢ଼ିଗଲା। ଏଇ 28ଟା ଆଇଲା କେଉଁଠୁ? ମୋତେ କୁହନ୍ତୁ 28ଟା ଆଇଲା କେଉଁଠୁ? ଟିଚରଙ୍କ ଏଜ୍ ଇନକ୍ଲୁଡ୍ ହେଲା କୁହନ୍ତୁ ତ ତାଙ୍କର ବୟସଟା ଡିଷ୍ଟ୍ରିବ୍ୟୁଟ୍ ହେଲା ସମସ୍ତଙ୍କ ଭିତରେ ଇକ୍ୱାଲି। ତାହେଲେ ଆମେ ଡାଇରେକ୍ଟ ଏମିତି କରିପାରିବାନି? 28 + 24 କଲେ କେତେ 54 ହେଉନି? ଟିକେ କନସେପ୍ଚୁଆଲି ଭାବନ୍ତୁ। ଆଗରୁ ମୁଁ ଗୋଟେ କଥା କହୁଛି, ଆପଣ ଦେଖନ୍ତୁ, ଆପଣ 3 ଜଣ ଅଛନ୍ତି, ଜଣେ ରଖିଛି ଜଣେ ଆଣିଛି 3 ଜଣ ସାଙ୍ଗ ଯାଇଛନ୍ତି, ଜଣେ ଯାଇଛନ୍ତି, ଜଣେ ନେଇଛି 80 ଟଙ୍କା, ଜଣେ ନେଇଛି 90 ଟଙ୍କା, ଜଣେ ନେଇଛି 100 ଟଙ୍କା। ଗଲେ ଆପଣଙ୍କ ଟୋଟାଲ କେତେ ଟଙ୍କା? ଆପଣ 3 ଜଣ ଆପଣ କେମିତି କରନ୍ତି? କିଏ କ'ଣ ଦେଖ ସାଙ୍ଗସାଥିରେ ଆପଣ କ'ଣ କରନ୍ତି ନା, କିଏ ତୋ ପରେ ଏତିକି ଦେଇଦେ, ମୋ ପରେ ଏତିକି ଦେଇଦେ, ଯେମିତି ହିସାବରେ କରନ୍ତି। ଆପଣ ଫିଷ୍ଟ ଭୋଜି କରିଦେବା କି ଯାହା କରିଦେବା ଯିବା ଖାଇବାକୁ। ତ ଯଦି ଆପଣ ଦେଖନ୍ତୁ ସବୁ ସାଙ୍ଗ ତ ସମାନ ପଇସା ନଥାଏ, କେଉଁ ସାଙ୍ଗରେ ଟିକେ କମ୍ ଥିଲେ, କେଉଁ ସାଙ୍ଗରେ ଅଧିକ ଥିବ। ତ ଆମେ 3ଟା ସାଙ୍ଗ ଯାଇଛନ୍ତି, ଜଣଙ୍କ ପାଖରେ 90 ଟଙ୍କା ଅଛି, ଜଣଙ୍କ ପାଖରେ 100 ଟଙ୍କା ଅଛି, ଜଣଙ୍କ ପାଖରେ 80 ଟଙ୍କା ଅଛି। ଆମ 3 ଜଣ ଟୋଟାଲ କେତେ ହେଇଗଲା? 270 ଟଙ୍କା ହେଇଗଲା। 3 ଜଣ ମିଶାଇ ଦେଲେ, ତାହେଲେ 3 ଜଣ ଭିତରେ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ୍ କରାହବ। ତାହେଲେ ଆଭରେଜଟା 90 ପଡ଼ୁଛି ନା ନାହିଁ? ଆଭରେଜ 90 ପଡ଼ୁଛି। ଆମେ କ'ଣ ଏଇଆ ହେଇଗଲି ସମସ୍ତେ 90 ଟଙ୍କା ଦେଇଛନ୍ତି? ମାନେ ହେଲା ଆଭରେଜ ସବୁବେଳେ ହେଲା ଗୋଟେ ଆଜମ୍ପସନ୍, ବୁଝିପାରୁଛନ୍ତି ନା ନାହିଁ? ସେଇଟା ହେଲା ଆମେ ଇମାଜିନାରୀ କରୁଛେ। ତ ଆମର ଓଭରଅଲ୍ 90 ପଡ଼ିଲା। ଯଦି ଆଉ ଗୋଟେ ସାଙ୍ଗ ପଳେଇ ଆସିବ, ସିଏ ପଳେଇ ଆସିବ 120 ଟଙ୍କା ନେଇ ପଳେଇ ଆସିବ। ତାହେଲେ କ'ଣ ହେବ ନା, 120 ଟଙ୍କା ନେଇ ପଳେଇ ଆସିବ, 130 ଟଙ୍କା ନେଇ ପଳେଇ ଆସିଲା। ତାହେଲେ କ'ଣ ହେବ ନା, ଓଭରଅଲ୍ କେତେ ହେଇଯିବ? 270 ଥିବ, ଇଏ 130 ନେଇ ପଳେଇଲା। ତାହେଲେ କେତେ? 400 ହେଇଯିବ। ତାପରେ କ'ଣ ହେଇଯିବ ନା, 4 ଜଣ ଇକ୍ୱାଲ୍ ଡିଷ୍ଟ୍ରିବ୍ୟୁଟ୍ କଲେ ହେଇଯିବ କେତେ? 100 ଟଙ୍କା ଜଣକା ପଡ଼ିଲା। ଆଗରୁ କେତେ ପଡ଼ୁଥିଲା? 270 ଥିଲା, 3 ଜଣ ଥିଲେ, 90 ଟଙ୍କା ଥିଲା। ତ ଇଏ ଦେଖ, ଏଇ କନସେପ୍ଟ ଦେଖନ୍ତୁ, ଇଏ 130 ଆଣିଲା ମାନେ କ'ଣ, ଆଭରେଜଠୁ 40 ଟଙ୍କା ଅଧିକ ଆଣିଥିଲା। ସେଇଥିପାଇଁ ତ 40 ଟଙ୍କା 4 ଜଣ ଭିତରେ ଇକ୍ୱାଲ୍ ଡିଷ୍ଟ୍ରିବ୍ୟୁଟ୍ ହେଲା। ସେଥିପାଇଁ ଦେଖନ୍ତୁ ସମସ୍ତେ ଆଭରେଜ, ଆଗରୁ 3 ଜଣଙ୍କର ଆଭରେଜ 90 ଥିଲା। ତ ଏଇ ଯେଉଁ 130 ଟଙ୍କା ଚତୁର୍ଥ ସାଙ୍ଗଟା ଆଇଲା 130 ଟଙ୍କା ନେଇକି ଆଇଲା। ତ ସେ ଆଭରେଜଠୁ କେତେ ଏକ୍ସଟ୍ରା ନେଇକି ଆସିଥିଲା? 40 ଟଙ୍କା ଏକ୍ସଟ୍ରା ଆଣିଥିଲା। ତ ଏ 40ଟା 4 ଜଣ ଭିତରେ ଇକ୍ୱାଲ୍ ଡିଷ୍ଟ୍ରିବ୍ୟୁଟ୍ ହେଲା ପରେ ତ ଜଣକା 10 ବଢ଼ିଲା, ଯାହାଫଳରେ 90ଟା ନୂଆ ଆଭରେଜଟା 100 ହେଇଗଲା। ସେମିତି ଏଠି ଆମର ଅଲରେଡ଼ି ଷ୍ଟୁଡେଣ୍ଟମାନଙ୍କର ଆଭରେଜ ଥିଲା କେତେ? 25 ଥିଲା। 28 ଷ୍ଟୁଡେଣ୍ଟଙ୍କର ଆଭରେଜ 25 ଥିଲା। ଟିଚର ଯେତେବେଳେ ନୂଆ ଇନକ୍ଲୁଡ୍ ହେଲେ, ନୂଆ ଆଭରେଜ କେତେ ହେଇଗଲା? 26 ହେଇଗଲା। ତାଙ୍କ ଟିଚରଙ୍କର ତ 26 ଥିବ ହିଁ ଥିବ, କାରଣ ନୂଆ ଆଭରେଜ 26 ହେଲେ ସମସ୍ତଙ୍କର 26 ଥିବ, ଷ୍ଟୁଡେଣ୍ଟଙ୍କର 26, ଟିଚର 26 ଥିବ ଥିଲା। ପ୍ଲସ୍ ଟିଚରଙ୍କର ଆଉ ଏଇ ଯେଉଁ 28 ଷ୍ଟୁଡେଣ୍ଟଙ୍କର 1 ବଢ଼ିଲା, ମାନେ 25 ଥିଲା ଇନିସିଆଲ ଆଭରେଜ ଥିଲା, ପରେ 26 ହେଇଗଲା। ତେଣୁ 28 ଜଣଙ୍କର 1 ଆସିଲା, ଏଜ୍ଟା ବଢ଼ିଲା। ତାମାନେ କ'ଣ, ଟିଚରଙ୍କର ଏଜ୍ଟା ଅଧିକ ଥିଲା ତ ବୋଲି ତ ତାଙ୍କ ଭିତରୁ ବାଲାନ୍ସ ହେଇ ସମସ୍ତେ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ୍ ହେଇଗଲା। ଏଇଟା ହେଲା କନସେପ୍ଚୁଆଲ ଜିନିଷ ଥିଲା। ତ ଟିଚର 28 ବର୍ଷ ଆ ଦେହରେ ଆଡ୍ ଥିଲା ବୋଲି ଏଇ ଜିନିଷଟା 28 ପିଲା ଭିତରେ ବଣ୍ଟା ହେଇଗଲା। 28ରେ ବଣ୍ଟା ହେଇଗଲା, 28 ବର୍ଷ ବଣ୍ଟା ହେଇଗଲା, ଜଣକା 1 ପଡ଼ିଲା, 1 ବଢ଼ିକି 25ଟା 26 ହେଇଗଲା। ଏଇଟା ଥିଲା କନସେପ୍ଚୁଆଲ ଜିନିଷ। ତ ଟିଚରଙ୍କ ଏଜ୍ କେତେ ଥିଲା? 24 + 28 54। ଆପଣ ଯେଟା ବୁଝା ନ ପଡ଼ୁଛି ଆପଣ ଏଇଭଳି ବେସିକ୍ରେ କରନ୍ତୁ। କିନ୍ତୁ ଦେଖନ୍ତୁ ଏଇଥିରେ କେତେ ଇଜି ହେଇଯାଉଛି। ଯଦି ଆପଣଙ୍କ ଅଣ୍ଡରଷ୍ଟାଣ୍ଡିଂ ଥିବ, ଆପଣ ଏଇ କ୍ୱେଶ୍ଚନ୍ କି ହାର୍ଡଲି 15 ସେକେଣ୍ଡରେ କରିଦେବେ, ଏଇଭଳି କରିକି କଲେ ଡେଭିଏସନ୍ ମେଥଡ଼ ଥ୍ରୁରେ। ନହେଲେ ଆପଣ ବେସିକ୍ରେ ଏମିତି କରି ଗୁଣିବେ, ଆକୁ ଗୁଣିବେ, ତା ଡିଫରେନ୍ସ ନେଇକି ଟିଚରଙ୍କ ଏଜ୍ ବାହାର କରିପାରିବେ। ମୁଁ 2ଟା ଆପ୍ରୋଚ୍ କହିଦେଲି, ଆପଣ ଯେଉଁଟା ସୁଇଟେବୁଲ୍ ଲାଗୁଛି ଆପଣ ସେଥିରେ ଆପ୍ଲାଏ କରି ଏକ୍ଜାମରେ ପକେଇ କରିବେ। ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚ୍ ଦେଖିବେ। କରିଦେଲେ ଦେଖନ୍ତୁ କିଛି ନାହିଁ, ମୁଁ ଆପଣଙ୍କୁ ଆଲଜେବ୍ରା କହୁଛି କ'ଣ ସେଇଟା? ହଁ, ଆଲଜେବ୍ରା 1 shotରେ ପଢ଼େଇଛି। ସବୁ ତ ଫର୍ମୁଲା କରିଥିଲି, ଏଠି କ୍ୱେଶ୍ଚିନ୍ କରିଦେଉଛି। ଦେଖନ୍ତୁ ଆପଣ ଯଦି କହିଥିଲି ସେଠି ଯେ AQ + BQର ଫର୍ମୁଲା କ'ଣ ଥିଲା? A + B ହୋଲ୍ ଇଣ୍ଟୁ A² - AB + B² ଥିଲା AQ + BQର ଫର୍ମୁଲା। ଦେଖନ୍ତୁ ସେ ସେହି ହିସାବରେ ଦେଇଛି। ଏଠି ଲେଟ୍ସ ସେ Aକୁ ଧରି ପକେଇଛି 0.68 ଆଉ Bକି ଧରି ପକେଇଛି 0.32 ଧରି ପକେଇଛି। ତାମାନେ ଆମେ ଏଠି AQ ଆଉ BQ ଦେଇଦେଲା, ତଳେ ଦେଖନ୍ତୁ A² + B² - AB ମାନେ ସେଇଆକୁ ଦେଇଦେଲା, ମାନେ A² + AB - AB + B² ଫର୍ମାଟଟା ଦେଇଦେଲା। ତାହେଲେ ଏଇଟା କଟିଗଲେ କେତେ ହେଇଯିବ ଉପରେ? ଆମେ ଜାଣିଛେ AQ + BQର ଫର୍ମୁଲା କ'ଣ? A + B ହୋଲ୍ ଇଣ୍ଟୁ A² + AB - AB + B²। ତ କଟିଗଲେ ଖାଲି ବଳି ପଡ଼ିବ କ'ଣ ଉପରେ? ଏଇଟା ଯଦି ଆମେ ଉପରେ କାଟିବା କ'ଣ ହେଇଯିବ? ଖାଲି A + B ବଳି ପଡ଼ିବନି? ଫର୍ମୁଲା ହିସାବରେ କଲେ ଆମେ A + B ଆମର କେତେ ହେଉଛି? 0.68 0.32 କେତେ ହେଇଯାଉଛି? 1 ହେଇଯାଉଛି। ତଳେ ତ 1 ରହିବ, ମାନେ ଟୋଟାଲ ଟର୍ମଟା 1 ହେଇଗଲା। ଆପଣ ଏଇଆକୁ ଦେଖି ବହୁତ ପିଲା ଛାଡ଼ିକି ପଳେଇଥିବେ। ବାସ୍ ଫର୍ମୁଲା ସେ ଏମିତି ଭ୍ୟାଲୁ ଦେଇଛି, ଏଇଟା ମିଶାଇଲେ ବି 1 ହେଇଯାଉଛି। କିଛି ପଏଣ୍ଟରେ କିଛି ଲଜିକ୍ ହିଁ ରହୁନି, ମାନେ ପୁରା ସିଲି କ୍ୱେଶ୍ଚିନ୍ ଦେଇଛି। ବାସ୍ ଆପଣ ଟିକେ ଯଦି ଥଣ୍ଡା ମୁଣ୍ଡରେ ଫର୍ମୁଲା ଆପଣ ମନେ ରଖିଛନ୍ତି, ବାସ୍ ଇମ୍ପ୍ଲିମେଣ୍ଟ କରିବେ ଯେ AQ + BQର ଫର୍ମୁଲା ହେଲେ ମୁଁ କହିଦେବି। ଦେଖନ୍ତୁ ଉପରେ ଆମେ କେମିତି ଲେଖିପାରିବା ଯେ AQ + BQ ଦେଇଛି, ତଳେ ଦେଇଛି କ'ଣ, ମାନେ Aକୁ Aକୁ ମୁଁ ଏଇଟା ଧରି ପକେଇଲି, Bକୁ ଏଇଟା ଧରି ପକେଇଲି ନା, ସେମିତି ଦେଖନ୍ତୁ AQ + BQ ଦେଇଛି ଉପରେ, ତଳେ ଦେଇଛି A² + B² - AB। ବା ସେଇଆକୁ ଆମେ ଓଲଟେଇକି ଲିଖିଛେ। ଉପରଟା ଆମେ କ'ଣ ଲିଖିପାରିବା? A + B ହୋଲ୍ ଇଣ୍ଟୁ A² + B² - AB ବାଇ ଟୋଟାଲ କେତେ ହେଇଯିବ? A², ତଳେ କେତେ ହେଇଯିବ? A² + B² - AB। ଏବେ କଟିଯିବନି? କଟିଗଲେ ଏଇ ଜିନିଷଟା କଟିଗଲେ ଖାଲି ବଳିବ କ'ଣ? A + B।
तो ए प्लस बिर केते होची ए देइतला 0.68 बी देइतला 0.32 मिसिगले 1 हो जाउची 1/1 हेले टोटाल टर्मटा 1 हे गेला हमको खाली देखिया जे एतक केते हबो एतक केमती हबो 73 रे कटुची 73 4 292 4 रे काटले एटा हे 2 तापर 2 रे काटले एटा हे 116 तापर 145 116 काटे 29 काटले 29 4 116 29 50 माने 4/1 प्लस 4/5 ए टर्मटा वैल्यू 4/5 एटा होतला 1 1 प्लस 4/5 केते टोटाल एलसीएम 5 5 के 5 प्लस 4 माने 9/5 मारदेवे आगू पळेबे हार्डली 3 सेकंड रो क्वेश्चन जदि आपण फॉर्मूला मन रखछन्ती आ जे टिके आपण कटा कटी टी स्पीड अछि नले मैक्सिमम एसे 1 मिनिट लागियो ताठु देखि समय लागियो क्वेश्चन छाडिया क्वेश्चन बिल्कुल नथला बहुत पिला छाडी पळांती फॉर्मूला पॉइंट पॉइंट देखि मते भय लागे छाडी पळांती आपण एमते क्वेश्चन करंतु देखि आपनकर इंप्रूवमेंट हो माने पिला को काटी के आपण आगु जे किछि नथला क्वेश्चन दे बस फॉर्मूलाटा पकई के आपण करथांते तो नेक्स्ट क्वेश्चन फास्ट पॉज करी सॉल्व करंतु तापर अप्रोच देखिबे करदेले गोटे भल लेवल क्वेश्चन एटा माने गोटे कनसेप्चुअल जिनसटा गोटे माने देखंतु आमे एथरे नॉर्मल फॉर्मूला मन रखंतु गोटे फॉर्मूला अछि एफिशिएंसी रेशियो का बैलेंस केम करिया जे m1 into d1 by w1 is equal to m2 into d2 into w2 m1 टा कोन मैन d1 टा हला डेज w टा हला वर्क सेम m2 टा हला सेकंड केस रो डे मैन सेकंड केस रो डे अने हम एफिशिएंसी कंपेयर कर आपण फॉर्मूला देखो केमति आपण केते जल्दी करि परि बस कांसेप्चुअली आपण टिके स्ट्रांग हो पड़िबो क्वेश्चन कोन देखला देखंतु ए कॉन्ट्रैक्टर अंडरटुक टू कंप्लीट ए प्रोजेक्ट इन 90 दिन माने गोटे कॉन्ट्रैक्टर टा गोटे काम नेला से गला 90 दिन में मते को फिनिश करिवि नेला ସେଇଟା ବି 45 ଲୋକ ସେଥିପାଇଁ ସେ 45ଟା ଲୋକଙ୍କୁ ଏମ୍ପ୍ଲଏଡ୍ କଲା 45ଟା ମେନ୍କୁ ଏମ୍ପ୍ଲଏଡ୍ କଲା କହିଲା ମୁଁ 90 ଦିନରେ କାମଟା ନେଲା ଯେମିତି ସାରିବି 90 ଦିନ ଭିତରେ 45 ଲୋକଙ୍କୁ ୟୁଜ୍ କରିବି କହିଲା ପ୍ରଥମ କଣ୍ଡିସନ ଏଟା କଲା ତାପରେ ଦେଲା ମାନେ ତାପରେ ଦେଲା ଆଫ୍ଟର 60 ଦିନ ସେ ଦେଖିଲା ମାନେ 60 ଦିନ ଗଲା ପରେ ଏଇ କାମ ମାନେ କଲେ 45 ଲୋକ ଡେଲି କାମ କଲେ 60 ଦିନ ଏମିତି କାମ କଲା ପରେ ସେ ଦେଖିଲା ଯେ 70 କାମର 70% 75% କାମ ଅଲରେଡି ଖତମ ହେଇଗଲାଣି ସରିଗଲାଣି ତାପରେ ସେ ଦେଖିଲା କାମ ହେଇଗଲାଣି ସେ ଦେଖିଲା ଯେ ମାନେ କାମଟା କ'ଣ ତରକାରୀଠୁ ଅଧିକ ସ୍ପିଡରେ କାମ ହେଉଛି ତାପରେ ସେ କହିଲା ଯେ ହାଉ ମେନି ମେନ୍ ହିଁ ଡିସଚାର୍ଜ ମାନେ କେତେ ଲୋକଙ୍କୁ ସେ କମେଇ ଦେବ ସେ କହିଲା ମୁଁ ତ ଏଇ ରେସିଓରେ କହିଲେ ମୋର କାମ 90 ଦିନର ମାନେ 80 70 ଦିନ ସରିଯିବ ସେ କିନ୍ତୁ 90 ଦିନ କଣ୍ଟ୍ରାକ୍ଟ 90 ଦିନରେ କାମ ସାରିବ ସେଥିପାଇଁ କାମ ତ ସେ ଡେଡଲାଇନ୍ ହିସାବରେ ସାରିବ ନା ତ ସେ ଡେ ଟୁ ଡେଜ୍କୁ ନ କମେଇ ଡେ ସେ 90 ଦିନ ଫିକ୍ସ ରଖିଲା 90 ଦିନରେ କାମ ସାରିବ କିନ୍ତୁ କ'ଣ କହିଲା ଯେ ମୋର କାମ ଅଳ୍ପ ଅଛି ମୁଁ କାହିଁ ଅଧିକ ଲୋକ ରଖି ମୁଁ ଲୋକ କମେଇ ଦେବି ଇନିସିଆଲି 45 ନେଇଥିଲି ତାହେଲେ ମୁଁ କିଛିଟା ଲୋକଙ୍କୁ ଡିସଚାର୍ଜ କରିଦେବି ଯାହାଫଳରେ କି ମାନେ 90 ଦିନରେ ମୋର ଲୋକ ଯେତେବେଳେ କମିଯିବେ ଅଟୋମେଟିକାଲି ଟାଇମ୍ ଟିକେ ବଢ଼ିକି ଓଭରଅଲ୍ ବାଲାନ୍ସ ହେଇକି 90 ଦିନରେ ସରିଯିବ ଏଇଟା ଥିଲା କନସେପ୍ଚୁଆଲ ଜିନିଷ ତ ଆମେ ଏଠି ଫର୍ମୁଲା କ'ଣ ପକେଇବା ଦେଖନ୍ତୁ ଯଦି ଇନିସିଆଲରୁ 45 ଲୋକ M1 ଜାଗାରେ 45 ଲୋକ ପକେଇଲି D1 ଜାଗାରେ କେତେ 60 ଦିନ ସେମାନେ କାମ କରୁଛନ୍ତି 60 ଦିନ ପର୍ଯ୍ୟନ୍ତ କେତେ କାମ କଲେ 75% କାମ କରିଦେଲେ ତାଙ୍କ ଏଫିସିଏନ୍ସି କାହା ସହିତ ସମାନ ହେଇପାରିବ M2 ସେକେଣ୍ଡ କଣ୍ଡିସନ କ'ଣ ସେକେଣ୍ଡ କଣ୍ଡିସନ ମ୍ୟାନ୍ ଆମର କମେଇଲା ପରେ କେତେ ମ୍ୟାନ୍କୁ କମେଇଛି ଆଉ କେତେ ମ୍ୟାନ୍ ହେବେ ଆମେ ସେଇଟା ଜାଣିନେ ଲେଟ୍ସ ସେଇ ଜାଗାଟା ଆମେ ଏକ୍ସ ଧରି ପକେଇଲେ ମାନେ ଏତିକି ମ୍ୟାନ୍ କାମ କରୁଛନ୍ତି କେତେ ଦିନ ପାଇଁ କରୁଛନ୍ତି ଯଦି 90 ଦିନରେ ସେ କାମଟା ଛିଡ଼େଇଛି ସାରିବ ବୋଲି ତାହେଲେ ଆଉ କାମ କେତେ ବଳିଲା ମାନେ ଦିନ କେତେ ବଳିଲା ଅଲରେଡ଼ି 60 ଦିନ ମାନେ କରିସାରିଲେଣି ଆଉ 30 ଦିନ ହିଁ ବଳୁଛି ନା ମାନେ ଏକ୍ସ ଲୋକ 30 ଦିନ ଯାଏଁ କାମ କରିବେ D2 ଜାଗାରେ 30ର ଭ୍ୟାଲୁ ପକେଇଦେଲି କାମ ଆଉ କେତେ ବଳିଲା ଯଦି ଟୋଟାଲ କାମ 100% ରହୁଛି ଏମାନେ 70% କାମ ଅଲରେଡ଼ି ସାରି ସାରିଲେଣି ଏମାନେ କାମ କେତେ ବଳିବ 25% ବାସ୍ ଆପଣ ଏଇ ଜିନିଷଟା ଲଜିକାଲି ଆପଣ ହିଟ୍ କରିକି ଲେଖିପାରୁଛନ୍ତି ଆପଣ କିଛି କରିବାର ନାହିଁ ଆପଣ ସବୁ ଭ୍ୟାଲୁ ବାହାର କରିଦେବେ ଦେଖନ୍ତୁ ପରସେଣ୍ଟେଜ କଟିଗଲା 25ରେ କାଟିଲେ 25ରେ କାଟିଲେ ଏଇଟା 1 ହେଇଯିବ ଏଇଟା 3 ହେଇଯିବ ସେମିତି ଉପରେ 30କୁ କାଟିଲେ 60ରେ ଏଇଟା 2 ହେଇଯିବ ଏଇ 3କୁ 45ରେ କାଟିଲେ 15 ହେଇଯିବ ତାହେଲେ ଏକ୍ସର ଭ୍ୟାଲୁ କେତେ ବାହାରି ପଡ଼ିଲା 15 ଦୁନେ 30 ଏକ୍ସଟା କ'ଣ ଆମେ ଧରିଥିଲେ M2 ମାନେ ପ୍ରଥମ ଫେଜ୍ରେ 45 ଲୋକ 60 ଦିନରେ 75% କାମ ସାରିଲେ ସେକେଣ୍ଡ କେସ୍ରେ କ'ଣ କରୁଥିଲେ ଯେ ଏକ୍ସ ଲୋକ 30 ଦିନରେ 25% କାମ ସାରିଥିଲେ ଏଇଆ କଲେ ତ ତାର ଓଭରଅଲ୍ 90 ଦିନରେ କାମ ସରିବ ତ ଆମେ ଏକ୍ସ ପାଇଗଲେ କ'ଣ 30 ତାମାନେ 30ଟା ମେନ୍ ଥିଲେ ସେକେଣ୍ଡ କେସ୍ରେ 30ଟା ଲୋକ ଥିଲେ 60 ଦିନ ପରେ ଯେତେବେଳେ 45 ଲୋକ କାମ କରିଦେଲେ ତ ସେ କ'ଣ କଲା ନା କିଛିଟା ଲୋକ କାଢ଼ି ଦେଇଥିଲା ନା ଡିସଚାର୍ଜ କରିଦେଇଥିଲା ତ କେତେ ଲୋକ ଡିସଚାର୍ଜ କରିଥିଲା ଯଦି ଇନିସିଆଲି 45 ଲୋକ କାମ କରୁଥିଲେ ଏଠି ଏକ୍ସ 30 ଲୋକ ଫାଇନାଲି କାମ କରୁଛନ୍ତି ମାନେ 60 ଦିନ ପରେ ଯେଉଁ ନେକ୍ସଟ 30 ଦିନ କାମ କଲେ ଏଇ 30 ଲୋକ ହିଁ କାମ କରୁଛନ୍ତି ତାହେଲେ ସେ କେତେ ଲୋକଙ୍କୁ ଡିସଚାର୍ଜ କରିଦେଇଥିବ 45ଟା ଲୋକ କାମ କରୁଥିଲେ ଲାଷ୍ଟ 30ଟା ଲୋକ କାମ କରୁଛନ୍ତି ତାହେଲେ 15 ଲୋକଙ୍କୁ ଡିସଚାର୍ଜ କରିନଥିବ ମାନେ ଭାବନ୍ତୁ ଏ ଜିନିଷଟା ଭଲ କ୍ୱେଶ୍ଚିନ୍ ଏଇଟା ଗୋଟେ ମାନେ କନସେପ୍ଚୁଆଲ ଜିନିଷ ବହୁତ ପିଲା ଏକ୍ଜାମରେ ମାଇଣ୍ଡକୁ ହିଟ୍ କରେନି ଫର୍ମୁଲାଟା ଆପଣ ବହୁତ ପିଲା କମ୍ପେୟାର ଏମିତି କରିଦିଅନ୍ତି ମାନେ M1 ଧରି ପକେଇବେ ମାନେ 45 D1 90 ଧରି ପକେଇବେ 90 ଆପଣ ଏଥିପାଇଁ ଧରିବେନି କାହିଁକିନା ସେ ଟୋଟାଲି ଓଭରଅଲ୍ ସେ 90 ଦିନେ କାମ ସାରିବା କହିଛ ତ କିନ୍ତୁ ସେ କ'ଣ କହିଲେ ଲୋକକୁ ଚେଞ୍ଜ କରିଦେଲା ମାନେ ଆରମ୍ଭରୁ ଶେଷ ଯାଏଁ ଯଦି ଲୋକ ଷ୍ଟେବୁଲ୍ ଥାନ୍ତେ ସେଇ 45 ଶେଷ ଯାଏଁ ଥାନ୍ତେ ହୁଏତ ଆମେ କମ୍ପେୟାର କରିପାରିଥାନ୍ତେ କିନ୍ତୁ ଲୋକଙ୍କୁ କମେଇ ଦେଇଛି ନା ସେଥିପାଇଁ ଆମେ ଏଫିସିଏନ୍ସି ରେସିଓକୁ ବାଲାନ୍ସ କରିଦେଲେ ଆମେ ପ୍ରଥମ ଫେଜ୍ରେ ଆମେ 60 ଲୋକ 45 ଦିନ 45 ଲୋକ 60 ଦିନ ପାଇଁ 75% କାମ ଗୋଟେ ସାଇଡ଼୍ ରଖିଲେ ସେକେଣ୍ଡ କଣ୍ଡିସନରେ ଏକ୍ସ ଲୋକ ମାନେ ଆମେ କେତେ ଲୋକ କମେଇଛେ ଆମେ ଜାଣିନେ ଆମେ ସେ ଲୋକଟାକୁ ଓଭରଅଲ୍ ଏକ୍ସ ଲୋକ ଧରି ପକେଇଲେ ତାପରେ
ତିରିଶ ଦିନରେ କାମ ସାରିବେ ଆଉ 25% କାମ। ଏହାକୁ ବାଲାନ୍ସ ଆଉଟ୍ କରିକି ଆପଣ କଟାକଟି କରିକି ଏକ୍ସର ଭ୍ୟାଲୁ ପାଇଗଲେ। ମାନେ ଇନିସିଆଲି 45 ଥିଲେ, 60 ଦିନ ପରେ କିଛିଟା ଲୋକଙ୍କୁ କାଢ଼ିଲା ପରେ ମାନେ 15 ଲୋକଙ୍କୁ କାଢ଼ିକି ସେ 30ଟା ଲୋକଙ୍କୁ କାମ କରେଇଲା, ଯାହାଫଳରେ ତା କାମଟା 90 ଦିନ ସରିଲା। ଏଇଟା ଥିଲା ବେସିକ୍ ଜିନିଷ। ଆପଣ କରିକି ଆନ୍ସରଟା ପଳେଇବେ। ବାସ୍ ଟିକେ ଥଣ୍ଡା ମୁଣ୍ଡ ଟିକେ ଜିନିଷଟା ଭାବନ୍ତୁ ଏଇଟା କାହିଁ ହେଲା। ନହେଲେ ଆପଣଙ୍କୁ ଏଇଟା ଲଜିକାଲ ଜିନିଷ ରହୁଛି ନା, ଏଇଟା ଘୋଷିବା ପାଠ ନୁହେଁ, ଆପଣ ଘୋଷି ଦେଲେ ଭୁଲିଯିବେ। ତ ଫର୍ମୁଲା ତ ଏଇଟା ମନେ ରଖିବେ, M1 D1 by W1 = M2 D2 W2, କିନ୍ତୁ ତାର କୋଡ୍ ଇମ୍ପ୍ଲିମେଣ୍ଟ କେମିତି କରିବେ ତ ସେଇଟା ଆପଣଙ୍କୁ ବୁଝିବାର ଥିଲା। ନେକ୍ସଟ କ୍ୱେଶ୍ଚିନ୍, ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଦେଖିବେ। କରିଦେଲେ କ'ଣ ଦେଇଥିଲା, ଯଦି A:B = C:D, ଆମେ A:B କି ଆମେ କ'ଣ ଲିଖିପାରିବା, A/B କହିଥିଲି ରେସିଓଟା ହେଲା ଫ୍ରାକ୍ସନ୍ର ଗୋଟେ ମାନେ ପାର୍ଟ, ତ ଆମେ A:B କୁ A/B ଲିଖିପାରିବା, ଇକ୍ୱାଲ୍ ଟୁ C:D କୁ C/D ଲିଖିପାରିବା। ଆକୁ ଲେଟ୍ସ ଆଙ୍କ ଇକ୍ୱାଲ୍ ମୁଁ K ଧରି ପକେଇଲି, ମାନେ ଏ ଦୁଇଟା ଯାହା ଇକ୍ୱାଲ୍ ଟୁ K କୁ ମୁଁ ସେ ଡିନୋଟ୍ କରିଦେଲି, ମାନେ A/B = C/D = K କରିଦେଲି। ତାପରେ ଦେଖନ୍ତୁ କ'ଣ ହେବ, ଯଦି ଆମର A/B ଆମେ ଏମିତି ଲିଖିପାରିବା, ସବୁ ତ ସମାନ ହେଇଗଲା। A/B ଯଦି K ହେଉଛି ତାହେଲେ ଏଟା କେତେ ହେଇଯିବ, ବିଟା ସେପଟେ ଗୁଣିଆ ହେଲେ BK ହେଇଯିବ। ସେମିତି C/D ଯଦି K ହେଉଛି ତାହେଲେ Cଟା କେତେ ହେଇଯିବ, Dଟା ଗୁଣିଆ ହେଲେ DK ହେଇଗଲା। ପାଇଗଲେ। ଏଇଟା ମୁଁ କାହିଁକି କରୁଛି କହିଲେ, ଆମେ ସବୁତକ ଦେଖନ୍ତୁ, ଉପରେ A ଅଛି, C ଅଛି, ତଳେ B ଅଛି, D ଅଛି ନା, ତମେ ସବୁତକ ମାନେ ଗୋଟେ ୱେରେ କନଭର୍ଟ କରିଦେଲେ ଆମେ କଟାକଟି କରି ଇଜି ହେବ। ଦେଖନ୍ତୁ କେତେ ସହଜ ହେଇଯିବ। ଏଇଠି ଏଇଥିରେ ମୁଁ ସଲ୍ଭ, ଦେଖନ୍ତୁ ଏଠି A ର ଭ୍ୟାଲୁ ଗୋଟେ ବାହାର କରିଦେଲି BK, C ର ଭ୍ୟାଲୁ DK ବାହାର କରିଦେଲି, ବାସ୍ କିଛି ନାହିଁ, ଉପରେ ଭ୍ୟାଲୁ ପୁଟ୍ କରିଦେବି। Pରେ ଆମେ କ'ଣ କରିବା, P × A କରାହେଇଛି ନା, P A ଜାଗାରେ BK ପକେଇଦେଲି, କାହିଁକିନା ଆମେ ଏଠି ସଲ୍ଭ ପ୍ରୁଭ୍ କରିଦେଲେ A ଜାଗାରେ BK ପକେଇ ପାରିବା। ସେମିତି Q × C ଜାଗାରେ DK ପକେଇଦେଲି। ତଳେ କେତେ ଥିଲା, PB + QD। ତାପରେ ଏଠି ଦେଖନ୍ତୁ, ଆମେ ଯଦି ଏଥିରେ ମାନେ କ'ଣ କମନ୍ K ନେଇଯିବା, ଓଭରଅଲ୍ K କମନ୍ ନେଇଯିବା, ଗୁଣା ଏଇଟା ଯଦି ବ୍ରାକେଟ୍ ଖୋଲିଲେ କ'ଣ ହେଇଯିବ, PBK ହେଇଯିବ, ଏଇଟା QDK ହେଇଯିବ। ଯଦି ମୁଁ K ଉପରୁ କମନ୍ ନେଇଯିବି, କେତେ ରହିଯିବ, PB + QD ହେବ ନା ନାହିଁ। ଏଇ ଉପରେ ଦେଖନ୍ତୁ, ଏଇଟା ଗୁଣା ହେଇଛି ନା ଦେହରେ, ଏଇ ଜାଗାରେ BK ପକେଇଲା ପରେ ଯଦି ଗୁଣା ବ୍ରାକେଟ୍ ଖୋଲିଲା ପରେ କ'ଣ ହେଇଯିବ, PBK QDK ହେଇଯିବ। ତାହେଲେ ଟୋଟାଲ୍ ଓଭରଅଲ୍ ଟର୍ମ ଆମେ K କମନ୍ ଦି ପଟେ K କମନ୍ ଅଛି, ଆମେ K କମନ୍ ନେଇଗଲେ ବଳି ପଡ଼ିବନି କ'ଣ, PB ବଳି ପଡ଼ିବ, ତ QD ବଳି ପଡ଼ିବ। ତଳେ କେତେ ଅଛି, PB + QD, କିଛି ଥିଲା ଏଥିରେ, ବାସ୍ କଟିଗଲା। ଏଇଟା ଗୁଣା ହେଇଯିବ, ତମେ କାଟିଦେବା, ଓଭରଅଲ୍ ଭ୍ୟାଲୁ ପଡ଼ିଲା K। ତାମାନେ ଆର ଆନ୍ସର ହେଲା K। ଆମେ K କୁ କ'ଣ ଧରିଥିଲେ, A/B ଧରିଥିଲେ, ବା A:B ହେଇପାରିବ, ନହେଲେ C/D ଧରିଥିଲେ C:D ହେଇପାରିବ। ଆମର ଅପସନ୍ ଏଠି କ'ଣ ଦେଇଛି, ଅପସନ୍ ଏଗୁଡ଼ା ଏଇଟା ଦେଇନି, ଏଇଟା ଦେଇନି, ଏଠି D/C ଦେଇଛି, ଦେଖନ୍ତୁ କନଫ୍ୟୁଜ୍ କରିଦେଇଛି। ଆପଣ C/D ଧରିଥିଲେ ମାନେ C/D ହିଁ ଧରିବା, D/C କଲେ ସେଇଟା 1/K ହେଇଯିବ। ସେଥିପାଇଁ ଆମେ ଓନ୍ଲି A/B ହିଁ ମାନେ ଲଜିକାଲ୍ ରାଇଟ୍ ଆନ୍ସର ରହିବ। ଏଠି ସେ ଆପଣ K କୁ ଆଇଦର ଆମେ ଦେଖନ୍ତୁ, ଏଠି A/B = C/D = K କରିଥିଲେ, ଆମେ ଆଇଦର K କୁ A/B ବା A:B ଧରିପାରିବା, ନହେଲେ C/D ବା C:D ଧରିପାରିବା। କିନ୍ତୁ ଏଠି ସେ D:C ଦେଇଛି, ଆପଣ ଏଥିରେ କନଫ୍ୟୁଜ୍ ହେଇଯିବେନି। C:D ଦେଇଥିଲେ ହେଇଥାନ୍ତା, ଯେହେତୁ ଅପସନ୍ ଭିତରେ ଗୋଟେ ଅପସନ୍ ସାଟିସ୍ଫାଇ କରୁଛି, ଆମେ A/B ମାରିକି ଆଗକୁ ପଳେଇବା। ଟିକେ କନସେପ୍ଚୁଆଲ୍ ଜିନିଷ ଥିଲା, ମାନେ ଥରେ ଦେଖୁଛନ୍ତି, ନ ବୁଝିପାରୁଛନ୍ତି ଆଉ ଥରେ ଦେଖିଦିଅନ୍ତୁ ଭିଡ଼ିଓଟାକୁ, କ୍ଲାରିଟି ମିଳିଯିବ। ଏମିତିଆ କ୍ୱେଶ୍ଚିନ୍ ଆସିଲେ ଆପଣ ସବୁବେଳେ ଦେଖିବେ, ଉପରେ AC ଅଛି, ତଳେ BD ଅଛି, ମାନେ ଆପଣଙ୍କୁ B ଟର୍ମରେ ଆଣିବାକୁ ପଡ଼ିବ ସବୁ। ଉପରେ ଯଦି B ଆଉ D ଟର୍ମରେ ନେଇ ଆଇଲି, ମୁଁ ଏଠି ନେଇ ଆଇଲି, ତାପରେ ଓଭରଅଲ୍ କମନ୍ ନେଇ କାଟିବାକୁ ସୁବିଧା ହେଲା ନା ନାହିଁ, ତ ସେମିତି ହିଁ କରିବି। ତ ନେକ୍ସଟ କ୍ୱେଶ୍ଚିନ୍, ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚଟା ଦେଖିବେ। କରିଦେଲେ କିଛି ନାହିଁ, ଏଥିରେ ସିମ୍ପଲ୍ A - B² A + B² ପକେଇକି ଆପଣ ବ୍ରାକେଟ୍ ଖାଲି ଖୋଲିବେ। ଦେଖନ୍ତୁ 3Z କୁ ଆମେ A ଧରିବା, 12Y କୁ ଆମେ B ଧରିବା, କ'ଣ ହେଇଯିବ, A - B² କେତେ ହେଇଯିବ, A² ମାନେ 3Z² କେତେ ହେଇଯିବ, 9Z²। ସେମିତି ପ୍ଲସ୍ B² ଆମେ କରିବା କେତେ, 12Y² ମାନେ କେତେ, 144Y² ମାଇନସ୍ 2AB, 2 × 3Z × -12Y କରିବା ହେଲା, ମାନେ 2 × 3Z × 12Y କରିବା କେତେ, 32 36 ଦୁणे 72YZ ପ୍ଲସ୍ ସେମିତି 12Z + 3Y² ଆମେ ଫିଟାଇ ଯଦି କେମିତି କରିବା, ଆକୁ ଯଦି A ଧରିବା, ଆକୁ ଯଦି B ଧରିବା, କ'ଣ ହେବ, A² + B² + 2A ପକେଇବା, 12Z² କେତେ ହେବ, 144Z², ତାପରେ ପ୍ଲସ୍ 3Y² କେତେ, 9Y², ତାପରେ ପ୍ଲସ୍ 2AB, 2 × 12Z × 3Y କେତେ ହେବ, 72YZ, ମାଇନସ୍ ଅଛି କେତେ, 144Z²। କିଛି ନାହିଁ, ଏତିକି ଆପଣ କରିଦେଲେ କାଟିଦେବେ। ଦେଖନ୍ତୁ ପ୍ଲସ୍ 72YZ ଅଛି, ଏଠି ମାଇନସ୍ 72YZ ଅଛି, କଟିଗଲା। ଏଠି ପ୍ଲସ୍ 144Z² ଅଛି, ଏଠି ମାଇନସ୍ 144Z² କଟିଗଲା। ଯାହା ବଳିଲା ତାକୁ Xକୁ Xରେ ଆଡ଼୍ କରିଦେବା, Yକୁ Yରେ ଆଡ଼୍ କରିଦେବା। ଦେଖନ୍ତୁ Xକୁ Yକୁ Yରେ, Zକୁ Zରେ ଆଡ଼୍ କରିଦେବା। ଏଠି କେତେ ଅଛି, 9Z², ଆଉ କିଛି Z ନାହିଁ ରହିଲା। ତାପରେ 144Y² ପ୍ଲସ୍ 9Y² କେତେ ହେଇଯିବ, 153Y²। କେଉଁଠି ଅପସନ୍ ଦେଇଛି, 9Z² 153Y², ଅପସନ୍ C। ଏମିତିଆ କ୍ୱେଶ୍ଚିନ୍ ପକେଇଲେ ବାସ୍ ଆପଣ ବ୍ରାକେଟ୍ ଖୋଲିବେ, କଟାକଟି କରିଦେବେ, ଆଡ଼୍ କରିକି ଆପଣ ଲେଖିଦେବେ, ଆନ୍ସର୍ ବାହାରିଯିବ। କିଛି ନଥିଲା ଏ କ୍ୱେଶ୍ଚିନ୍ ଦେହରେ।
ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରିବେ ତାପରେ ଦେଖିବେ। ତ କରିଦେଲେ ଦେଖନ୍ତୁ ଏମିତିଆ କ୍ୱେଶ୍ଚିନ୍ ଯେତେବେଳେ ଦେଇଥିବ ଆପଣ ରିଭର୍ସ ଅର୍ଡ଼ରରେ ଯିବେ, ଇନିସିଆଲରୁ ଯିବେନି। କ୍ୱେଶ୍ଚିନ୍ ପଢ଼ିଦେଲେ ପଛପଟୁ ଆଗପଟୁ ମାନେ ପଛ ଆଡ଼ୁ ସଲ୍ଭ କରି ଆଗ ଯାଇ ଯିବେ। ଦେଖନ୍ତୁ ସେ କ'ଣ ଦେଲା ଯେ ଅରବିନ୍ଦ ଗୋଟେ ଆର୍ଟିକଲ ବଟ୍ କରିଥିଲା ଏକ୍ସ ଟଙ୍କାରେ କିଣିଥିଲା, ତାପରେ ସେ ବିକିଲା ବିରୁକୁ ଲସ୍ କରିକି 12%ରେ। ତାପରେ ବିରୁ ପୁଣି କିଣି ସାରିଲା ପରେ ତା ଦେହରେ ସେ 132 ଟଙ୍କା ଖର୍ଚ୍ଚ କଲା, ସ୍ପେଣ୍ଡ କଲା ରିପେୟାରିଂ ଦେହରେ। ତାପରେ ସିଏ କ'ଣ କଲା ନା ପ୍ରଫିଟ୍ କଲା, ମାନେ 48% ଲାଭ ରଖିକି ବିକିଦେଲା, 41% ଲାଭ ରଖିକି ବିକିଦେଲା କାହାକୁ, ମିନୁକୁ ବିକିଦେଲା। ତ ମିନୁ କିଣିଲା କେତେରେ, 1551। ଆମେ ଏଇଠୁ ଆରମ୍ଭ କରିବା, 1551 ଧରିବେ। 1551ଟା କ'ଣ, ମିନୁର କଷ୍ଟ ପ୍ରାଇସ୍, ମାନେ ମିନୁ ଏତିକିରେ କିଣିଛି, ତାମାନେ ଏଇ ପ୍ରାଇସ୍ରେ ବିରୁ ବିକିଥିବ। ବୁଝିପାରୁଛନ୍ତି ନା, ବିରୁ ଆମେ ସେ ବିରୁ କିଣିଥିଲା ଏକ୍ସ ଟଙ୍କାରେ ପ୍ଲସ୍ 132 ଟଙ୍କା ଖର୍ଚ୍ଚ କଲା, ଏତିକି କଷ୍ଟ ଉପରେ ବିରୁର କେତେ ପ୍ରଫିଟ୍ ହେଇଛି, 141%। ମାନେ ଦେଖନ୍ତୁ ଏଇ ଜିନିଷଟା ହେଲେ ବିରୁ 100% ଧରିଛୁ ଆମେ ଟୋଟାଲ୍ ଏକ୍ସ ପ୍ଲସ୍ 32ଟାକୁ, ତାହେଲେ ଟୋଟାଲ୍ ବିରୁର ଏଇଟା, ତାହେଲେ ତାର 141% ମାନେ କାହିଁ କରୁଛି ନା ଏଇ 100% ଦେହରେ 41% ପ୍ରଫିଟ୍ କଲା ପରେ ଏଥିରେ ବିକିଥିବ ନା, ତାହେଲେ ଏଇ ଟର୍ନରେ 141 ଗୁଣା ହେଇକି ଏଥିରେ ପହଞ୍ଚୁଛି। ତାହେଲେ ଆର 100% ଭ୍ୟାଲୁ କେତେ ହେଇଯିବ, ମାନେ କେତେ ହେଇଯିବ, ଏଥିରେ 141 ହରିକି 100ରେ ଗୁଣି ଦେବା, କେତେ ହେଇଯିବ, 141 11 ହେଇଯିବ, 11 ଇଣ୍ଟୁ 100, 1100 ହେଇଯିବ। କ'ଣ, ବିରୁ ଏଥିରେ ବିକିଛି, କିନ୍ତୁ ଆ ପୂର୍ବରୁ ସେ 132 ଟଙ୍କା ଖର୍ଚ୍ଚ କରିଥିଲା। ବିରୁ ଆକ୍ଚୁଆଲି କେତେରେ କିଣିଥିଲା କେମିତି ଜାଣିବା, ଏଇ 1100 ଦେହରୁ ପୁଣି 132 ମାଇନସ୍ କରିଦେଲେ ବିରୁ ଆକ୍ଚୁଆଲି କଷ୍ଟ ପ୍ରାଇସ୍ଟା ଜାଣିଯିବା। ବିରୁ ଆକ୍ଚୁଆଲି କଷ୍ଟ ପ୍ରାଇସ୍ କେତେ, 1100 132 ଗଲେ 968। ଏତିକି ଟଙ୍କାରେ ବିରୁ କିଣିଥିଲା। ବିରୁ ଯେତିକି ଟଙ୍କା କିଣିଥିଲା, ତାପରେ କ'ଣ ନା ଅରବିନ୍ଦ ସେତିକିରେ ବିକିଥିଲା। ଅରବିନ୍ଦ ଯେତିକିରେ ବିକିଛି ବିରୁ ସେତିକିରେ କିଣିଛି ନା, ମାନେ ଅରବିନ୍ଦର ସେଲିଂ ପ୍ରାଇସ୍ ଯେଉଁଟା, ବିରୁର କଷ୍ଟ ପ୍ରାଇସ୍ ସେଇଟା। ତାହେଲେ ଅରବିନ୍ଦ କ'ଣ କରିଥିଲା ନା 12% ଲସ୍ରେ ବିକିଥିଲା। ମାନେ କେତେ, ଯଦି ଲସ୍ କରିଥିଲା, ଯଦି ତା ସିପିଟା ଥିଲା 100% ଲେଟ୍ ସେ 12% ଲସ୍ କରୁଛି, ତାହେଲେ ବିକିଥିବ କେତେ ପରସେଣ୍ଟରେ, 88%ରେ। ତାର ସିପିର 88%ରେ ବିକିଥିବ, ଯାହାର ଭ୍ୟାଲୁ ଦେଇଥିଲା ଆମକୁ କେତେ, 960। ଏଇଟା ବାହାର କଲେ। ତାହେଲେ ଅରବିନ୍ଦର ପଚାରିଥିଲା ନା କଷ୍ଟ ପ୍ରାଇସ୍ କେତେ, ତାହେଲେ ଅରବିନ୍ଦ କଷ୍ଟ ପ୍ରାଇସ୍ ହେଲା 100% ନା, ତାହେଲେ ଅରବିନ୍ଦ କଷ୍ଟ ପ୍ରାଇସ୍ କେମିତି ବାହାର କରିବା, 968 ବାଇ 88% ଇଣ୍ଟୁ 100%। ଏଠି ପରସେଣ୍ଟ କ୍ୟାନ୍ସଲ୍ ଆଉଟ୍ ହେଇଗଲା। ତାପରେ ଆମେ ଏଠି କାଟିବା 11 କାଟିବା, 11 କାଟିଲେ 11 88, 8 ବୋଲେ 1188, ଏଠି 11 କାଟିଲେ 8 ରହିଲା, ପୁଣି 8 କାଟିଲେ 11, ତାମାନେ କେତେ ହେଲା, ଅରବିନ୍ଦ 11 ଇଣ୍ଟୁ 100 କଲେ 1100 ଟଙ୍କା ହେଲା ଅରବିନ୍ଦର କଷ୍ଟ ପ୍ରାଇସ୍। ଆପଣ ଏଇ ରିଭର୍ସ ଅର୍ଡ଼ରରେ ପଛରୁ ଗୋଟେ କରି ଆସିକି ଆଗ ଯାଇ ପହଞ୍ଚିବେ, ୱିଦାଉଟ୍ ମାନେ ଏରର୍ରେ ଆପଣ ଫାଇନାଲ୍ ଆନ୍ସର୍ରେ ପହଞ୍ଚି ପାରିବେ। ତ 1100 ହେଲା ଅରବିନ୍ଦର କଷ୍ଟ ପ୍ରାଇସ୍। ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚଟା ଦେଖିବେ। କରିଦେଲେ ଦେଖନ୍ତୁ କ'ଣ ଦେଇଥିଲା, କ୍ୟାଲକୁଲେଟ୍ ଦ ରେଡ଼ିୟସ୍ ଅଫ୍ ଏ ସିଲିଣ୍ଡ୍ରିକାଲ କଣ୍ଟେନର ହାଭିଂ ଭଲ୍ୟୁମ୍ ଅଫ୍ 8910 ସେଣ୍ଟିମିଟର କ୍ୟୁବ୍ ଆଣ୍ଡ ହାଇଟ୍ ଦେଲା 35 ସେଣ୍ଟିମିଟର, ଆଉ ପାଇ ଆମକୁ ଦେଲା 22/7। ଏଥିରେ ଆମର କ'ଣ ଅଛି, କିଛି ନାହିଁ, ଆମେ ଜାଣିଛେ ସିଲିଣ୍ଡରର ଭଲ୍ୟୁମ୍ ଫର୍ମୁଲା କ'ଣ, ପାଇ ଆର୍ ସ୍କୋୟାର ଏଚ୍ ଇଜ୍ ଇକ୍ୱାଲ୍ ଟୁ କେତେ ଥିଲା, ଆମେ ଭ୍ୟାଲୁ ପୁଟ୍ କରିଦେବା ଖାଲି, ଆମକୁ ଦେଇଛି ଆ ଭ୍ୟାଲୁ ଦେଇଥିଲା କେତେ, 8910। ତ ପାଇର ଭ୍ୟାଲୁ ଥିଲା 22/7 ଇଣ୍ଟୁ ଆର୍ ସ୍କୋୟାର, ଆମେ ଆର୍ ସ୍କୋୟାର ରଖିବା, ଆର୍ ବାହାର କରିବାର ଅଛି ନା, ଏଜ୍ ଆର୍ କେତେ ପକେଇବା, 35 ଦେଇଛି, ଇଜ୍ ଇକ୍ୱାଲ୍ ଟୁ 8910। ଆର୍ ସ୍କୋୟାର ଇଜ୍ ଇକ୍ୱାଲ୍ ଟୁ କେତେ ହେଇଯିବ, 8910। ଏଠି 22/7 ଗୁଣା ହେଇଛି, ଏପଟକୁ ପଳେଇଲେ କ'ଣ ହେଇଯିବ, 7/22 ହେଇଯିବ। ତାପରେ ଏଠି 35 ଗୁଣା ହେଇଛି, ଏପଟକୁ ଆଇଲେ କ'ଣ ହେଇଯିବ, 1/35 ହେଇଯିବ। ବାସ୍ ଆପଣ ସଲ୍ଭ କରିଦେବେ। 7କୁ 35 କାଟିଲେ 5, ତାପରେ ଏଇଟା 11 କାଟିଲେ 11 ଅଷ୍ଟା 88, 11 କେ 11 0, ଏଠି ରହିଲେ 2, 5 ଦୁଣେ 10, ତ ହେଲା 81 ବାହାରି ପଡ଼ିଲା ଆର୍ ସ୍କୋୟାର। ତାହେଲେ ଆର୍ଟା କେତେ, 81√4 ମାନେ 9। କରିଦେଇକି ଆଗକୁ ପଳେଇବେ, କିଛି ନଥିଲା ଏଥିରେ, ଖାଲି ଫର୍ମୁଲା ଥିଲା ଜାଣିବାର ଆପଣଙ୍କର, ଯେ ସିଲିଣ୍ଡରର ଭଲ୍ୟୁମ୍ର ଫର୍ମୁଲା ହେଲା ପାଇ ଆର୍ ସ୍କୋୟାର ଏଚ୍। ଆଉ ତାର ଯଦି ପଚାରିଥାନ୍ତା କର୍ଭ ସର୍ଫେସ୍ ଏରିଆରେ କ'ଣ ବାହାର କରିଥାନ୍ତେ, 2πr/h। ଯଦି ଟୋଟାଲ୍ ସର୍ଫେସ୍ ଏରିଆ ପଚାରିଥାନ୍ତେ ତାହେଲେ କ'ଣ କରିଥାନ୍ତେ, 2πr ବ୍ରାକେଟ୍ରେ ହୋଲ୍ ଇଣ୍ଟୁ h ପ୍ଲସ୍ ଆର୍। ଆପଣ ରିଭିଜନ୍ କରେଇଦେଲି, ଆପଣ ଏହା ଦେଖିବେ ବହିରୁ, କାହିଁକିନା ଆପଣ ମେନ୍ସୁରେସନ୍ 2D 3Dରୁ ପକାଉଛି, ଏତେ ହାଇ କ୍ୱାଲିଟିର କ୍ୱେଶ୍ଚିନ୍ ପକାଉନି। ଯଦି ଆପଣ ଏ ଫର୍ମୁଲା ମନେ ରଖୁଛନ୍ତି, ବାସ୍ ଆପଣ ଭ୍ୟାଲୁ ପୁଟ୍ କରି ଆନ୍ସର୍ କରିପାରିବେ। ତ ଏଥିରେ କିଛି ନାହିଁ ଜିନିଷ ବୁଝିବାର ଲାଗି। ତ ନେକ୍ସଟ କ୍ୱେଶ୍ଚିନ୍ ଫାଷ୍ଟ ପଜ୍ କରି ସଲ୍ଭ କରନ୍ତୁ, ତାପରେ ଆପ୍ରୋଚ୍ ଦେଖିବେ। କରିଦେଲେ ଦେଖନ୍ତୁ କ'ଣ ଦେଇଥିଲା, ଦ ଆଭରେଜ ଅଫ୍ 8 ନମ୍ବର ଦେଲା 14, ଦ ଆଭରେଜ ଅଫ୍ 8ଟା ନମ୍ବରଙ୍କର ଆଭରେଜ ଦେଲା 14, ତା ଦେହରୁ ପ୍ରଥମ ପାଞ୍ଚଟା ଦେହରୁ ଦେଇଥିଲା 21, ତାହେଲେ ବଳକା 3ଟାରୁ କେତେ। ଆପଣ ନର୍ମାଲି କେମିତି କରିବେ, ଯଦି 8ଟା ନମ୍ବରର ଆଭରେଜ ହେଉଛି 14, 8ଟା ନମ୍ବର ଟୋଟାଲ୍ ସମ୍ କେତେ ହେବ, 8 ଇଣ୍ଟୁ 14, 14 × 112 ବାହାରିଲା ଟୋଟାଲ୍ ସମ୍। ତା ଭିତରେ ଦେଲା 5ଟା ନମ୍ବରଙ୍କର ଆଭରେଜ ଦେଲା 21, ମାନେ ତାଙ୍କ ଟୋଟାଲ୍ ସମ୍ କେତେ ହେଇଯିବ, 5 × 21 ହେଲା 105। ବଳି ପଡ଼ିଲା କେତେ ନମ୍ବର, 3ଟା ନମ୍ବର ବଳି ପଡ଼ିଲା, ଆଙ୍କ ସମଟା କେତେ ହେଇଯିବ, 112ରୁ 105 ଫେଟ୍ ଦେଲେ କେତେ ହେଉଛି, 7 ରହୁଛି। ତ 3ଟା ନମ୍ବର ଯଦି ଟୋଟାଲ୍ ସମ୍ ହେଉଛି 7, ତାହେଲେ ଆଭରେଜ କେତେ ହେବ, 7/3। ଗୋଟେ ନମ୍ବର ଆଭରେଜ ମାନେ କ'ଣ, 3 ଜଣଙ୍କ ଯଦି ଟୋଟାଲ୍ ହେଉଛି 7, ଗୋଟେ ନମ୍ବର କେତେ ଆଭରେଜ ବାହାରିବ, 7/3 କଲେ କେତେ ହେଇଯିବ, 2 × 1/3 ବା 2.33। ଏଇଟା ଥିଲା ବେସିକ୍ ମେଥଡ଼।
ଏଥର ବେଶୀ ମେଥଡ଼ ଆପଣ କରିଦେଲେ ଛୋଟ ନମ୍ବର ଅଛି ବେଶୀ କଲେ କିଛି ଅସୁବିଧା ନାହିଁ ଆରାମସେ 30 ସେକେଣ୍ଡରେ କରିଦେବେ କିଛି ଅସୁବିଧା ନାହିଁ କିନ୍ତୁ ଆପ୍ରୋଚ୍ ଆମେ ଯଦି ଡେଭିଏସନ୍ ୟୁଜ୍ କରିବା ବା ଟିକେ କନସେପ୍ଚୁଆଲି କରିବା କେମିତି ଆପଣ ଦେଖନ୍ତୁ ଲଜିକାଲି କେମିତି କରିପାରିବେ ଦେଖନ୍ତୁ ଟୋଟାଲ୍ ନମ୍ବର ଆଭରେଜ ଥିଲା 8ଟା ନମ୍ବର ଆଭରେଜ ଥିଲା 14 ଦେଇଥିଲା ତା ଦେହରୁ ଦେଇଥିଲା କ'ଣ ନା 7ଟା ନମ୍ବର ଆଭରେଜ ସରି ତା ଦେହରୁ 5ଟା ନମ୍ବର ଆଭରେଜ ଦେଇଥିଲା 21 ଏଇ ଯେଉଁ 21ଟା ହେଲାନି କି 21ଟା କ'ଣ ଆଭରେଜଠୁ କେତେ ଅଧିକ ଅଛି 14ରୁ 21ଟା 7 ଅଧିକ ଅଛି ତାମାନେ 5ଟା ନମ୍ବର ଆଭରେଜଠୁ 7 ଅଧିକ କ୍ୟାରି କରିକି ନିଜ ସହିତ ନେଇଗଲେ ମାନେ କେତେ 7 ପଞ୍ଚା ମାନେ ଦେଖନ୍ତୁ 5ଟା ନମ୍ବର ଥିଲେ ସମସ୍ତେ ଆଭରେଜ ଯଦି 21 ଜଣଙ୍କ ଇଚ୍ଙ୍କର ଭ୍ୟାଲୁ ଯଦି 21 ହେଉଛି ସମସ୍ତେ ଆଭରେଜଠୁ 5 ଅଧିକ ରଖୁଛନ୍ତି ତାହେଲେ ଆମର ଓଭରଅଲ୍ ଆଭରେଜଠୁ କେତେ ଅଧିକ ରଖିଦେବେ 5 ଜଣ 7 5 35 ଅଧିକ ରଖୁଛନ୍ତି ଇଏ ଯେଉଁ 35ଟା ଅଧିକ ନେଇଗଲେ ଏଇ 35ଟା ଆର ଯେଉଁ ବାକି 3 ଜଣ ବଳି ପଡ଼ିଲେ ସେମାନେ ଯଦି କମ୍ ନେବେ ହିଁ -35 ହେଲେ ହିଁ ତ ବାଲାନ୍ସ ଉଠିକି ଓଭରଅଲ୍ ଆଭରେଜ 14 ରହିବ କନସେପ୍ଚୁଆଲି ବୁଝନ୍ତୁ ଆମେ ଯେଉଁ ଏମାନେ 5 ଜଣ ଯଦି ଆଭରେଜଠୁ ମାନେ ଅଧିକ 35 ନେଇଯାଉଛନ୍ତି ଏମାନେ ମାନେ ତାଙ୍କର ଭ୍ୟାଲୁଟା ସମସ୍ତେ 5 ଇଚ୍ ଲେଖା ନେଲେ ସରି 7 ଏକ୍ସଟ୍ରା ନେଲେ 5 ଜଣ 35 ନେଇଯାଉଛନ୍ତି ଏଇ 35ଟା ସେମାନେ ଯେଉଁ ବାକି 3 ଜଣ ବଳି ପଡ଼ିଲେ ସେମାନେ ଯଦି 35ଟା ତାଙ୍କ ଆଭରେଜଠୁ କମ୍ ନେବେ ତାହେଲେ ତ ଓଭରଅଲ୍ ଆଭରେଜଟା ଆମର 14 ମେଣ୍ଟେନ୍ ରହିବ ନା କ୍ୟାନସଲ୍ ଆଉଟ୍ ହେଇଗଲା ପରେ ତ ତାମାନେ ଏମାନେ ଏଇ 35ଟା କାହା ଭିତରେ ବଣ୍ଟା ହେବ -35ଟା ବାକି ରିମେନିଂ 3 ଜଣ ଭିତରେ ବଣ୍ଟା ହେବ ବଣ୍ଟା ହେଲେ କେତେ ହେବ 11/2/3 ଏଇଟା ମାଇନସ୍ରେ ରହିବ କେତେ 11.66 ଏଇ 11.6ଟା ମାଇନସ୍ କାହା ଦେହରେ ହେବ ଆମେ ଧରିଛେ ଆଭରେଜ ସମସ୍ତଙ୍କର 14 ଧରିଛେ ତ ଆଭରେଜ ସମସ୍ତଙ୍କର 14 ଧରିଛେ ତାଙ୍କ ଦେହରୁ ଯଦି 3 ଜଣଙ୍କର ମାନେ ଆଭରେଜ 11.6 ମାଇନସ୍ କରିଦେବା 14 ଦେହରୁ କେତେ ହେଇଯିବ 2.33 ଏଇଟା ହେଲା କନସେପ୍ଚୁଆଲ ଜିନିଷ ଆପଣ ବୁଝନ୍ତୁ ଡେଭିଏସନ୍ ମେଥଡ଼ କଲେ ଆପଣ ଏମିତି ହିଁ କରିପାରିବେ ଯଦି ଆପଣଙ୍କୁ ଏଇଟା ବୁଝା ନ ପଡ଼ୁଛି ମୁଁ ଆଭରେଜର କ୍ଲାସ୍ ହେଲେ ଆପଣଙ୍କୁ କ୍ଲିୟର କରିଦେବି ବାସ୍ ଆପଣ ଏବେ ନର୍ମାଲରେ କରିଦିଅନ୍ତୁ ଏଇ ୱେରେ ଯେମିତି କହିଲେ ଛୋଟ ନମ୍ବର ଦେଇଛି ଆପଣ ଏଇ ୱେରେ କରିଦିଅନ୍ତୁ ଯେଉଁମାନେ ବୁଝିପାରିଲେ ମୁଁ ଯେଉଁ କନସେପ୍ଟଟା କହିଲି ଡେଭିଏସନ୍ କେମିତି ହେଇପାରୁଛି ଯେଉଁ ବାଲାନ୍ସ ଆଉଟ୍ କେମିତି ହେଉଛି ଏପଟେ ଯେଉଁମାନେ 7 ଜଣ ଯଦି 5 ଜଣ ଯଦି 35 ଅଧିକ ନେଲେ ତ ରିମେନିଂ 3 ଜଣ 35 କମ୍ ନେଲେ ଓଭରଅଲ୍ ବାଲାନ୍ସ ହେଇକି ସେ 14 ହିଁ 14 ମେଣ୍ଟେନ୍ ରହିବ ତ ଆମେ ଏଇଟା ଇମାଜିନେସନ୍ କରିଥିଲେ ନା ତ ଯେତେବେଳେ ଆମେ ଆଙ୍କର ଓଭରଅଲ୍ ଆଭରେଜ ଯଦି 3 ଜଣଙ୍କର 35 ଅଧିକ ରହୁଛି ଜଣଙ୍କର ଆଭରେଜଠୁ ଜଣଙ୍କର କେତେ ରହିବ -11.2/3 ବା 11.66 ତାଙ୍କର କମିବ କାହାଠୁ କମିବ ନା ଆଭରେଜ 14ଠୁ କମିବ କମିଲା ପରେ ତାଙ୍କର ଆଭରେଜ ପଡ଼ିଯିବ 2.33 ଆନ୍ସର ସେଇଆ ବାହାରୁଛି ନା ଲଜିକାଲି ବାହାର କଲି ଏଇଟା କାଲକୁଲେସନ୍ କରି ବାହାର କଲି ଆପଣ ଯଦି ଏଇଟା କଷ୍ଟ ଲାଗୁଛି ବୁଝିପାରୁନାହାନ୍ତି କିଛି ଅସୁବିଧା ନାହିଁ ଟେନସନ୍ ନିଅନ୍ତୁନି ଏଇ ୱେରେ କରିଦିଅନ୍ତୁ କିଛି ପ୍ରୋବ୍ଲେମ୍ ହେବାର ନାହିଁ ଛୋଟିଆ ନମ୍ବର ଦେଇଛି ଫାଷ୍ଟ ଆପଣ ଦେଖିବେ 8 ଜଣଙ୍କ ଟୋଟାଲ୍ ବାହାର କଲେ 112 5 ଜଣଙ୍କର 105 ପଳେଇଲା ବଳି ପଡ଼ିଲେ 3 ଜଣ ତାଙ୍କର ସମ୍ 7 ରହୁଛି ତ ଜଣକ କେତେ ପଡ଼ିବ 7/3 କଲେ ଇଏ ବି ଜଲ୍ଦି ହେଇଯାଉଛି କିନ୍ତୁ ବଡ଼ ନମ୍ବର ଦେଇଥିଲେ ଆପଣଙ୍କୁ ଏଇଟା ଇଜି ହେଇଥାନ୍ତା ଯେହେତୁ ଛୋଟ ନମ୍ବର ଦେଇଛି ଆପଣ ଦୁଇଟାକୁ ଇଜି ହେବ ଆପଣ ଏଥିରେ ବି କରିପାରିବେ କିଛି ଟେନସନ୍ ହେବା ଦରକାର ନାହିଁ ଆମେ ଯେତେବେଳେ ଆଭରେଜ କ୍ଲାସ୍ ଆଣିବା ଆନ୍ସରଟା ଆଣିବା ସବୁ ତ ବିଟ୍ ବାଇ ବିଟ୍ ଆପଣଙ୍କର କ୍ଲିୟର କରିଦେବି ତ ଇଏ ଥିଲା ପାର୍ଟ 9 ଭିଡ଼ିଓ ବେସ୍ 20ର ତ କେମିତି କ'ଣ ଲାଗିଛି ଟିକେ କମେଣ୍ଟ କରନ୍ତୁ ଯଦି ଭଲ ଲାଗିଛି ଟିକେ ଆପ୍ରିସିଏସନ୍ ବି କରନ୍ତୁ ଯେମିତିକି ମୋତେ ମୋଟିଭେଟ୍ ଲାଗିବ ଆଗକୁ ମାନେ ଏମିତି ଡେଲି ଆଣିବା ପାଇଁ ଏ ମାନେ ଆମେ ବହୁତ ପିଲା କମେଣ୍ଟ କରୁଥିଲେ ଭାଇ ଏ ଟପିକ୍ ଆଣନ୍ତୁ ସେ ଟପିକ୍ ଆଣନ୍ତୁ ମାନେ ଆଣିବା ବି କେବେ କଥା ନାହିଁ ମାନେ କଥା ମୁଁ ସବୁ ନିଜେ କରୁଛି ନା ତ ଟାଇମ୍ ମ୍ୟାନେଜମେଣ୍ଟ କରିହେଉନି ତ ଦେଖୁଛି ଏବେ ଆର ଏକ୍ଜାମ୍ଟା ପର୍ଯ୍ୟନ୍ତ ଯାହା କମିଟ୍ କରିଥିଲି ମ୍ୟାଥ୍ଟା ତ ସମ୍ଭାଳିଦେବି ତ ସରିଗଲା ପରେ ଆଗକୁ ଆହୁରି ଭ୍ୟାକେନ୍ସି ଆସିବ ସେତେବେଳେ ଆମେ କମ୍ପ୍ୟୁଟର ରିଜନିଂ ମ୍ୟାଥ୍ର ସବୁ ତକ ଆନ୍ସର୍ କନସେପ୍ଟ ସାରିବି କୋଶ୍ଚିନ୍ ବି କରେଇବି ରିଜନିଂରେ କନସେପ୍ଟ ବି ସାରିବି କମ୍ପ୍ୟୁଟର ଯଦି ହେବ ତାକୁ ବି କରିବି ପ୍ଲସ୍ ପ୍ରାକ୍ଟିକାଲ ବି କରିବି ମୁଁ ବହୁତ ସାରା ଜିନିଷ ପ୍ଲାନ୍ କରି ରଖିଛି ବାସ୍ ଆର ଏକ୍ଜାମ୍ ହଠାତ୍ ପଳେଇ ଆସିଲା ତ ଟିକେ ଟାଇମ୍ ହେଉନି ନିଜେ ସବୁ ବାଲାନ୍ସ କଲା ବେଳକୁ ତେବେ ତ ମ୍ୟାଥ୍ ହିଁ ଚାଲିବ ସିରିଜ୍ଟା ଯଦି ମୋତେ ଇମ୍ପୋର୍ଟାଣ୍ଟ କିଛିଟା ରିଜନିଂର ଲାଗୁଛି ମୁଁ ଆଣିବି ସେଇଟା କିନ୍ତୁ ଆପଣ ଗ୍ୟାରେଣ୍ଟି ଦେଇ କହିପାରୁନି ବାସ୍ ମୁଁ ମ୍ୟାଥ୍ର ବେଷ୍ଟ 20 ତ ମୁଁ ଆଣିବି ଶେଷ ପର୍ଯ୍ୟନ୍ତ ତ ଆପଣ ଯୋଡ଼ି ହେଇକି ରୁହନ୍ତୁ ଚ୍ୟାନେଲ୍ ସହିତ ଏମିତି ରେଲିଭେଣ୍ଟ କଣ୍ଟେଣ୍ଟ ଦେଖିବେ ଆଉ କିଛି ଟାଇମ୍ ୱେଷ୍ଟ ହେବନି ବହୁତ କମ୍ ଟାଇମ୍ରେ ଆପଣ ବହୁତ ଜିନିଷ ଶିଖିବାକୁ ପାଇବେ ବେଷ୍ଟ ଆପ୍ରୋଚ୍ ଶିଖିବାକୁ ପାଇବେ ଆଉ ଯଦି ଚ୍ୟାନେଲ୍ର କଣ୍ଟେଣ୍ଟ ଭଲ ଲାଗୁଛି ତାହେଲେ ଚ୍ୟାନେଲ୍ ସହିତ ସବସ୍କ୍ରାଇବ୍ କରିକି ରହିଥାନ୍ତୁ ଆଉ ଟେଲିଗ୍ରାମ ଜଏନ୍ ହେଇଯାଆନ୍ତୁ ମୁଁ ଯେଉଁ ଚ୍ୟାନେଲ୍ ଯେଉଁ ଭିଡ଼ିଓରେ ପକାଉଛି କି ଛୋଟ ଛୋଟ ଅପଡ଼େଟ୍ କିଛି ଦେଉଛି ସବୁ ଟେଲିଗ୍ରାମରେ ଦେଇଦେଉଛି କାରଣ ସବୁ କଥାକୁ ଭିଡ଼ିଓରେ କରିବା ପସିବଲ୍ ନୁହଁ ଛୋଟ ଛୋଟ ଜିନିଷକୁ ମୁଁ ଟେଲିଗ୍ରାମ ବି ଅପଡ଼େଟ୍ କରିଦେଉଛି ଯେକୌଣସି କେଉଁ PDF ମୋତେ ମିଳିଲା ଯାହା ସବୁ ରହିଲା ମୁଁ ତାକୁ ଟେଲିଗ୍ରାମରେ ସେୟାର କରୁଛି ଆପଣ ଡେସ୍କ୍ରିପସନ୍ ଯାଇକି ଜଏନ୍ ହେଇପାରିବେ ତ ଏଇଟା ଥିଲା ଆଜିର ଭିଡ଼ିଓ ରହିଲି ଦେଖା ହେବା ନେକ୍ସଟ ଭିଡ଼ିଓରେ।